ଭିଡ଼ିଓ ଦେଖୁଥିବା ସମସ୍ତଙ୍କୁ ଆମମାନଙ୍କ ତ୍ରାଣକର୍ତ୍ତା ଉଦ୍ଧାରକର୍ତ୍ତା ନାଜରିତ ଯୀଶୁଖ୍ରୀଷ୍ଟଙ୍କ ନାମରେ ମୋର ଆନ୍ତରିକ ନମସ୍କାର ଜଣାଉଛି। ପ୍ରିୟମାନେ, ଆଜି ଆମମାନେ ଗଣନା ପୁସ୍ତକର ପରିଚୟ ବିଷୟରେ ଆଲୋଚନା କରିବା। ଗଣନା ପୁସ୍ତକର ପରିଚୟ ବିଷୟରେ ଆମମାନେ ଆଲୋଚନା କରିବା। ଆମମାନେ ଦେଖିଲେ ଆଦି ପୁସ୍ତକ ପରିଚୟ, ଯାତ୍ରା ପୁସ୍ତକର ପରିଚୟ, ଲେବ୍ୟ ପୁସ୍ତକ ପରିଚୟ ମାନେ ଜାଣିଲୁ। ଆଜି ଆମମାନେ ଗଣନା ପୁସ୍ତକର ପରିଚୟ। ପ୍ରିୟମାନେ, ଯଦି ଆମମାନେ ଗୋଟିଏ ପୁସ୍ତକର ଗୋଟିଏ ଅଧ୍ୟାୟ ଆଉ ସେ ଅଧ୍ୟାୟରେ ଥିବା ପଦଗୁଡ଼ିକ ଗୋଟିଏ ପଦ ଗୁଡ଼ିକ ଯଦି ଆମେ ଜାଗ୍ରତ ସହକାରେ ଆଲୋଚନା କରୁ, ଗୋଟିଏ ପଦରେ ଗୋଟିଏ ଉଦ୍ଦେଶ୍ୟ ରହିଛି। ଗୋଟିଏ ଅଧ୍ୟାୟରେ ଅନେକ ବିଷୟ ବିଷୟରେ ଲେଖା ରଖିଲେ ଏହିପରି ଗୋଟିଏ ପଦ ଯଦି ଆମେ ଜାଗ୍ରତ ସହକାରେ ପଢ଼ୁ, ଅନେକ ବିଷୟ ଆମେ ଜାଣୁ। ଏହିପରି ଗୋଟିଏ ପୁସ୍ତକ ପଢ଼ିବା ପାଇଁ ଆମକୁ ବର୍ଷ ଧରି ଲାଗିଯାଇଥାଏ, ବୁଝିବା ପାଇଁ, ପଢ଼ିବା ପାଇଁ। କିନ୍ତୁ ଆମେ କେବଳ ପରିଚୟ ହିଁ ଜାଣୁଛେ। ଆଦି ପୁସ୍ତକ ପରିଚୟ, ଯାତ୍ରା ପୁସ୍ତକ ପରିଚୟ, ଲେବ୍ୟ ପୁସ୍ତକ ପରିଚୟ, ଗଣନା ପୁସ୍ତକ ପରିଚୟ ଆମେ ଜାଣୁଛୁ ଏକ କାର୍ଯ୍ୟକ୍ରମ ଦ୍ୱାରା, ଏକ ଭିଡ଼ିଓ ଦ୍ୱାରା। ତେଣୁ ଆଜି ଆମେ ଗଣନା ପୁସ୍ତକର ପରିଚୟ ବିଷୟରେ ଜାଣିବା। ପ୍ରତ୍ୟେକ ପୁସ୍ତକ ଆମେ ପରିଚୟ ଜାଣିଲା ବେଳେ ଆଉ ସେ ପୁସ୍ତକର ନାମ ତାହାକୁ କିପରି ଆସିଲା ପ୍ରଥମେ ଆମେ ଜାଣୁ। ଏହି ଗଣନା ପୁସ୍ତକର ନାମ ଗଣନା ପୁସ୍ତକ କହି ଏହି ପୁସ୍ତକକୁ କିପରି ଆସିଲା, ଏହାର ନାମ ଏହାକୁ କିପରି ଆସିଲା, ପ୍ରଥମେ ଆମେ ଆଲୋଚନା କରିବା। ଗଣନା ପୁସ୍ତକର ନାମ ଏହାକୁ କିପରି ଆସିଲା ମାନେ, ପ୍ରିୟମାନେ, ପୂର୍ବେ ପୁରାତନ ନିୟମର ବାକ୍ୟ ସବୁ ଏଭ୍ରି ଭାଷାରେ ଲେଖାଥିଲା, ଏଭ୍ରି ଭାଷାରେ ଥିଲା। ଆଉ ଏଭ୍ରି ଭାଷାରେ ଏହି ଗଣନା ପୁସ୍ତକକୁ ବେ ମେଡବର ବୋଲି ଲେଖାଯାଇଥିଲା। ଏଭ୍ରି ଭାଷାରେ ତାର ଅର୍ଥ ହେଉଛି ଅରଣ୍ୟ ମଣ୍ଡଳୀ, ଅର୍ଥାତ୍ ଅରଣ୍ୟ ମଣ୍ଡଳୀ। ତାକୁ ଆଉ 17 ଜଣ ପଣ୍ଡିତମାନଙ୍କ ସମ୍ମୁଖରେ ଯେତେବେଳେ ଗ୍ରୀକ୍ ଭାଷାରେ ଅନୁବାଦିତ ହେଲା, ଆମେ ପୂର୍ବେ ଯାତ୍ରା ପୁସ୍ତକରେ କଥା ହେଲା ଅନୁସାରେ, ଆଉ ଅନୁବାଦିତ ହେବା ସମୟରେ ଆଉ ଏକ ବେ ମେଡବର ଏଭ୍ରି ଭାଷାରେ ଗଣନା ପୁସ୍ତକକୁ ଏହିପରି ଡକାଯାଉଥିଲେ, ତାକୁ ଗ୍ରୀକ୍ ଭାଷାରେ ଆରିଥମଇ ଭାବରେ ଅନୁବାଦିତ କଲେ। ଆରିଥମଇ ପରେ ଲାଟିନରେ ନ୍ୟୁମେରି, ତାପରେ ଇଂଲିଶରେ ନମ୍ବର୍ସ, ତାପରେ ଓଡ଼ିଆରେ ଗଣନା ପୁସ୍ତକ କହି ଆଜି ଆମେ ପଢ଼ୁଛେ। ଗଣନା ପୁସ୍ତକ ଏଭ୍ରି ଭାଷାରେ ବେ ମେଡବର କହି ଅର୍ଥାତ୍ ଅରଣ୍ୟ ମଣ୍ଡଳୀ, ଗ୍ରୀକ୍ ଭାଷାରେ ଅନୁବାଦିତ କଲାବେଳେ ଆରିଥମଇ, ଇଂଲିଶରେ ନମ୍ବର୍ସ, ଓଡ଼ିଆରେ ଗଣନା ପୁସ୍ତକ। ଏହିପରି ଗଣନା ପୁସ୍ତକର ନାମ ଗଣନା ପୁସ୍ତକ ରୂପେ କୁହାଗଲା। ହେଲେ ପ୍ରଥମ ଶତାବ୍ଦୀରେ ଥିବା ଲୋକମାନେ ଆଉ ଏହି ଗଣନା ପୁସ୍ତକକୁ ଗଣନା ପୁସ୍ତକ କହି ଡାକିବା ସଙ୍ଗେ ସଙ୍ଗେ ବଚସାକାରୀ ପୁସ୍ତକ କହି ମଧ୍ୟ ଡାକିବାର। ଗଣନା ପୁସ୍ତକକୁ ଗଣନା ପୁସ୍ତକ କହି ଡାକିବା ସଙ୍ଗେ ସଙ୍ଗେ ବଚସାକାରୀ ପୁସ୍ତକ କହି ମଧ୍ୟ ଡାକିବାର। କାହିଁକି ଏହିପରି ସେମାନେ ଡାକିବାର କହିଲେ, ଆଉ ଏହି ଗଣନା ପୁସ୍ତକ ଆମେ ପଢ଼ିଲା ବେଳେ ଜାଣିବା, ଏହି ଗଣନା ପୁସ୍ତକରେ ଇସ୍ରାଏଲମାନେ ବଚସା କରୁଥିବେ। କାହା ବିରୁଦ୍ଧରେ? ଈଶ୍ୱରଙ୍କ ବିରୁଦ୍ଧରେ, ମୂଷାଙ୍କ ବିରୁଦ୍ଧରେ, ଆରୋନଙ୍କ ବିରୁଦ୍ଧରେ। ଏ ଗଣନା ପୁସ୍ତକ ସାରା ଆମେ ଦେଖୁଥିଲେ ଅଧିକ ରୂପେ ଇସ୍ରାଏଲମାନେ ବଚସା କରୁଥିବେ। ଖାଦ୍ୟ ପାଇଁ, ପାଣି ପାଇଁ, ମାଂସ ପାଇଁ ଅରଣ୍ୟରେ ଯାତ୍ରା କଲାବେଳେ ହାଲିଆ ହେଇଗଲେ, କ୍ଳାନ୍ତ ହୋଇଗଲେ ବୋଲି ବଚସା କରୁଥିବେ। ଏହି ପ୍ରକାର ବଚସା କରୁଥିବାରୁ ଏକ ପୁସ୍ତକକୁ ବଚସା କରିବା ପୁସ୍ତକ, ବଚସାକାରୀ ପୁସ୍ତକ ଅବା ଗଣନା ପୁସ୍ତକ ବୋଲି ଡାକୁଥିଲେ। କାହିଁକି ଗଣନା ପୁସ୍ତକ କହି ନାମ ଏ ପୁସ୍ତକକୁ କନଫର୍ମ କଲେ କହିଲେ, ଆଉ ଗୋଟିଏ ବିଷୟ ଅଛି। ସେ ବିଷୟ କ'ଣ କହିଲେ, ଏ ଗଣନା ପୁସ୍ତକ ଆମେ ପଢ଼ିଲା ବେଳେ ଆଉ ଇସ୍ରାଏଲମାନଙ୍କର ସଂଖ୍ୟା, ଇସ୍ରାଏଲମାନଙ୍କର ହିସାବ, ଇସ୍ରାଏଲମାନଙ୍କର ସଂଖ୍ୟା ଗଣନା କରାଯାଉଛି। ଏଥିରେ ଗୋଟିଏ ଥର ନୁହେଁ, 2 ଥର ଇସ୍ରାଏଲମାନଙ୍କର ସଂଖ୍ୟା ଗଣନା କରାଯିବାରୁ ଏହାକୁ ଗଣନା ପୁସ୍ତକ କହି ଡାକିଲେ। ଏହି ଗଣନା ପୁସ୍ତକ 2 ଥର ଇସ୍ରାଏଲମାନଙ୍କର ସଂଖ୍ୟା ଗଣନା କରାଯାଇଅଛି ଏଥିରେ। ଏଥିପାଇଁ ଏହାକୁ ଗଣନା ପୁସ୍ତକ କହି ଡାକିଲେ। କେଉଁ ସ୍ଥାନରେ ଆଉ ଇସ୍ରାଏଲମାନଙ୍କର ସଂଖ୍ୟା ଗଣନା କରାଯାଇଅଛି କହି ଆମେ ଦେଖିଲେ, ଗଣନା ପୁସ୍ତକ ପ୍ରଥମ ଅଧ୍ୟାୟରେ ଏବଂ ଗଣନା ପୁସ୍ତକ 26 ଅଧ୍ୟାୟରେ 26 ଚାପ୍ଟର
26 ଅଧ୍ୟାୟରେ ଇସ୍ରାଏଲ ମାନଙ୍କର ସଂଖ୍ୟା ଏହି ପ୍ରକାର 2 ଥର ଗଣନା କରାଯାଇଅଛି। ଥରେ ଗଣନା ପୁସ୍ତକ ପ୍ରଥମ ଅଧ୍ୟାୟ ଆଉ ପ୍ରଥମ ପଦ ଦ୍ୱିତୀୟ ପଦ ଆମେ ଦେଖିଲେ, ଅନନ୍ତର ଲୋକମାନେ ମିଶର ଦେଶରୁ ବାହାର ହେବାର 2ୟ ବର୍ଷର 2ୟ ମାସର ପ୍ରଥମ ଦିନରେ ସଦାପ୍ରଭୁ ସିନାଇ ପ୍ରାନ୍ତରରେ ସମାଗମ ତମ୍ବୁ ମଧ୍ୟରେ ମୋଶାଙ୍କୁ କହିଲେ, ତୁମେମାନେ ଇସ୍ରାଏଲ ସନ୍ତାନଗଣର ସମସ୍ତ ମଣ୍ଡଳୀର ବଂଶ ଅନୁସାରେ ଓ ପିତୃଗୃହ ଅନୁସାରେ ଓ ନାମ ସଂଖ୍ୟା ଅନୁସାରେ ପ୍ରତ୍ୟେକ ପୁରୁଷର ମସ୍ତକ ଗଣନା କର ସମସ୍ତଙ୍କୁ ଗଣନା କର ବୋଲି କହିଲେ ମୋଶାଙ୍କୁ ଈଶ୍ୱର। ତ ଏଇଠି ଫାର୍ଷ୍ଟ ଟାଇମ୍ ପାଇଁ ଗଣନା ପୁସ୍ତକରେ ପ୍ରଥମ ଥର ପାଇଁ ଇସ୍ରାଏଲ ମାନଙ୍କର ଜନସଂଖ୍ୟାକୁ ଗଣନା କଲେ। ତାପରେ ଦ୍ୱିତୀୟ ଥର ପାଇଁ 26 ଅଧ୍ୟାୟ ପ୍ରଥମ ପଦରେ ଗଣନା କରାଯାଇଅଛି ଆମେ ଦେଖୁ। ହେଲେ ଗଣନା ପୁସ୍ତକ ପ୍ରଥମ ଅଧ୍ୟାୟରେ ଆମେ ଦେଖିଲେ କେଉଁମାନଙ୍କର ସଂଖ୍ୟା ଗଣନା କରାଗଲା କହିଲେ, ଇସ୍ରାଏଲ ମାନଙ୍କର ସଂଖ୍ୟା। ଇସ୍ରାଏଲ ମାନଙ୍କର 12 ଗୋଷ୍ଠୀ ଅଛନ୍ତି, ସେମାନଙ୍କ ମଧ୍ୟରୁ 11 ଗୋଷ୍ଠୀଙ୍କର ଜନସଂଖ୍ୟା ହିଁ ଗଣନା କରାଗଲା। ଆଉ ଲେବୀୟ ମାନଙ୍କର ସଂଖ୍ୟା ଗଣନା କରାଯାଇ ନାହିଁ। ଲେବୀୟ ମାନଙ୍କର ସଂଖ୍ୟା ଗଣନା କରାଯାଇ ନାହିଁ। ସେହି ପଦ ଆମେ ଦେଖିଲେ 46 ପଦ। ଏହିସବୁ ଗଣିତ ଲୋକମାନଙ୍କ ସଂଖ୍ୟା 6,03,550 ଜଣ ହେଲା। ମାତ୍ର ଲେବୀୟ ମାନେ ଆପଣା ପିତୃବଂଶାନୁସାରେ ସେମାନଙ୍କ ମଧ୍ୟରେ ଗଣାଗଲେ ନାହିଁ। 11 ଗୋଷ୍ଠୀର ଲୋକମାନଙ୍କୁ ଗଣିଲେ, ଲେବୀୟ ଲୋକମାନଙ୍କ ସଂଖ୍ୟା ଗଣି ନାହାନ୍ତି। ଲେବୀୟମାନଙ୍କୁ ଛାଡ଼ି ଦେଇ 11 ଗୋଷ୍ଠୀର ଲୋକଙ୍କ ସଂଖ୍ୟା ହେଉଛି 6,03,550 ଲୋକ। ଏଠାରେ ଆମମାନଙ୍କୁ ଜଣାପଡ଼ୁଛି। ତାପରେ ଦ୍ୱିତୀୟ ଥର ପାଇଁ ଆଉ ଗଣନା ପୁସ୍ତକ 26 ଅଧ୍ୟାୟ ଗଣନା ପୁସ୍ତକ 26 ଅଧ୍ୟାୟ ଆମେ ଦେଖିଲେ, ଗଣନା ପୁସ୍ତକ 26 ଅଧ୍ୟାୟ ପ୍ରଥମ ପଦ, ଗଣନା ପୁସ୍ତକ 26 ଅଧ୍ୟାୟ ପ୍ରଥମ ପଦ, ଗଣନା ପୁସ୍ତକ 26 ଅଧ୍ୟାୟ ପ୍ରଥମ ପଦ ଯଦି ଆମେ ଦେଖୁ, ଗଣନା ପୁସ୍ତକ 26 ଅଧ୍ୟାୟ ପ୍ରଥମ ପଦଠାରୁ ଆମେ ଦେଖିଲେ, ସେହି ମାରି ଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ ଓ ହାରୋନଙ୍କ ପୁତ୍ର ଇଲିଆସର ଯାଜକଙ୍କୁ କହିଲେ, ସେହି ମାରି ଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ ଓ ହାରୋନଙ୍କ ପୁତ୍ର ଇଲିଆସର ଯାଜକଙ୍କୁ କହିଲେ। କେଉଁ ମାରି ଉତ୍ତାରେ କହିଲେ? ସେହି ମାରି କହିଲେ କେଉଁ ମାରି? କରୋନା ମହାମାରୀ କି? ନାହିଁ। ୟା ପୂର୍ବେ 25 ଅଧ୍ୟାୟରେ ଏକ ମାରି ଇସ୍ରାଏଲ ମାନଙ୍କ ମଧ୍ୟକୁ ଈଶ୍ୱର ପ୍ରେରଣ କଲେ। ଏହାର ପୂର୍ବରୁ 25 ଅଧ୍ୟାୟରେ ଆମେ ପଢ଼ିଲେ ଜାଣିବା, ଏକ ମାରିକୁ ଇସ୍ରାଏଲ ମଧ୍ୟକୁ ଈଶ୍ୱର ପ୍ରେରଣ କଲେ। କାରଣ ଇସ୍ରାଏଲୀୟ ମାନେ ଆଉ ମୋୟାବୀୟ ସ୍ତ୍ରୀମାନଙ୍କୁ ଦେଖି ମିଦ୍ୟାନୀ ସ୍ତ୍ରୀମାନଙ୍କୁ ଦେଖି ସେମାନଙ୍କୁ ବିବାହ କରି, ଆଉ ସେମାନେ ଯେଉଁମାନଙ୍କୁ ହେଲେ ପୂଜା କରୁଥିଲେ ସେମାନଙ୍କୁ ପୂଜା କରି ଈଶ୍ୱରଙ୍କୁ କ୍ରୋଧ ଆସିଲା ପରେ ଭୟଙ୍କର ଭାବେ ସେମାନେ ଆଉ ପାପ କଲେ। ଈଶ୍ୱର ସହ୍ୟ କରିପାରିଲେ ନାହିଁ ସେଇ ବିଷୟ ଦେଖି। ତେଣୁ ଈଶ୍ୱର ସେମାନଙ୍କ ମଧ୍ୟକୁ ମାରି ପଠାଇଲେ, ଭାଇରସ୍ ପଠାଇଲେ। ଭାଇରସ୍ କାହିଁକି ଆସୁଛି? ଭାଇରସ୍ କିଏ ପଠାଉଛନ୍ତି? ଭାଇରସ୍ କାହିଁକି ମନୁଷ୍ୟମାନଙ୍କ ମଧ୍ୟକୁ ଆସୁଛି ବୋଲି ଜାଣିବାକୁ ହେଲେ ଏକ ଗଣନା ପୁସ୍ତକ 25 ଅଧ୍ୟାୟ ପଢ଼ିବାର ଅଛି। ଗଣନା ପୁସ୍ତକ 25 ଅଧ୍ୟାୟ ପଢ଼ିବାର ଅଛି। ଆଜି ମଧ୍ୟ ଆମମାନଙ୍କ ମଧ୍ୟରେ କରୋନା ଭାଇରସ୍ ଅଛି। ଏହି ଭାଇରସ୍ କାହିଁକି ଆସିଲା? କେଉଁଠାରୁ ଆସିଲା? ଏହିସବୁ ବିଷୟ ଜାଣିବାକୁ ହେଲେ ମାନେ ଗଣନା ପୁସ୍ତକ 25 ଅଧ୍ୟାୟ ପଢ଼ିବାର ଅଛି। ଏଠାରେ ଇସ୍ରାଏଲୀୟ ମାନେ ଆଉ ମୋୟାବୀୟ ସ୍ତ୍ରୀମାନଙ୍କୁ ଦେଖି, ମିଦ୍ୟାନୀଙ୍କ ସ୍ତ୍ରୀମାନଙ୍କୁ ଦେଖି ସେମାନଙ୍କୁ ବିବାହ କରି ସେମାନଙ୍କ ଶିଷ୍ଟାନୁଚାର ଅନୁସାରେ ଏମାନେ ମଧ୍ୟ ସେହି ପ୍ରକାର ବଞ୍ଚିଲେ। ସେଥିପାଇଁ ଈଶ୍ୱର ସେମାନଙ୍କ ମଧ୍ୟକୁ ଭାଇରସ୍ ପ୍ରେରଣ କଲେ ବୋଲି ଆମମାନଙ୍କୁ ଦେଖାଯାଉଛି। ଏହି ପ୍ରକାରେ ଭାଇରସ୍ ସେମାନଙ୍କ ମଧ୍ୟକୁ ଆସିଲା। ତ ସେହି ମାରି ଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ ଓ ହାରୋନଙ୍କ ପୁତ୍ର ଇଲିଆସର ଯାଜକଙ୍କୁ କହିଲେ, ତୁମେମାନେ ଇସ୍ରାଏଲ ସନ୍ତାନଗଣ ସମସ୍ତ ମଣ୍ଡଳୀ ମଧ୍ୟରୁ ଆପଣା ପିତୃଗୃହ ଅନୁସାରେ 20 ବର୍ଷ ବୟସ୍କ ଓ ତହିଁରୁ ଅଧିକ ବୟସ୍କ ଲୋକମାନଙ୍କର ଅର୍ଥାତ୍ ଇସ୍ରାଏଲ ସୈନ୍ୟ ଶ୍ରେଣୀଭୁକ୍ତ ସମସ୍ତ ଲୋକଙ୍କର ଗଣନା କର। ଏଠାରେ ପୁନର୍ବାର এই 25 ଅଧ୍ୟାୟ ପର୍ଯ୍ୟନ୍ତ ଆମେ ପଢ଼ିଲେ ଯେଉଁ ଇସ୍ରାଏଲ ମାନଙ୍କର ସଂଖ୍ୟା ହେଲେ ଗଣନା କରାଯାଇଥିଲା ପୁରୁଣା ଲୋକମାନଙ୍କର, ସେମାନେ ଆଉ ନାହାନ୍ତି। ସେମାନେ ସମସ୍ତେ ଚାଲିଗଲେ। ବିଭିନ୍ନ ପ୍ରକାର କାରଣ ଦ୍ୱାରା ସେମାନେ ମୃତ୍ୟୁବରଣ କଲେ ବିଭିନ୍ନ ପ୍ରକାର। ତାପରେ 26 ଅଧ୍ୟାୟ ଆସିଲା ବେଳକୁ ସେମାନଙ୍କର ନେକ୍ସଟ ଜେନେରେସନ୍
ନୂତନ ପିଢ଼ି ଆଉ ସେଇ ନୂତନ ପିଢ଼ି ଜେନେରେସନ୍ର ନୂତନ ପିଢ଼ିର ଜନଗଣନା କରାଯାଉଅଛି। ଏହିପରି ଭାବରେ ଗଣନା ପୁସ୍ତକ ପ୍ରଥମ ଅଧ୍ୟାୟ, ଗଣନା ପୁସ୍ତକ 26 ଅଧ୍ୟାୟରେ ଜନସଂଖ୍ୟା ଇସ୍ରାଏଲମାନଙ୍କର ଗଣନା କରାଯିବାରୁ, 2 ଥର ଜନସଂଖ୍ୟା ଗଣନା କରାଯିବାରୁ ଏକ ପୁସ୍ତକକୁ ଗଣନା ପୁସ୍ତକ ବୋଲି କୁହାଗଲା। 2 ଥର ଜନସଂଖ୍ୟା ଗଣନା କରାଯିବାରୁ ଏକ ପୁସ୍ତକକୁ ଗଣନା ପୁସ୍ତକ ବୋଲି କୁହାଗଲା। ଏବେ ପର୍ଯ୍ୟନ୍ତ ଏକ ଗଣନା ପୁସ୍ତକର ନାମ ଏହାକୁ କିପରି ଆସିଲା ଆମମାନେ ଜାଣିଲେ। ଏଥର ଏ ଗଣନା ପୁସ୍ତକର ଲେଖକ କିଏ? ଏକ ଗଣନା ପୁସ୍ତକର ଲେଖକ କିଏ ଆମମାନେ ଜାଣିବାର ଅଛି। ଗଣନା ପୁସ୍ତକର ଲେଖକ ମୋସାହି ବୋଲି ଅନେକ କହିଥାନ୍ତି। ଆମେ ପୂର୍ବେ ଆଉ କଥା ହେବା ଅନୁସାରେ ଯାତ୍ରା ପୁସ୍ତକ, ଲେବ୍ୟ ପୁସ୍ତକ, ଆଦି ପୁସ୍ତକ ଏଥିର ଲେଖକ ମୋସା, এই ଗଣନା ପୁସ୍ତକର ଲେଖକ ମଧ୍ୟ ମୋସାହି ବୋଲି କହନ୍ତି। ମାତ୍ର ମାନେ এই ଗଣନା ପୁସ୍ତକର ଲେଖକ ମୋସାହି କହି ଗଣନା ପୁସ୍ତକରେ ଦେଖିବା ସଙ୍ଗେ ସଙ୍ଗେ ଅବଶିଷ୍ଟ 65ଟି ପୁସ୍ତକରେ ମଧ୍ୟ ମାନେ ଆଉ ପରୋକ୍ଷ ଭାବରେ ଆମମାନେ এই ଗଣନା ପୁସ୍ତକର ଲେଖକ ମୋସାହି ବୋଲି ଆଉ କୌଣସି ପ୍ରୁଫ୍ ଅଛି କି କହି ବାଇବଲରୁ ଆମମାନେ ଦେଖିବାର ଅଛି। 65 ଅବଶିଷ୍ଟ 65ଟି ପୁସ୍ତକରେ ମୋସାହି ଗଣନା ପୁସ୍ତକର ଲେଖକ କହି କୌଣସି ପ୍ରୁଫ୍ ଅଛି କି ଦେଖିବା। ତାପରେ এই ଗଣନା ପୁସ୍ତକରେ ହିଁ ମୋସାହି ଗଣନା ପୁସ୍ତକର ଲେଖକ କହି এই ଗଣନା ପୁସ୍ତକରେ କେଉଁ ସ୍ଥାନରେ ହେଲେ ଅଛି କି ତାହା ମଧ୍ୟ ଦେଖିବା। এই ଲେଖକ କିଏ କହି ଆମେ ଦେଖିଲେ ଆଉ ନୂତନ ନିୟମରେ ପ୍ରଭୁ ଯୀଶୁଖ୍ରୀଷ୍ଟ କହନ୍ତି ପରୋକ୍ଷ ଭାବରେ ମୋସାହି ଗଣନା ପୁସ୍ତକର ଲେଖକ କହି। ଆଉ ସେହି ଏକ ବିଷୟ ମାନେ ଦେଖିବା। ଯୋହନ ଲିଖିତ ସୁସମାଚାର, ସମସ୍ତେ ବାଇବଲ ଖୋଲି ଦେଖନ୍ତୁ। ଯୋହନ ଲିଖିତ ସୁସମାଚାର 3 ଅଧ୍ୟାୟ 14 ପଦ। ଯୋହନ ଲିଖିତ ସୁସମାଚାର 3 ଅଧ୍ୟାୟ 14 ପଦ। ଯୋହନ ଲିଖିତ ସୁସମାଚାର 3 ଅଧ୍ୟାୟ 14 ପଦ। ପୁଣି ମୋସା ଯେ ପ୍ରକାର ପ୍ରାନ୍ତରରେ ସର୍ପକୁ ଉର୍ଦ୍ଧ୍ୱକୁ ଉଠାଇଥିଲେ, ମନୁଷ୍ୟ ପୁତ୍ର ଅବଶ୍ୟ ସେହି ପ୍ରକାର ଉର୍ଦ୍ଧ୍ୱକୁ ଉଠାଯିବେ, ଯେପରି ଯେ କେହି ତାହାଙ୍କଠାରେ ବିଶ୍ୱାସ କରେ ସେ ଅନନ୍ତ ଜୀବନ ପ୍ରାପ୍ତ ହୁଏ। ମୋସା ଯେ ପ୍ରକାର ପ୍ରାନ୍ତରରେ ସର୍ପକୁ ଉର୍ଦ୍ଧ୍ୱକୁ ଉଠାଇଥିଲେ, ମନୁଷ୍ୟ ପୁତ୍ର ଅବଶ୍ୟ ସେହି ପ୍ରକାରେ ଉର୍ଦ୍ଧ୍ୱକୁ ଉଠାଯିବେ। ମୋସା ଯେ ପ୍ରକାର ସର୍ପକୁ ଉର୍ଦ୍ଧ୍ୱକୁ ଉଠାଇଥିଲେ, ମନୁଷ୍ୟ ପୁତ୍ର ମଧ୍ୟ ସେହି ପ୍ରକାର ଉର୍ଦ୍ଧ୍ୱକୁ ଉଠାଯିବେ। ଏଠାରେ ପ୍ରଭୁ ଯୀଶୁଖ୍ରୀଷ୍ଟ କହୁଥିବା ବିଷୟ, ମୋସା ସର୍ପକୁ ଉର୍ଦ୍ଧ୍ୱକୁ ଉଠାଇଥିଲେ। କେଉଁ ସ୍ଥାନରେ ତାହା ଲେଖା ଅଛି କହିଲେ? ଗଣନା ପୁସ୍ତକ 21 ଅଧ୍ୟାୟରେ ଲେଖା ଅଛି। ଗଣନା ପୁସ୍ତକ 21 ଅଧ୍ୟାୟ 5 ପଦରେ ମୋସା କେଉଁ ସ୍ଥାନରେ ସର୍ପକୁ ଉଠାଇଲେ, ଆଉ ସେହି ବିଷୟକୁ ସଦୃଶ୍ୟ ନେଇ ମନୁଷ୍ୟ ପୁତ୍ର ମଧ୍ୟ ଉର୍ଦ୍ଧ୍ୱକୁ ଉଠାଯିବେ ବୋଲି କୁହାଯାଉଛି। ଏହି ଘଟଣା କେବେର କେଉଁ ସ୍ଥାନର କହି ଆଲୋଚନା କଲେ? ଗଣନା ପୁସ୍ତକ 21 ଅଧ୍ୟାୟରେ ଆମମାନଙ୍କୁ ଏକ ଘଟଣା ଆମମାନଙ୍କୁ ଦେଖାଯାଇଥାଏ। ଗଣନା ପୁସ୍ତକ 21 ଅଧ୍ୟାୟ 4 ପଦ। 21 ଅଧ୍ୟାୟ 4 ପଦ 5 ପଦ। ଅନନ୍ତର ସେମାନେ ଇଦମ ଦେଶ ପ୍ରଦକ୍ଷିଣ କରିବା ନିମନ୍ତେ ହୋର ପର୍ବତରୁ ସୁବ୍ ସାଗର ପଥ ଦେଇ ଯାତ୍ରା କଲେ। ପୁଣି ପଥ ସକାଶୁ ଲୋକମାନଙ୍କର ପ୍ରାଣ ଅତି ସାହସହୀନ ହେଲା। ତହିଁରେ ଲୋକମାନେ ପରମେଶ୍ୱରଙ୍କ ବିରୁଦ୍ଧରେ, ମୋସାଙ୍କ ବିରୁଦ୍ଧରେ କହିଲେ, କି ହେତୁ ତୁମମାନେ ଆମମାନଙ୍କୁ ପ୍ରାନ୍ତରରେ ମାରିବାକୁ ମିଶ୍ର ଦେଶରୁ ବାହାର କରି ଆଣିଲ? ଦେଖ, ଏଠାରେ ତ ରୋଟି ନାହିଁ, ଜଳ ନାହିଁ। ଏହି ପ୍ରକାରେ ଲୋକମାନେ ମୋସାଙ୍କ ବିରୁଦ୍ଧରେ, ଈଶ୍ୱରଙ୍କ ବିରୁଦ୍ଧରେ ବଚସା କରିବାରୁ ଆଉ ଈଶ୍ୱର ସହ୍ୟ କରିପାରି ନପାରି ଆଉ ସେମାନଙ୍କ ମଧ୍ୟକୁ ଆଉ ସାପ ପଠାଇଲେ। ଆଉ ଏହି ଲୋକମାନେ 21 ଅଧ୍ୟାୟରେ ଏ ପ୍ରକାର ବଚସା କରୁଛନ୍ତି। ସେଥିପୂର୍ବେ 14 ଅଧ୍ୟାୟରେ ହିଁ ସେମାନେ ବଚସା କଲେ। ସେତେବେଳେ ଈଶ୍ୱର ସେମାନଙ୍କୁ ଶାପଗ୍ରସ୍ତ କଲେ। ଆଉ ତାହା ପାଶୋରି ପୁନର୍ବାର ଏଠାରେ ବଚସା କରିବା ଲାଗୁଛନ୍ତି। 14 ଅଧ୍ୟାୟରେ ସେମାନଙ୍କୁ ଈଶ୍ୱର ବଚସା କରିବାରୁ ଶାପ ଦେଲେ, ତଥାପି ସେମାନଙ୍କର ପରିବର୍ତ୍ତନ ନାହିଁ। ମୋସାଙ୍କ ବିରୁଦ୍ଧରେ, ଈଶ୍ୱରଙ୍କ ବିରୁଦ୍ଧରେ ଉଠୁଛନ୍ତି। ଜଣେ ନେତା ହୋଇଥିବା ମୋସାଙ୍କ ବିରୁଦ୍ଧରେ ଉଠୁଛନ୍ତି, ପରିବର୍ତ୍ତନ ନାହିଁ ସେମାନଙ୍କଠାରେ। ଆଜି ମଧ୍ୟ ଆମେ ଦେଖୁଥିଲେ ଅନେକ ଲୋକ ଈଶ୍ୱରଙ୍କ ସେବକମାନଙ୍କ ବିରୁଦ୍ଧରେ ଉଠୁଥିବେ। ସେହିପରି କର ନାହିଁ, ଏହିପରି କୁହ ନାହିଁ ବୋଲି କହିଲେ ମଧ୍ୟ ବଚସା କରୁଥିବେ, ସେମାନଙ୍କ ବିରୁଦ୍ଧରେ ଉଠୁଥିବେ, ପରିବର୍ତ୍ତନ ହେଉନଥିବେ। ଏକ ସମୟରେ ଏଲିଙ୍କର ପୁତ୍ରମାନେ, ଏଲି ଯାଜକ ରୂପେ ଅଛନ୍ତି, ତାଙ୍କର ପୁତ୍ରମାନେ ଆଉ ଏଲି ସେମାନଙ୍କୁ କହିବେ, ତୁମେ
ସଦାପ୍ରଭୁଙ୍କ ସାକ୍ଷାତରେ ତମ୍ବୁର ଦ୍ୱାରରେ ଆଉ ସ୍ତ୍ରୀଗଣଙ୍କ ସହିତ ଏପରି ବ୍ୟବହାର କର ନାହିଁ, ଏହା ଭଲ ନୁହେଁ। ଏଲି ଯାଜକ ତାଙ୍କ ପୁତ୍ରଗଣଙ୍କୁ କହିବେ, ଏହିପରି ସଦାପ୍ରଭୁଙ୍କ ତମ୍ବୁ ଦ୍ୱାରରେ ସାକ୍ଷାତରେ ଏହି ପ୍ରକାର କାର୍ଯ୍ୟ କର ନାହିଁ ବୋଲି ସେମାନଙ୍କୁ ସଚେତନ ଜଣାଇଲେ ମଧ୍ୟ ସେମାନେ ସେହି ପ୍ରକାର କରିବେ। ତାପରେ ସେମାନଙ୍କର ଅବସ୍ଥା କ'ଣ ହେଲା ଦେଖନ୍ତୁ, ତାର ଆମେ ଦେଖିବା ଦ୍ୱିତୀୟ ସାମୁଏଲ ଆଉ ସାମୁଏଲଙ୍କ ପ୍ରଥମ ସାମୁଏଲ 2:25 ପ୍ରଥମ ସାମୁଏଲ 2:25 ପ୍ରଥମ ସାମୁଏଲ 2:25 ଆମେ ଦେଖିବା। ପ୍ରଥମ ସାମୁଏଲ 2:25 ଆମେ ଦେଖିବା। ପ୍ରଥମ ସାମୁଏଲ 2:25 ମନୁଷ୍ୟ ଯେବେ ମନୁଷ୍ୟ ବିରୁଦ୍ଧରେ ପାପ କରେ ତେବେ ପରମେଶ୍ୱର ତାହାର ବିଚାର କରିବେ, ମାତ୍ର ମନୁଷ୍ୟ ଯେବେ ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରେ ତେବେ କିଏ ତା ପକ୍ଷରେ ପ୍ରାର୍ଥନା କରିବ? ତଥାପି ସେମାନେ ଆପଣା ପିତାଙ୍କ ରବ ଶୁଣିଲେ ନାହିଁ। ସେମାନେ ପିତାଙ୍କ ରବ ଶୁଣିଲେ ନାହିଁ, କାରଣ ସେମାନଙ୍କୁ ବଦ୍ଧ କରିବାକୁ ସଦାପ୍ରଭୁଙ୍କର ଇଚ୍ଛା ଥିଲା। ଏଠାରେ କେତେ ସ୍ପଷ୍ଟ ରୂପେ ଲେଖା ଅଛି ଦେଖନ୍ତୁ, ସେମାନେ ଆପଣା ପିତା ଏଲିଙ୍କର କଥା ଶୁଣିଲେ ନାହିଁ। ଏଲି କହିଲେ ଏପରି କାର୍ଯ୍ୟ କର ନାହିଁ। ନିଜର ପୁତ୍ରମାନେ ଏହି କଥା ଶୁଣିଲେ ନାହିଁ, କାରଣ ସେମାନେ ପିତାଙ୍କର କଥା ଶୁଣିଲେ ନାହିଁ, କାରଣ ସେମାନଙ୍କୁ ବଦ୍ଧ କରିବାକୁ ସଦାପ୍ରଭୁଙ୍କର ଇଚ୍ଛା ଥିଲା। କାହିଁକି ସେମାନେ ଶୁଣିଲେ ନାହିଁ? ସେମାନଙ୍କୁ ବଦ୍ଧ କରିବାକୁ ସଦାପ୍ରଭୁଙ୍କର ଇଚ୍ଛା ଥିଲା। ଅଲରେଡ଼ି ଈଶ୍ୱର ଡିସାଇଡ୍ ହୋଇଯାଇଛନ୍ତି ସେମାନଙ୍କୁ ମାରିବା ପାଇଁ। ଆଜି ମଧ୍ୟ ଅନେକ ଲୋକ ଆମେ କହୁଥିଲେ ଶୁଣୁନଥିବେ ଏହି ପ୍ରକାର ଈଶ୍ୱରଙ୍କ ବିରୁଦ୍ଧରେ ଉଠୁଥିବେ। ସେମାନଙ୍କୁ ଛାଡ଼ି ଦିଅ, କାରଣ ସେମାନଙ୍କ ବିଷୟରେ ଈଶ୍ୱର ଡିସାଇଡ୍ ହୋଇଛନ୍ତି ସେମାନଙ୍କୁ ଦଣ୍ଡ ଦେବା ନିମନ୍ତେ। ତ ସେହି ପ୍ରକାର ଲୋକମାନଙ୍କୁ ଛାଡ଼ି ଦିଅ। ତ ଏବେ ଆମେ 21:5 ଅଛୁ। ଗଣନା ପୁସ୍ତକ 21:5 ପୁନର୍ବାର ଆମେ ଦେଖିଲେ, ଆଉ ତହିଁରେ ଲୋକମାନେ ପରମେଶ୍ୱରଙ୍କ ବିରୁଦ୍ଧରେ ମୋଶାଙ୍କ ବିରୁଦ୍ଧରେ କହିଲେ, କି ହେତୁ ତୁମେମାନେ ଆମମାନଙ୍କୁ ଏଠାକୁ ଆଣିଲ? 6 ମାନେ ସେତେବେଳେ ଲୋକମାନଙ୍କ ମଧ୍ୟରୁ ଦାହକ ସର୍ପ ପ୍ରେରଣ କରନ୍ତେ। ସଦାପ୍ରଭୁ ଲୋକମାନଙ୍କ ମଧ୍ୟକୁ ଦାହକ ସର୍ପ ପ୍ରେରଣ କଲେ, ସାପମାନଙ୍କୁ ପଠାଇଲେ ଈଶ୍ୱର ସେମାନଙ୍କ ମଧ୍ୟକୁ। ସେମାନେ କେତେଜଣ କହିଲେ? ଲକ୍ଷ ଲକ୍ଷ ଲୋକ ଆମେ ଦେଖିଥାଉ। ଲକ୍ଷ ଲକ୍ଷ ଲୋକମାନଙ୍କ ମଧ୍ୟକୁ ଈଶ୍ୱର ଅନେକ ସାପ ପଠାଇଲେ। ଆଜି ଆମମାନଙ୍କ ଘରକୁ ଗୋଟିଏ ସାପ ଆସିଲେ, ସାପ ଯଦି ଘର ଥାଏ ଆମେ ଘରେ ସାପକୁ ଦେଖି ଆମେ ବାହାରକୁ ଚାଲି ଯାଇଥାଉ, ଆଉ ସାପ ଯଦି ବାହାରେ ଥାଏ ତାହେଲେ ଆମେ ଘର ଭିତରକୁ ଆସି ଯାଇଥାଉ। ହେଲେ ଏଇ ଇସ୍ରାଏଲ ମାନଙ୍କ ମଧ୍ୟକୁ ଏମାନେ ବଚସା କରିବାରୁ ଏମାନଙ୍କ ମଧ୍ୟକୁ ଈଶ୍ୱର ସାପମାନଙ୍କୁ ପଠାଇଲେ, ଦାହକ ସର୍ପ ପଠାଇଲେ। ଦାହକ ସାପ, ଯେଉଁ ସାପ କି ମାରୁଥିବେ ସେଇ ସାପମାନଙ୍କୁ ପଠାଇଲେ। ତାପରେ ଲୋକମାନେ କି ପ୍ରକାର ପକ୍ଷୀ ପରି ଝଡ଼ି ପଡ଼ିଯାଉଥିଲେ, ମରିଯାଉଥିଲେ ଲୋକମାନେ, ପଡ଼ିଯାଉଥିଲେ ଲୋକମାନେ। ଅନେକ ସାପ ଆସି ଲୋକମାନଙ୍କୁ କାମୁଡ଼ିବାକୁ ଲାଗିଲା। ହେଲେ ସେମାନେ କ'ଣ ପାଶୁରି ଗଲେ କହିଲେ, ଆଉ ମୋଶାଙ୍କ ବିରୁଦ୍ଧରେ କହିଲେ, କି ହେତୁ ତୁମାନେ ଆମକୁ ପ୍ରାନ୍ତରରେ ମରିବାକୁ ମିଶ୍ର ଦେଶରୁ ବାହାର କରି ଆଣିଲ? ପ୍ରାନ୍ତରରେ ମାରିବାକୁ କି ମିଶ୍ର ଦେଶରୁ ବାହାରକୁ ଆଣିଲ? ପ୍ରାନ୍ତରରେ ମାରିବାକୁ କି ମିଶ୍ର ଦେଶରୁ ବାହାର କରି ଆଣିଲ? ଏଠାରେ ତ ରୋଟି ନାହିଁ, ଜଳ ନାହିଁ, ଆମମାନଙ୍କ ପ୍ରାଣ ଏ ଲଘୁ ଅନ୍ନକୁ ଘୃଣା କରେ। କେଉଁ ପ୍ରକାର ବଚସା କରୁଛନ୍ତି ଦେଖନ୍ତୁ। ଈଶ୍ୱର ସେମାନଙ୍କୁ କେତେ ଉତ୍ତମ ରୂପେ ମିଶ୍ର ଦେଶର ସୁରକ୍ଷା ଦେଇ ମିଶ୍ରୀୟ ଲୋକମାନଙ୍କ ପ୍ରତି ଦଣ୍ଡ ଘଟିଲା ସିନା, ସେମାନଙ୍କୁ କୌଣସି ଦଣ୍ଡ ଆସିଲା ନାହିଁ। ଅତି ସୁରକ୍ଷାରେ ରକ୍ଷା କରି ଆସୁଥିଲେ, ସେଇ ଈଶ୍ୱରଙ୍କ ବିରୁଦ୍ଧରେ ବଚସା କରୁଛନ୍ତି। ଏହିପରି ବଚସା କରିବା ଦ୍ୱାରା ଆଉ ସେମାନଙ୍କ ମଧ୍ୟକୁ ସାପମାନେ ଆସିଲେ। ଏକ ସମୟରେ ଈଶ୍ୱର ସେମାନଙ୍କୁ ଗୋଟେ ଚିଲ ଯେପରି ଆପଣା ଛୋଟ ଛୋଟ ପକ୍ଷୀମାନଙ୍କୁ, ଚିଲ ଯେପରି ଆପଣା ପିଲାମାନଙ୍କୁ, ଛୁଆମାନଙ୍କୁ ଅତି ଜାଗ୍ରତ ସହକାରେ ଡେଣ ଉପରେ ବୋଇ ଆଣେ, ସେହି ପ୍ରକାର ଈଶ୍ୱର ମଧ୍ୟ ଇସ୍ରାଏଲମାନଙ୍କୁ ମିଶ୍ର ଦେଶରୁ ଅତି ଜାଗ୍ରତ ସହକାରେ ସୁରକ୍ଷାରେ ରକ୍ଷା କରି ଆସିଲେ। ଆମେ ଆଗରୁ ଯାତ୍ରା ପୁସ୍ତକରେ ଦେଖିଲୁ କେତେ ସୁରକ୍ଷାରେ ସେମାନଙ୍କୁ ଆଣିଲେ। ସେମାନେ କହୁଛନ୍ତି ଆମେ ପ୍ରାନ୍ତରରେ ମାରିବାକୁ ମିଶ୍ର ଦେଶରୁ ବାହାର କରି ଆଣିଲ ବୋଲି କହୁଛନ୍ତି। ଆଉ ଏମାନଙ୍କ ମଧ୍ୟକୁ ସାପମାନେ ଆସିଲେ। ତାପରେ ସେମାନେ ପୁନର୍ବାର ମୋଶାଙ୍କ ନିକଟକୁ ଯିବେ, ମୋଶାଙ୍କୁ ବିନତି କରିବେ। ମୋଶାଙ୍କୁ ବିନୟ କରିବାରୁ ମୋଶା ସେତେବେଳେ ସଦାପ୍ରଭୁଙ୍କ କହିବା ଅନୁସାରେ ଆଉ ଗୋଟେ ପିତ୍ତଳ ସର୍ପ ନିର୍ମାଣ କରିବେ, ତା ଉର୍ଦ୍ଧ୍ୱକୁ ରଖିଲେ ଯେଉଁମାନଙ୍କୁ ସେ ଦାହକ ସର୍ପ ଆସି କାମୁଡ଼ୁଥାଏ ସେମାନେ ଆଉ ନ ମରି ବଞ୍ଚିବା ନିମନ୍ତେ ସେଇ ଏକ ପିତ୍ତଳ ସର୍ପକୁ, ଉର୍ଦ୍ଧ୍ୱରେ ରଖାଯାଇଥିବା ପିତ୍ତଳ ସର୍ପକୁ ଦେଖି ସେମାନେ ବଞ୍ଚିଲେ, ସେମାନେ ସୁସ୍ଥ ହେଲେ, ଭଲ ହେଲେ। ଏହି ପ୍ରକାରେ ଏଠାରେ
ଏଠାରେ ଆମେ ଦେଖିଲେ ଇସ୍ରାଏଲ ମାନଙ୍କର ଅନାଜ୍ଞା ମହତ ଦେଖାଯାଉଛି। ତାପରେ ପୁନର୍ବାର ମୋସାଙ୍କୁ ବିନତି କରିଦେଉଛନ୍ତି। ସେମାନେ ସେମାନଙ୍କ ବିଷୟରେ ପ୍ରେରିତ ପାଉଲ ମଧ୍ୟ ଗୋଟେ ବିଷୟ କହୁଛନ୍ତି। କରନ୍ଥୀୟ ମଣ୍ଡଳୀ ନିକଟ ରୋମିଓ ମଣ୍ଡଳୀ ନିକଟ ପ୍ରଥମ ପତ୍ର ରୋମିଓ ମଣ୍ଡଳୀ ନିକଟ ପତ୍ର ପ୍ରଥମ ଅଧ୍ୟାୟ 20-21 ପଦରେ ଆମେ ଦେଖିଥାଉ। ଏମାନଙ୍କ ବିଷୟରେ ପାଉଲ ମଧ୍ୟ କହନ୍ତି ରୋମିଓ ମଣ୍ଡଳୀ ନିକଟ ପତ୍ରରେ। କ'ଣ କହନ୍ତି ମାନେ ଏମାନେ ଈଶ୍ୱରଙ୍କୁ ଜାଣିଲେ ସୁଦ୍ଧା ଏମାନେ ଈଶ୍ୱରଙ୍କୁ ଧନ୍ୟବାଦ ଦେଲେ ନାହିଁ। ଈଶ୍ୱରଙ୍କୁ ଜାଣିଲେ ସୁଦ୍ଧା ଏମାନେ ଈଶ୍ୱରଙ୍କୁ ଗୌରବ କଲେ ନାହିଁ। ଜାଣି ମଧ୍ୟ ଈଶ୍ୱରଙ୍କୁ ଧନ୍ୟବାଦ ଦେଲେ ନାହିଁ କି ଗୌରବ କଲେ ନାହିଁ। ମିଶ୍ରରୁ ଆଣିଲେ ଏତେ ସୁରକ୍ଷା ରୂପେ ଏତେ ଶୀଘ୍ର ସେମାନେ ପାଶୋରି ଗଲେ। ଏମାନଙ୍କ ବିଷୟରେ ପ୍ରେରିତ ପାଉଲ ମଧ୍ୟ ଆଉ ରୋମିଓ ମଣ୍ଡଳୀ ନିକଟ ପତ୍ରରେ ଲେଖିବାର ଆମେ ଦେଖିଥାଉ। ଆମ୍ଭେମାନେ ଦେଖିଲେ କେହି ହେଲେ ଆମେ କାହାକୁ ହେଲେ ସାହାଯ୍ୟ କରିଥାଉ, ଆଉ ସେମାନେ ଆମମାନଙ୍କର ସାହାଯ୍ୟକୁ ପାଶୋରି ଗଲେ ଆମେ କହିଥାଉ, ଆମେ କରିଥିବା ଛୋଟ ସାହାଯ୍ୟ ହେଉ ବଡ଼ ସାହାଯ୍ୟ ହେଉ, ଆମେ କରିଥିବା ସାହାଯ୍ୟକୁ ସେମାନେ ପାଶୋରି ଗଲେ ଆମେ କହିଥାଉ ଏ ଅକୃତଜ୍ଞ ଭାବରେ ବଞ୍ଚୁଛି ବୋଲି। ସେଇ ପ୍ରକାର ଈଶ୍ୱରଙ୍କ ସମ୍ମୁଖରେ ଏମାନେ ଅକୃତଜ୍ଞ ଭାବରେ ଏମାନେ ରହୁଛନ୍ତି। ଏମାନଙ୍କର ଆଉ ଅକୃତଜ୍ଞ କରିଥିବା କାର୍ଯ୍ୟକୁ ଏମାନେ ଭୁଲିଗଲେ। ହେଲେ ବି ଏମାନେ ମୂଷାଙ୍କ ନିକଟକୁ ଆସି ବିନତି କରିବାରୁ ଆଉ ସେ ଏକ ପିତ୍ତଳ ସର୍ପକୁ ତୁମେ ଦେଖ ସୁସ୍ଥ ହେବ ବୋଲି 7 ଅଧ୍ୟାୟ 8 ଅଧ୍ୟାୟ ଦେଖିଲେ ଜଣାପଡ଼ୁଛି। ଆଉ ଏହି ଏକ ବିଷୟକୁ ଦେଖିଲେ ଆଉ ରୋମିଓ ମଣ୍ଡଳୀ ଯୌନ ଲିତ ସୁସମାଚାର 3 ଅଧ୍ୟାୟ 14 ପଦରେ ପ୍ରଭୁ ଯୀଶୁଖ୍ରୀଷ୍ଟ କହୁଛନ୍ତି ମୂଷା ପିତ୍ତଳ ସର୍ପ ମୂଷା ଉଠାଇଲେ ତାକୁ ଦେଖିଲେ ଆଉ ଯୀଶୁ ମନୁଷ୍ୟ ପୁତ୍ର ମଧ୍ୟ ସେହି ପ୍ରକାର ଉର୍ଦ୍ଧ୍ୱକୁ ଉଠିବେ। ମାନେ ଏକ ଗଣନା ପୁସ୍ତକର ଘଟଣା ସେଠାରେ ଉଠାଇ ଯୀଶୁଖ୍ରୀଷ୍ଟ କହୁଛନ୍ତି। ଏ ଗଣନା ପୁସ୍ତକର ଲେଖକ ମୂଷା ହିଁ କହେ, ପରୋକ୍ଷ ଭାବରେ ପ୍ରଭୁ ଯୀଶୁଖ୍ରୀଷ୍ଟ କହିଲା ପରେ ଆମମାନଙ୍କୁ ଜଣାପଡ଼ୁଛି। ସେହି ପ୍ରକାରେ ପ୍ରେରିତ ପାଉଲ ମଧ୍ୟ ଆଉ ମୂଷା ହିଁ ଗଣନା ପୁସ୍ତକର ଲେଖକ ବୋଲି କହିଲା ପରେ କରନ୍ଥୀୟ ମଣ୍ଡଳୀ ନିକଟ ପ୍ରଥମ ପତ୍ର 10 ଅଧ୍ୟାୟ 5 ପଦରେ ଆମେ ଦେଖିଲେ ଜାଣିପାରିବା କେତେକ ବିଷୟ କହୁଛନ୍ତି। ଗଣନା ପୁସ୍ତକରେ ଘଟିଥିବା ବିଷୟ କରନ୍ଥୀୟ ମଣ୍ଡଳୀ ନିକଟକୁ ଲେଖି ପାଉଲ କହୁଥିବା ବିଷୟ। କରନ୍ଥୀୟ ମଣ୍ଡଳୀ ନିକଟକୁ ପ୍ରଥମ ପତ୍ର 10 ଅଧ୍ୟାୟ 5 ପଦ ଠାରୁ କରନ୍ଥୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କର ପ୍ରଥମ ପତ୍ର 10 ଅଧ୍ୟାୟ 5 ପଦ ଠାରୁ। ତଥାପି ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କଠାରେ ଈଶ୍ୱରଙ୍କ ସନ୍ତୋଷ ନଥିଲା, ତେଣୁ ସେମାନେ ପ୍ରାନ୍ତରରେ ମଲେ। ଏ ସମସ୍ତ କଥା ଯେ ତୁମମାନେ ଅଜ୍ଞାତ ତାହା ଏହା ମୋର ଇଚ୍ଛା ନୁହେଁ। ସେମାନେ ଯେ ପ୍ରକାର ମନ୍ଦ ବିଷୟରେ ଅଭିଳାଷୀ ହୋଇଥିଲେ ତୁମେମାନେ ଯେପରି ସେ ପ୍ରକାର ଅଭିଳାଷୀ ନ ହେଉ, ଆମ୍ଭେମାନେ ଯେପରି ସେ ପ୍ରକାର ଅଭିଳାଷୀ ନ ହେଉ, ଏଥି ନିମନ୍ତେ ଏହି ସମସ୍ତ ବିଷୟ ଆମମାନଙ୍କ ପକ୍ଷରେ ଦୃଷ୍ଟାନ୍ତ ସ୍ୱରୂପ ହୋଇଅଛି। ଯେପରି ସେମାନଙ୍କ ମଧ୍ୟରେ କେତେକ ପ୍ରତିମା ପୂଜକ ହେଲେ, ସେପରି ତୁମେମାନେ ପ୍ରତିମା ପୂଜକ ହୁଅ ନାହିଁ। ଯେପରି ଲେଖା ଅଛି, ଲୋକମାନେ ଭୋଜନ ପାନ କରିବାକୁ ବସିଲେ ଆଉ ନୃତ୍ୟ କରିବାକୁ ଉଠିଲେ, ଯେପରି ସେମାନଙ୍କ ମଧ୍ୟରେ କେତେକ ବ୍ୟଭିଚାର କରି ଏକ ଦିନରେ 23,000 ଲୋକ ମରିଗଲେ, ସେପରି ଆମ୍ଭେମାନେ ବ୍ୟଭିଚାର ନ କରୁ। ଯେପରି ସେମାନଙ୍କ ମଧ୍ୟରେ କେତେକ ପ୍ରଭୁଙ୍କୁ ପରୀକ୍ଷା କରି ସର୍ପ ଦ୍ୱାରା ବିନଷ୍ଟ ହେଲେ, ସେପରି ଆମ୍ଭେମାନେ ପ୍ରଭୁଙ୍କୁ ପରୀକ୍ଷା ନ କରୁ। ଏହି ପ୍ରକାରେ ଗଣନା ପୁସ୍ତକରେ ଘଟିଥିବା ବିଷୟ ଗୁଡ଼ିକ ଆଉ ପ୍ରେରିତ ପାଉଲ କରନ୍ଥୀୟ ମଣ୍ଡଳୀ ନିକଟ ପତ୍ରରେ ଲେଖୁଛନ୍ତି। 2 ପଦ ଆମେ ଦେଖିଲେ 10 ଅଧ୍ୟାୟ 2 ପଦରେ ଆଉ ସମସ୍ତେ ସମୁଦ୍ର ମଧ୍ୟ ଦେଇ ଗମନ କଲେ, ପୁଣି ସମସ୍ତେ ମେଘ ସମୁଦ୍ରରେ ମୂଷାଙ୍କ ଉଦ୍ଦେଶ୍ୟରେ ବାପ୍ତିସ୍ମ ହେଲେ। ଏ ସମସ୍ତ ବିଷୟ ଏଠାରେ ଆଉ ଗଣନା ପୁସ୍ତକରେ ଘଟିଥିବା ବିଷୟ ପ୍ରେରିତ ପାଉଲ କରନ୍ଥୀୟ ମଣ୍ଡଳୀ ନିକଟରେ କହୁଛନ୍ତି। ମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର କଥାରୁ ଆମେ ଦେଖିଲୁ ମୂଷା ହିଁ ଗଣନା ପୁସ୍ତକର ଲେଖକ ବୋଲି କହିଲା ପରେ, ଆଉ ପାଉଲ ମଧ୍ୟ ମୂଷା ହିଁ ଗଣନା ପୁସ୍ତକର ଲେଖକ ବୋଲି। ସେ ପ୍ରକାର ଏବ୍ରୀମାନଙ୍କ ନିକଟ ପତ୍ର 3 ଅଧ୍ୟାୟ 4 ଅଧ୍ୟାୟ ସାରା ଆମେ ଦେଖିଲେ ଆଉ ସେଠାରେ ଥିବା ବିଷୟ ମଧ୍ୟ ଗଣନା ପୁସ୍ତକରେ ଘଟିଥିବା ବିଷୟ ଗୁଡ଼ିକ ହିଁ। ଏବ୍ରୀମାନଙ୍କ ନିକଟ ପତ୍ର 3 ଅଧ୍ୟାୟ 4-5 ପଦ। ଏବ୍ରୀମାନଙ୍କ ନିକଟ ପତ୍ର 3 ଅଧ୍ୟାୟ 4-5 ପଦ ଆମେ ଦେଖିଲେ ଆଉ 3 ଅଧ୍ୟାୟ 4 ଅଧ୍ୟାୟ ଦେଖିଲେ ସେଠାକାର ଘଟଣା ସବୁ ଗଣନା ପୁସ୍ତକର ଘଟଣା ଗୁଡ଼ିକ ହିଁ। ମୂଷା ଯେପରି ଈଶ୍ୱରଙ୍କ ଗୃହ ମଧ୍ୟରେ ବିଶ୍ୱସ୍ତ ଥିଲେ, ସେ ସେହିପରି ଆପଣା ନିଯୋଗକର୍ତ୍ତାଙ୍କ ପ୍ରତି ବିଶ୍ୱସ୍ତ। ମୂଷା ଯେପରି ଈଶ୍ୱରଙ୍କ ଗୃହ ମଧ୍ୟରେ ବିଶ୍ୱସ୍ତ, ଏ କଥା ଗଣନା ପୁସ୍ତକ 12 ଅଧ୍ୟାୟ 7 ପଦରେ ଲେଖା ଅଛି। ଆଉ ସେଇ ବିଷୟ ଏଠାରେ ଆଉ ଏଭ୍ରି ପତ୍ରରେ ଲେଖା ଅଛି, ଏଭ୍ରୀମାନଙ୍କ ନିକଟ ପତ୍ରରେ।
प्रत्येक गृह कौन ना कौन व्यक्ति द्वारा स्थापित किंतु समस्त विषय जे स्थापन करता से ईश्वर ये समस्त विषय ए प्रकार लेखा अच्छी से प्रकार आम 3:11 पद देखू एणु आम्बे अपना क्रोधर शपथ कलु से आमर विश्राम प्रवेश करेंगे ना क्यों मैंने इस्राएल माने किनान देश में प्रवेश करेंगे ना एक कथा लिखा जाए 17 पद आउ क्यों मानक 40 वर्ष पर्यंत से विरक्त हेले होइथिले जो माने पाप करथिले जो मानक सब प्रांत रे पड़िथिला कोन से मानक ऊपर नै जो माने अबाध्य होइथिले से मानक बिना क्यों मानक विरुद्ध से शपथ करथिले जे से माने ताहांको विश्राम रे प्रवेश करिवे नाही एटारे मध्ये इस्राएल मानक विषय रे गणना पुस्तक रे घटितबा घटना गुडी को आ एवरी पुस्तक रे एटारे लेखा होय अछि जाकि 3 अध्याय 4 अध्याय आम पढ़ी था प्रेरित पाउल लिखिथिबा ए प्रकार विषय आहरी अनेक विषय गणना पुस्तक आ लेखा जीवार आम पढ़ी था नूतन नियम रे प्रभु जीशु कृष्ण कथारू आ प्रेरित पाउल कथारू आम ए पर्यंत देखिले जे गणना पुस्तकर लेखक मोसाई बोली कहले से प्रकार आ प्रेरित मानक कार्यर विवरण 7 अध्याय जदि आम देखू आ स्तिफानक वक्तृतारे स्तिफान मध्य मूसाଙ୍କ विषय सेठारे कहला पर आम देखि था प्रेरित मानक कार्य विवरण 7 अध्याय स्तिफान मध्य मूसाଙ୍କ विषय कहला पर आम देखि था एबे पर्यंत आम प्रभु जीशु कृष्णकर कथा पाउलंकर कथा आ स्तिफानक कथारू यही प्रकार परोक्ष भाव में गणना पुस्तकर लेखक मोसाई बोली देखिलु एथर आम गणना पुस्तक देखा गणना पुस्तक ही देखिले गणना पुस्तकर लेखक मोसा बोली आम गणना पुस्तक अनेक वाक्य अच्छी गणना पुस्तक छाड़देले अवशिष्ट एवरी पुस्तक एवरी पत्र आम देखिलु एवरी मानक निकट पत्र से प्रकार जोहन लिखित सुस्माता 3 अध्याय 14 पदरे आम देखिले पुरातन नियम करंती मंडल निकट पत्र आम देखिलु माने गणना पुस्तक घटुवा घटना गुड़िक ये स्थान लेखा अच्छी प्रेरित पाउल कहले स्तिफान वक्तृतार स्तिफान कहले आउ प्रभु जीशु कृष्ण कहले माने परोक्ष भाव में गणना पुस्तकर लेखक मोसाई एबे गणना पुस्तक आम देखा गणना पुस्तक प्रथम अध्याय अनेक वाक्य अच्छी गणना पुस्तक जहाँकि कहे जे मोसाई गणना पुस्तकर लेखक कहे आउ से आम 2टी वाक्य आम देखा गणना पुस्तक आ गोटे 2टी वाक्य आम देखा जहाँकि मोसाई लेखक गणना पुस्तक कौन गणना पुस्तकर लेखक मोसाई कहवा निमंते गणना पुस्तक वाक्य आम देखा अनंतर लोक मैंने मिस्र देशर प्रथम अध्याय प्रथम पद गणना पुस्तक प्रथम अध्याय प्रथम पद अनंतर लोक मैंने मिस्र देश बाहर एबार द्वितीय वर्षर द्वितीय मासर प्रथम दिन में सदाप्रभु सीनाय प्रांतर रे समागम तंबू मध्य मोसा को कहले सदाप्रभु मोसा को कहले तो के लिखिथे मोसा ही लिखिदे से प्रकार 2 अध्याय प्रथम पद गणना पुस्तक 2 अध्याय प्रथम पद अनंतर सदाप्रभु मोसा को हारण को कहले मोसा को ईश्वर कहले मोसा लेखिबार मोसा को ईश्वर कहले मोसा लेखिबार तापर सीधा सड़क गोटे वाक्य आम देखा जहाँकि कहे मोसा ही लेखिले कहे मोसा द्वारा ईश्वर लेखाइले कहे आ गणना पुस्तक 33 अध्याय 2 पद गणना पुस्तक 33 अध्याय 2 पदरे आम देखिले मोसा ही गणना पुस्तकर लेखक कहे मोसा सदाप्रभु आज्ञारे सेमानक यात्रा अनुसार सेमानक गमनर विवरणी लेखिले सेमानक गमन अनुसार सेमानक यात्रार विवरण एई मोसा सदाप्रभु आज्ञारे सेमानक यात्रा अनुसार सेमानकर गमनर विवरणी लेखिले मोसा ही लेखिले बोली कहबा निमंते मोसा ही गणना पुस्तकर लेखक बोली कन्फर्म हो गला एक वाक्य द्वारा एपर अनेक वाक्य गणना पुस्तक मध्ये अछि मोसा ही लिखिले गणना पुस्तक आ गोटे विषय आम देखिले सेमानक गमन अनुसार सेमानक यात्रार विवरण एई यात्रा सेमानकर यात्रा इस्राएल मानकर यात्रा माने केउ स्थान रे देखिलु कहले यात्रा पुस्तक रे आम देखिलु यात्रा पुस्तक रे इस्राएल मानकर यात्रा आरंभ हैला से माने मिस्र बाहरिले मिस्र
ଉଦ୍ଧାର ପାଇ ବାହାରି ଆସିଲା ପରେ ସେମାନେ ଆଉ ସିନିୟ ପର୍ବତ ନିକଟକୁ ଆସିବା ପର୍ଯ୍ୟନ୍ତ ସେମାନେ ସୁପ୍ ସାଗରକୁ ଅତିକ୍ରମ କଲେ। ଆଉ କେଉଁ କେଉଁ ସ୍ଥାନ ଯାତ୍ରା କରି କରି ସିନିୟ ପର୍ବତ ନିକଟକୁ ଆସିଲେ। ଏହି ପ୍ରକାର ଯାତ୍ରା ସେମାନଙ୍କର ଯାତ୍ରା ସେମାନଙ୍କର ପ୍ରୟାଣ ମାନେ ଯାତ୍ରା ପୁସ୍ତକରେ ଦେଖିଥାଉ। ତାପରେ ଆମେ ଲେବ୍ୟ ପୁସ୍ତକରେ ଦେଖିଲେ ଲେବ୍ୟ ପୁସ୍ତକର ସମସ୍ତ ଘଟଣା ମଧ୍ୟ ଗୋଟିଏ ସ୍ଥାନରେ ହିଁ ଘଟିଲା ପରେ ଆମେ ଦେଖିଥାଉ। ସିନିୟ ପର୍ବତ ନିକଟରେ ଲେବ୍ୟ ପୁସ୍ତକର ସମସ୍ତ ଘଟଣା ସେଠାରେ ହିଁ। ଆଉ ଈଶ୍ୱର ସେମାନଙ୍କ ମଧ୍ୟକୁ ଆସିବେ ବୋଲି କହିବାର ସେମାନେ ଆବାସ ନିର୍ମାଣ କଲେ। ଯାତ୍ରା ପୁସ୍ତକର 40 ଅଧ୍ୟାୟରେ ଆବାସ ଆଉ କମ୍ପ୍ଲିଟ୍ ହେଲା ପରେ ଆଉ ଲେବ୍ୟ ପୁସ୍ତକରେ ତୁମେ ଇସ୍ରାଏଲମାନେ କିପରି ନିଜ ନିଜକୁ ପବିତ୍ର ରୂପେ ରଖିବାର ଅଛି, ଯାଜକ କର୍ମ କେଉଁମାନେ କରିବାର ଅଛି, ଯାଜକ କର୍ମର ଦାୟିତ୍ୱ ଗୁଡ଼ିକ କ'ଣ, କିପରି ନୈବେଦ୍ୟ ଉତ୍ସର୍ଗ କରିବାର ଅଛି, କେଉଁ ପର୍ବ ପାଳନ କରିବାର ଅଛି, ସମସ୍ତ ବିଷୟ ଗୋଟିଏ ସ୍ଥାନରେ ଲେବ୍ୟ ପୁସ୍ତକ ସିନିୟ ପର୍ବତ ନିକଟରେ ଘଟିଅଛି। ଯାତ୍ରା ପୁସ୍ତକରେ ସେମାନେ ଯାତ୍ରା କଲେ। ପୁନର୍ବାର ଯାତ୍ରା ପୁସ୍ତକର କଣ୍ଟିନ୍ୟୁଏସନ୍ ହେଉଛି ଗଣନା ପୁସ୍ତକ। ଯାତ୍ରା ପୁସ୍ତକରେ ସେମାନେ ଯାତ୍ରା କରୁଥିଲେ ଗୋଟିଏ ସ୍ଥାନରୁ ଆଉ ଗୋଟେ ସ୍ଥାନ ଏଭଳି ଯାତ୍ରା କରି ସିନିୟ ପର୍ବତ ନିକଟରେ ଷ୍ଟପ୍ ହୋଇଯାଇଥିଲେ। ତାପରେ ଆଉ ଥରେ ଗଣନା ପୁସ୍ତକ ଆମେ ଦେଖିଲେ ସେମାନେ ପୁନର୍ବାର ସେମାନଙ୍କର ଯାତ୍ରା ଆରମ୍ଭ କଲେ। ତ ଯାତ୍ରା ପୁସ୍ତକର କଣ୍ଟିନ୍ୟୁଏସନ୍ ହେଉଛି ଗଣନା ପୁସ୍ତକ। ସେମାନେ ଆଉ ଥରେ ଯାତ୍ରା ଆରମ୍ଭ କରିବା ଆମେ ଦେଖିଥାଉ। ଏ ଗଣନା ପୁସ୍ତକରେ ସେମାନେ ଇସ୍ରାଏଲ ମାନେ ଯାତ୍ରା କଲା ପରେ ଆମେ ଦେଖିଥାଉ। ତ ଇସ୍ରାଏଲ ମାନଙ୍କର ଯାତ୍ରା ବିଷୟରେ ଆମେ ଜାଣିବାକୁ ହେଲେ ଯାତ୍ରା ପୁସ୍ତକ ଆମେ ପଢ଼ିବାର ଅଛି। ତାପରେ ଗଣନା ପୁସ୍ତକ ଲେବ୍ୟ ପୁସ୍ତକରେ ସେମାନେ ସିନିୟ ପର୍ବତ ନିକଟରେ ସମସ୍ତ ଘଟଣା ଘଟିଅଛି। ତ ଏଥିରେ ଆଉ ଗୋଟେ ବିଶିଷ୍ଟ ବିଷୟ କ'ଣ କହିଲେ ମୋଶା ହିଁ। ଆଉ ଏଇ ଗଣନା ପୁସ୍ତକର ଲେଖକ ମୋଶା, କାରଣ ମୋଶା ଏଇ ଗଣନା ପୁସ୍ତକରେ ସେମାନଙ୍କ ଆଗରେ ଯାଉଛନ୍ତି। ଆଉ ମୋଶା ଏସବୁ ବିଷୟ ଦେଖିଲେ, ନିଜେ ଶୁଣିଲେ, ବୁଝିଲେ ଆଉ ଲେଖିଲେ। ତ ଏକ ଗଣନା ପୁସ୍ତକର ଲେଖକ କିଏ କହିଲେ ମୋଶା ବୋଲି ଆମେ କନଫର୍ମ ରୂପେ କହିପାରିବା। ଏବେ ପର୍ଯ୍ୟନ୍ତ ଏ ପୁସ୍ତକର ନାମ ଏହାକୁ କିପରି ଆସିଲା, ଏ ପୁସ୍ତକର ଲେଖକ କିଏ ଆମେ ଜାଣିଲୁ। ଏବେ ଆମେ ଏ ପୁସ୍ତକ କେତେବେଳେ ଲେଖା ହୋଇଅଛି, କେଉଁ ସ୍ଥାନରେ ଲେଖା ହୋଇଅଛି, କେତେବେଳେ ଲେଖା ହୋଇଅଛି, କେଉଁ ସ୍ଥାନରେ ଲେଖା ହୋଇଅଛି ଆମେ ଜାଣିବା। କେତେବେଳେ ଲେଖା ହୋଇଅଛି କହି ଜାଣିବା ନିମନ୍ତେ ଆଉ ଗଣନା ପୁସ୍ତକ କେତେବେଳେ ଲେଖା ହୋଇଅଛି କହି ଜାଣିବା ନିମନ୍ତେ ଗଣନା ପୁସ୍ତକ ଆଉ 10 ଅଧ୍ୟାୟ 11 ପଦ ଆମେ ଦେଖୁ। ଗଣନା ପୁସ୍ତକ 10 ଅଧ୍ୟାୟ 11 ପଦ। ଏକ ଗଣନା ପୁସ୍ତକ କେତେବେଳେ ଲେଖାଯାଇଛି? ଗଣନା ପୁସ୍ତକ 10 ଅଧ୍ୟାୟ 11 ପଦ। ଆଉ ଦ୍ୱିତୀୟ ବର୍ଷର ଦ୍ୱିତୀୟ ମାସର 20 ଦିନରେ ସେହି ମେଘ ସାକ୍ଷ୍ୟ ରୂପ ଆବାସ ଉପରକୁ ନିଆଗଲା। ଇସ୍ରାଏଲ ସନ୍ତାନଗଣ ଯାତ୍ରା କରିବା ନିୟମ ଅନୁସାରେ ସିନିୟ ପ୍ରାନ୍ତରୁ ଅଗ୍ରସର ହେଲେ। ଏଠାରେ ଗୋଟେ ବିଷୟ ମାନେ ଯାତ୍ରା ପୁସ୍ତକ ପଢ଼ିଲା ବେଳେ ବି ଆମେ କହିଥିଲୁ, ତାହା କ'ଣ କହିଲେ, ଆଉ ଯେତେବେଳେ ମେଘ ସାକ୍ଷ୍ୟ ରୂପ ଆବାସ ଉପରୁ ନିଆଗଲା ସେତେବେଳେ ଏମାନେ ଯାତ୍ରା କରିବାର ଆରମ୍ଭ କରିବେ। ଇସ୍ରାଏଲମାନଙ୍କର ଯାତ୍ରା କରିବାର ପଦ୍ଧତି ଗୋଟେ ଥିଲା। ତାହା ଯାତ୍ରା ପୁସ୍ତକ 40 ଅଧ୍ୟାୟରେ ଆମେ ଦେଖିଥାଉ। 40 ଅଧ୍ୟାୟ 33 ପଦ, 34 ପଦ, 35 ପଦରେ ଆମେ ଦେଖିଥାଉ। ଆଉ ଈଶ୍ୱର ଇସ୍ରାଏଲମାନଙ୍କୁ ମୋ ପାଇଁ ଗୋଟେ ତମ୍ବୁ ନିର୍ମାଣ କର କହିବେ। ସେଇ ତମ୍ବୁ ଈଶ୍ୱର କହିବା ଅନୁସାରେ ସେମାନେ ନିର୍ମାଣ କଲା ପରେ କମ୍ପ୍ଲିଟ୍ ହେଲା ପରେ ସେଇ ତମ୍ବୁ ଆବାସ ବା ସାକ୍ଷ୍ୟ ସିନ୍ଧୁକ ଉପରକୁ ଆଉ ଈଶ୍ୱରଙ୍କର ପ୍ରତାପ ସେ ଆବାସ ଉପରକୁ ଆସିବାର, ଈଶ୍ୱରଙ୍କର ପ୍ରତାପ ଆବାସ ଉପରକୁ ଆସିଲେ ସେମାନଙ୍କର ଯାତ୍ରା ବନ୍ଦ ହୋଇଯିବ। ଆଉ ସେଇ ମେଘ ଆବାସ ଉପରକୁ ଆସିଲେ ଏମାନେ ଆଉ ଯାତ୍ରା କରିବେ ନାହିଁ, ସେଇ ସ୍ଥାନରେ ରହିଯିବେ। ଆବାସ ଉପରରୁ ମେଘକୁ ନିଆଗଲେ ଏମାନଙ୍କର ଯାତ୍ରା ପୁନର୍ବାର ଆରମ୍ଭ ହୋଇଥାଏ। ଏହି ପ୍ରକାର ସେମାନଙ୍କର ଗୋଟିଏ ପଦ୍ଧତି ଥିଲା। ଯେତେବେଳେ ଏମାନେ ଯାତ୍ରା କରିବାର ବନ୍ଦ ହୋଇଯାଇଥାଏ, ପୁନର୍ବାର ଆରମ୍ଭ ହୋଇଥାଏ, ପୁନର୍ବାର ତମ୍ବୁ ସବୁ ନିର୍ମାଣ କରି ଆଉଥରେ ତା ସଜାଇ ଆଉଥରେ ସେଇ ସିନ୍ଧୁକକୁ ଧରି ଚାଲିଥାନ୍ତି। ଏମାନେ ଯେତେବେଳେ ବନ୍ଦ ହୋଇଯାଇଥାଏ ଆଉଥରେ ସେ ସବୁ ସେଇ ସ୍ଥାନରେ ରଖି ଫିଟାଇ ପୁଣି ସଜାଇ ରଖନ୍ତି। ସାମଗ୍ରୀ ଗୁଡ଼ିକ, ସାକ୍ଷ୍ୟ ସିନ୍ଧୁକର ସାମଗ୍ରୀ ଗୁଡ଼ିକ ସବୁ ସାଇତି କରି ରଖନ୍ତି। ଏହି ପ୍ରକାର ଇସ୍ରାଏଲ ମାନେ ଯାତ୍ରା କରିବାର ଗୋଟିଏ ପଦ୍ଧତି ଥିଲା। ସେ ଏକ ବିଷୟ ଆମେ ଯାତ୍ରା ପୁସ୍ତକ 40 ଅଧ୍ୟାୟରେ ଆମେ ଦେଖିଥାଉ। ସେହି ପ୍ରକାର 10 ଅଧ୍ୟାୟ
11 ପଦ 12 ପଦ ଆମେ ଦେଖିଲେ, ତହିଁରେ ଇସ୍ରାଏଲ ସନ୍ତାନଗଣ ଯାତ୍ରା କରିବାର ନିୟମ ଅନୁସାରେ ସିନା ପ୍ରାନ୍ତରୁ ଅଗ୍ରସର ହେଲେ, ସେହି ମେଘ ପାରଣ ପ୍ରାନ୍ତରେ ଅବସ୍ଥିତ ହେଲା। ଏମାନେ ଇସ୍ରାଏଲ ମାନେ ଯେତେବେଳେ ଆବାସ ଉପରୁ ମେଘକୁ ନିଆଗଲା, ଏମାନେ ଯାତ୍ରା କରିବାର ଆରମ୍ଭ କଲେ। ମେଘ ଆବାସ ଉପରକୁ ଆସିଲେ ଏମାନେ ସେଇଠି ସେ ପ୍ରକାରେ ଷ୍ଟପ୍ ହୋଇଯିବ ଏମାନଙ୍କ ଯାତ୍ରା। ଆବାସ ଉପରୁ ମେଘକୁ ନିଆଗଲେ ଏମାନେ ଯାତ୍ରା କଲେ, ଆଉ ଯାତ୍ରା କରି ପାରଣ ପ୍ରାନ୍ତରରେ ଅବସ୍ଥିତ ହେଲେ। ପାରଣ ପ୍ରାନ୍ତରରେ ଅବସ୍ଥିତ ହେବା ପର୍ଯ୍ୟନ୍ତ ନନ୍ଷ୍ଟପ୍ ଏମାନେ ଯାତ୍ରା କଲେ। ତାପରେ ପାରଣ ପ୍ରାନ୍ତରରେ ଏମାନେ ଅବସ୍ଥିତ, ପାରଣ ପ୍ରାନ୍ତରରେ ଏମାନେ ଉପସ୍ଥିତ ହେଲା ପରେ ଆମମାନେ ଦେଖିଥାଉ। ଆଉ ଏଇ 10 ଅଧ୍ୟାୟ 11 ପଦ ଆମେ ଦେଖିଲେ, ଦ୍ୱିତୀୟ ବର୍ଷର ଦ୍ୱିତୀୟ ମାସର 20 ଦିନ ବୋଲି ଲେଖା ଅଛି। ଦ୍ୱିତୀୟ ବର୍ଷର ଦ୍ୱିତୀୟ ମାସର 20 ଦିନ ବୋଲି ଲେଖା ଅଛି। କିନ୍ତୁ ଏ ଗଣନା ପୁସ୍ତକ ପ୍ରଥମ ଅଧ୍ୟାୟ ପ୍ରଥମ ପଦ ଆମେ ଦେଖିଲେ, ଗଣନା ପୁସ୍ତକ ପ୍ରଥମ ଅଧ୍ୟାୟ ପ୍ରଥମ ପଦ, ଅନନ୍ତର ଲୋକମାନେ ମିସ୍ର ଦେଶରୁ ବାହାର ହେବାର ଦ୍ୱିତୀୟ ବର୍ଷର ଦ୍ୱିତୀୟ ମାସର ପ୍ରଥମ ଦିନରେ, ମାନେ ଏକ ସିନାଇ ପର୍ବତ ନିକଟରେ ଦ୍ୱିତୀୟ ବର୍ଷର ଦ୍ୱିତୀୟ ମାସର ପ୍ରଥମ ଦିନରେ ପ୍ରଥମ ଅଧ୍ୟାୟ ଥିବା ବିଷୟ ଘଟୁଛି। ଆଉ 10 ଅଧ୍ୟାୟ 11 ପଦ ମାନେ ପଢ଼ିଲା ବେଳେ ଦ୍ୱିତୀୟ ବର୍ଷର ଦ୍ୱିତୀୟ ମାସର 20 ଦିନରେ এই ଏକ ବିଷୟ ଘଟୁଛି। ମାନେ ପ୍ରଥମ ଅଧ୍ୟାୟରୁ 10 ଅଧ୍ୟାୟ ପର୍ଯ୍ୟନ୍ତ କେତେ ଦିନର ଘଟଣା କହି ଆଲୋଚନା କଲେ? ଦ୍ୱିତୀୟ ବର୍ଷର ଦ୍ୱିତୀୟ ମାସର ପ୍ରଥମ ଦିନ, ଦ୍ୱିତୀୟ ବର୍ଷର ଦ୍ୱିତୀୟ ମାସର 20 ଦିନ, ଏଥିମଧ୍ୟରେ ଗ୍ୟାପ୍ କେତେ ଦିନ କହିଲେ? 19 ଦିନ। 19 ଦିନର ଘଟଣା ପ୍ରଥମ ଅଧ୍ୟାୟରୁ 10 ଅଧ୍ୟାୟ ପର୍ଯ୍ୟନ୍ତ 19 ଦିନର ଘଟଣା ବିଷୟରେ ଲେଖାଯାଇଅଛି। 19 ଦିନର ଘଟଣା, ମାତ୍ର 19 ଦିନର ଘଟଣା ହିଁ ପ୍ରଥମ ଅଧ୍ୟାୟରୁ 10 ଅଧ୍ୟାୟ 11 ପଦ ଯାଏ ଏମାନଙ୍କୁ ଦେଖାଯାଉଛି। ତାପରେ 11 ଅଧ୍ୟାୟରୁ ଆଉ 36 ଅଧ୍ୟାୟ ପର୍ଯ୍ୟନ୍ତ, ଗଣନା ପୁସ୍ତକରେ 36ଟି ଅଧ୍ୟାୟ ଅଛି। ପ୍ରଥମ ଅଧ୍ୟାୟରୁ 10 ଅଧ୍ୟାୟ 11 ପଦ ପର୍ଯ୍ୟନ୍ତ 19 ଦିନର ଘଟଣା, ଆଉ 11 ଅଧ୍ୟାୟରୁ 36 ଅଧ୍ୟାୟ ପର୍ଯ୍ୟନ୍ତ କେତେ ବର୍ଷର ଘଟଣା କହି ଆମେ ଆଲୋଚନା କଲେ। କେତେ ବର୍ଷର ଘଟଣା ଘଟିଛି କହି ଆମେ ବାଇବଲକୁ ଧରି ଆଲୋଚନା କଲେ। 39 ବର୍ଷର ଘଟଣା, 39 ଇୟର୍ସ, 39 ବର୍ଷର ଘଟଣା ଏଇ ଗଣନା ପୁସ୍ତକରେ ଘଟିଅଛି। ପ୍ରାୟ ଗଣନା ପୁସ୍ତକ ସାରା ଏଥିରେ ଲେଖାଥିବା ସମସ୍ତ ବିଷୟ ଘଟିବା ପାଇଁ 39 ବର୍ଷ ଘଟିଲା ବୋଲି ଆମେ କହିପାରିବା। ତାପରେ ଏବେ ଆମେ ଗଣନା ପୁସ୍ତକ 22 ଅଧ୍ୟାୟ 1 ପଦ ଦେଖୁ। ଗଣନା ପୁସ୍ତକ 22 ଅଧ୍ୟାୟ ପ୍ରଥମ ପଦ, ଅନନ୍ତର ଇସ୍ରାଏଲ ସନ୍ତାନଗଣ ଯାତ୍ରା କରି ଜିରିହୋ ନିକଟସ୍ଥ ଜର୍ଦ୍ଦନ ଆଗରେ ମୋଆବ ପଦାରେ ଛାଉଣି ସ୍ଥାପନ କଲେ। ଅନନ୍ତର ଇସ୍ରାଏଲ ସନ୍ତାନଗଣ ଯାତ୍ରା କରି ଜିରିହୋ ନିକଟସ୍ଥ ଜର୍ଦ୍ଦନ ଆଗରେ ମୋଆବ ପଦାରେ ଛାଉଣି ସ୍ଥାପନ କଲେ। ମୋଆବ ପଦାରେ ଆଉଥରେ ଯାତ୍ରା କରି ଜର୍ଦ୍ଦନର ଆଗରେ ମୋଆବ ପଦାରେ ଛାଉଣି ସ୍ଥାପନ କଲେ। ଆଉ ମୋଆବ ପଦାରେ ସେମାନେ ଅଛନ୍ତି। ଏବେ ମୋଆବ ପଦା ପରେ ଜର୍ଦ୍ଦନ ଅଛି, ଜର୍ଦ୍ଦନ ପରେ କିଣାନ ଦେଶ। ଆଉ ଏଇ ମୋଆବ ପଦାରେ ଆମେ ଗୋଟିଏ ଘଟଣା ଘଟିଅଛି। ତା କହିବାକୁ ଗଲେ, ଏଇ ମୋଆବ ପଦାରେ ମୋଶା ପୁନର୍ବାର ଦ୍ୱିତୀୟ ଥର ପାଇଁ ଆଉ ସମସ୍ତ ଉପଦେଶ, ବ୍ୟବସ୍ଥାର ସମସ୍ତ ଉପଦେଶ ଇସ୍ରାଏଲମାନଙ୍କୁ ପୁନର୍ବାର ଶିକ୍ଷା ଦେଲେ। ମୋଆବ ପଦାରେ ଉପସ୍ଥିତ ହେଲା ପରେ ଏକ ମହାସଭା ସେଠାରେ ଘଟିଲା। ଲକ୍ଷ ଲକ୍ଷ ଲୋକ ଶୁଣୁଛନ୍ତି ସେ ଏକ ସଭାରେ। ସେ ମୋଆବ ପଦାରେ ବ୍ୟବସ୍ଥାର ସମସ୍ତ ବିଷୟ ଆଉ ସେଠାରେ ମୋଶା ଆଉ ସେମାନଙ୍କୁ ଶିକ୍ଷା ଦେବାର ଘଟିଲା। ଆଉ ତା ବିଷୟରେ ହିଁ ଆମେ ମୋଆବ ପଦାରେ ଶିକ୍ଷା ଦେଲେ। ସେଇ ବିଷୟରେ ଆମେ ଆଗକୁ ଦ୍ୱିତୀୟ ବିବରଣ ପୁସ୍ତକରେ ଆମେ ପରିଚୟ ରୂପେ ଆମେ ଆଲୋଚନା କରିବା। ଆଉ ସ୍ପଷ୍ଟ ରୂପେ ଆମେ ବୁଝିପାରିବା ବ୍ୟବସ୍ଥା। ଆଉ ଗୋଟିଏ ପୁସ୍ତକର ପରିଚୟ ଆମେ ଜାଣିଲେ ସମ୍ପୂର୍ଣ୍ଣ ବ୍ୟବସ୍ଥା ବିଷୟରେ ଗୋଟେ ସ୍ପଷ୍ଟ ବିଷୟ ଆମେ ବୁଝିପାରିବା। ଏକ ଚରିତ୍ର ବିଷୟରେ ଆମେ ସ୍ପଷ୍ଟ ରୂପେ ବୁଝିପାରିବା, କ'ଣ ଘଟିଛି ବ୍ୟବସ୍ଥା ବିଷୟରେ ଆମେ ଜାଣିପାରିବା। ତ ମୋଆବ ପଦାରେ ମୋଶା ସମସ୍ତଙ୍କୁ ଏକତ୍ରିତ କରି ସମସ୍ତ ଇସ୍ରାଏଲମାନଙ୍କୁ ଆଉ ଥରେ ବ୍ୟବସ୍ଥା ଶିକ୍ଷା ଦେଲେ, ଉପଦେଶ ଦେଲେ। ଆଉ ସେଇ ମୋଆବ ପଦାରେ ଏକ ଶିଖର ଉପରକୁ ଆଉ ମୋଶା ଯାଇ ସେଇ ଶିଖରରୁ, ସେଇ ପାହାଡ଼ ଉପରରୁ ଦୂରରୁ କିଣାନ ଦେଶକୁ ଦେଖିଲେ। ତାପରେ
से प्राण हराइले, प्राण चलीगला मूसांकर यही स्थान ही आ मयापदार एक उच्च शिखर उपरकू जाए सेठार दूर किणान देश को देखी आ मूसा सेठार प्राण हराइले। ए प्रकार गणना पुस्तक 26 अध्याय 3 पद, गणना पुस्तक 26 अध्याय 3 पद थरा मैंने देखा 26। तहरे मूसा और इलियासर याजक जिरिहर निकट स्थित जर्दन समीपरे मयापदारे लोक मान संगे कथा कहले। आ मयापदा अच्छी मयापदा पर जर्दन पर जिरिह तापर किणान देश। ये समस्त चरित्र विषय मैंने जानवर आवश्यक कि कहले हाँ आम आवश्यक। पुरातन नियम चरित्र केते जन पुरातन नियम चरित्र आम कहीं ईश्वर देले ए प्रकार भावु था। ईश्वर देले माने आम आवश्यक कही आम चरित्र निश्चय रूपे जानवर अच्छी कही। चरित्र न जानिले आम कि बुझीपर ना। चरित्र आम जानवर अच्छी। पुरातन नियम चरित्र सब जानिले नूतन नियम आम स्पष्ट रूपे बुझीपर। एबे देखंतु प्रभु जीशुख्रीष्ट यूहन्ना लिखित सुसमाचार 3 अध्याय 14 पदरे मूसा जेपरी सर्प को ऊर्ध्व को उठाइले से प्रकार प्रभु जीशुख्रीष्ट यूहन्ना लिखित सुसमाचार 3 अध्याय 14 पद, यूहन्ना लिखित सुसमाचार 3 अध्याय 14 पद मैंने देखिले। यूहन्ना लिखित सुसमाचार 3 अध्याय 14 पद मूसा जे प्रकार प्रांतर सर्प को ऊर्ध्व को उठाई मनुष्य ऊर्ध्व को उठा जाए बोली कहले। आ नूतन नियम से वाक्य को आम जब पढ़ा ताहले मूसा क्यों स्थान में सर्प को उठाइले गणना पुस्तक में लेखा अच्छी। तो पुरातन नियम चरित्र न जानिले नूतन नियम वाक्य सब आम बुझीपर ना। एबे देखो तो विलियम विषय लेखा अच्छी। विलियम विषय नूतन नियम लेखा अच्छी। पुरातन नियम अच्छी, नूतन नियम अच्छी। नूतन नियम क्यों क्यों स्थान में अच्छी कहले प्रकाशित वाक्य अच्छी। विलियम विषय जिहुदा पत्र अच्छी, पीतर पत्र अच्छी। विलियम विषय लेखा जाए अच्छी। आ सीधा सड़क से पत्र गुड़िक नूतन नियम आम विलियम विषय पढ़ले आगे विषय संपूर्ण रूप आम जापर ना। तो पुरातन नियम पुनर्बार आम 22, 23, 24 पद पढ़ले गणना पुस्तकर चरित्र विलियम विषय आम जापर। जड़े पाउल लिखुंट विलियम विषय, जड़े पीतर लिखुंट, जड़े जिहुदा लिखुंट आ प्रकाशित वाक्यर लेखक विलियम विषय लिखुंट। प्रकृति में विलियम किए जाना हेले पुरातन नियम गणना पुस्तक मैंने पढ़ले विलियम विषय आ संपूर्ण परिचय मैंने जापर। से प्रकार आ प्रभु जीशुख्रीष्ट अनेक विषय नूतन नियम शिक्षा दौथे। पुरातन नियम को बेस कर नूतन नियम शिक्षा दौथे। पुरातन नियम चरित्र आम न जानिले आ नूतन नियम किपर आम जापर। एवं उदाहरण को देखूँ जीशुख्रीष्ट कहता गोटे विषय लोटंग स्त्री कथा स्मरण कर, लोटंग स्त्री कथा स्मरण कर बोली कहले। लूका लिखित सुसमाचार 17 अध्याय लोटंग स्त्री कथा स्मरण कर बोली कहले। या द्वारा मैंने कौन बुझू लोटंग स्त्री किए न जानिले, लोट किए न जानिले, लोटंग स्त्री को क्यारेक्टर कौन न जानिले, पुरातन नियम ए विषय मैंने न जानिले नूतन नियम से कथा मैंने किपर बुझीपर। तो पुरातन नियम चरित्र आमको आवश्यक। से प्रकार प्रेरित पाउल नूतन नियम अनेक विषय पुरातन नियम को कोड कर नूतन नियम कहूथिबे। पुरातन नियम को कोड कर नूतन नियम कहूथिबे। आ से समस्त विषय जानवा हेले आम पुरातन नियम चरित्र आम निश्चित रूप जानवर अच्छी। जीशुख्रीष्ट शिक्षा बुझा हो, नूतन नियम वाक्य जानवा हो, पुरातन नियम चरित्र आम जानवर अच्छी। एबे आम माने नूतन नियम वाक्य ही पालन करवा ता ठीक, मात्र पुरातन नियम चरित्र जानिले आमे माने आउरी अधिक रूपे विश्वास रे वृद्धि पाई परिबा। नूतन नियम लेखा जाइतबा वाक्य सब मध्ये सहजरे बुझी परिबा। तो चरित्र जानिबार निहाती आवश्यक। सेतिमे आदि पुस्तकर परिचय, यात्रा पुस्तकर परिचय, लेव्य पुस्तकर परिचय, गणना पुस्तकर परिचय ए प्रकार परिचय हेला आमे जानिबा कहि एक परिचयर कार्य आरंभ करू। निहाती रूपे चरित्र आम जानवर अच्छी। एक चरित्र बाइबल चरित्र 66 पुस्तक आम कहीं देले ए समस्त चरित्र ये चरित्र जाना द्वारा केतेक देखा ईश्वर आम को शिक्षा दौरान, केतेक देखा तुम मैंने एपरी रुह ना,
କେତେକଙ୍କୁ ଦେଖାଇ ତୁମେ ଏହିପରି ଗୁଣ ଥାଇ ବଞ୍ଚ, ଆଉ କେତେକଙ୍କୁ ଦେଖାଇ ଏହିପରି କଲେ ତୁମେ ଏହି ପ୍ରକାର ଆଶୀର୍ବାଦ ପାଇବ, ଏହିପରି କଲେ ତୁମେ ଅଭିଶାପ ପାଇବ। এই ପ୍ରକାର ଅନେକ ବିଷୟ ଆମମାନଙ୍କୁ ପୁରାତନ ନିୟମ ଦ୍ୱାରା ଈଶ୍ୱର ଶିକ୍ଷା ଦେଲେ, ଦୃଷ୍ଟାନ୍ତ ସ୍ୱରୂପ ଆମମାନଙ୍କୁ ଏସବୁ ଲେଖି ରଖାଇଲେ, ଆମମାନଙ୍କୁ ଶିକ୍ଷା ଦେବା ପାଇଁ ଆମମାନଙ୍କୁ ଏସବୁ ରଖାଇଲେ। ତେଣୁ ଏହି ବାଇବଲର ଚରିତ୍ର ଜାଣିବା ଦ୍ୱାରା ଜଣେ ବ୍ୟକ୍ତି ଆପଣା ପଥ ସଜାଡ଼ି ପାରିବ, ଉତ୍ତମ ପଥରେ ହିଁ ଚାଲିପାରିବ ସିନା, ଏହାଦ୍ୱାରା କୌଣସି କ୍ଷତି ହେବ ନାହିଁ। ତ ପୁରାତନ ନିୟମର ବାଇବଲର ସମସ୍ତ ଚରିତ୍ର ଆମେ ଜାଣିଲେ ଉତ୍ତମ ରୂପେ ବୁଝିପାରିବା ଈଶ୍ୱରଙ୍କ କ୍ରୋଧ ବିଷୟରେ, ଈଶ୍ୱରଙ୍କ ପ୍ରେମ ବିଷୟରେ, ଈଶ୍ୱରଙ୍କ ପ୍ରେମ କେତେ, ଈଶ୍ୱରଙ୍କର କ୍ରୋଧ କେତେ, ସମସ୍ତ ବିଷୟ ଆମେ ବୁଝିପାରିବା। ତ ଚରିତ୍ର ଜାଣିବା ନିହାତି ଆବଶ୍ୟକ ବୋଲି ଆମେ ଜାଣିଲୁ। ତ ଏକ କେତେବେଳେ ଲେଖାଯାଇଛି, କେତେବେଳେ ଲେଖାଯାଇଛି ଏକ ଗଣନା ପୁସ୍ତକ କେଉଁ ସ୍ଥାନରେ ଲେଖାଯାଇଛି କହିବା ନିମନ୍ତେ ଆଉ ଗୋଟେ ବାକ୍ୟ ଆମେ ଦେଖିବା। ଆଉ ଗଣନା ପୁସ୍ତକ 33 ଅଧ୍ୟାୟ 50 ପଦ, ଗଣନା ପୁସ୍ତକ 33 ଅଧ୍ୟାୟ 50 ପଦ କେତେବେଳେ ଲେଖାଯାଇଛି, କେଉଁ ସ୍ଥାନରେ ଲେଖାଯାଇଛି? ଅନନ୍ତର ଜିରିଓ ସ୍ଥିତ ଜର୍ଦ୍ଦନ ନିକଟବର୍ତ୍ତୀ ମୋଆବ ପଦାରେ ସଦାପ୍ରଭୁ ମୋସାଙ୍କୁ କହିଲେ। ଏକ ଗଣନା ପୁସ୍ତକ କେଉଁ ସ୍ଥାନରେ ଲେଖା ଅଛି? ମୋଆବ ପଦାରେ ମୋସା ଲେଖିଲେ, ମୋଆବ ପଦାରେ ମୋସା ଗଣନା ପୁସ୍ତକକୁ ଲେଖିଲେ। କେତେବେଳେ ଲେଖାଯାଇଛି ନା ସବୁ ପୁସ୍ତକ ଆମେ ପଢ଼ିଲା ବେଳେ ଆଉ ଖ୍ରୀଷ୍ଟପୂର୍ବ 1440ରୁ ଆଉ 1400 ବର୍ଷ ପର୍ଯ୍ୟନ୍ତ 40 ବର୍ଷ ବ୍ୟବଧାନରେ ଏକ ପୁସ୍ତକ ଲେଖାଯାଇଅଛି। 40 ବର୍ଷ ବ୍ୟବଧାନରେ ଆଉ ମୋସା ଏହି ପୁସ୍ତକ ମୋଆବ ପଦାରେ ହିଁ ଲେଖିଛନ୍ତି। କେତେବେଳେ ଲେଖାଯାଇଛି, କେଉଁ ସ୍ଥାନରେ ଲେଖାଯାଇଛି ଆମେ ଆଉ ଜାଣିଲୁ। ଏବେ ଆମେ କେତୋଟି ବିଷୟ ଆମେ ଦେଖିବା ଯାହାକି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଆମେ ଗଣନା ପୁସ୍ତକରେ ଦେଖିପାରିବା। ପରୋକ୍ଷ ଭାବରେ ଯୀଶୁଖ୍ରୀଷ୍ଟ ଗଣନା ପୁସ୍ତକରେ ଆମମାନଙ୍କୁ ଦେଖାଯାଉଛନ୍ତି। କେଉଁ ପ୍ରକାର କହିଲେ ଯୋହନ 3 ଅଧ୍ୟାୟ 14 ପଦରେ ଆମେ ଦେଖିଲୁ, ଆଉ ମୋସା ସର୍ପକୁ ଉର୍ଦ୍ଧ୍ୱକୁ ଉଠାଇଲେ, ପ୍ରଭୁ ଯୀଶୁଖ୍ରୀଷ୍ଟ ମଧ୍ୟ ଉର୍ଦ୍ଧ୍ୱକୁ ଉଠାଯିବେ। ଏହାକୁ ସାଦୃଶ୍ୟ ଭାବରେ ତାହା ପ୍ରଭୁ ଯୀଶୁଖ୍ରୀଷ୍ଟ ଗଣନା ପୁସ୍ତକରେ ଏହି ପ୍ରକାର ଦେଖାଯାଉଛନ୍ତି। ତାପରେ ଗଣନା ପୁସ୍ତକରେ ଲୋକମାନେ ମାନା ଦିଆଗଲା ଲୋକମାନଙ୍କୁ। ସେ ପ୍ରକାର ନୂତନ ନିୟମରେ ଆମେ ଦେଖିଲେ ଯୀଶୁଖ୍ରୀଷ୍ଟ ଗୁପ୍ତ ମାନା ଯୀଶୁଖ୍ରୀଷ୍ଟ କହିଲେ। ତାପରେ ଏଠାରେ ଏମାନଙ୍କୁ ଶୈଳରୁ ପାଣି ଦିଆଗଲା, ଶୈଳରୁ ଜଳ। ନୂତନ ନିୟମରେ କରନ୍ଥୀୟ ମଣ୍ଡଳୀ ନିକଟ ପତ୍ରରେ ପ୍ରେରିତ ପାଉଲ କହନ୍ତି ସେ ଶୈଳ ଆଉ କେହି ନୁହଁ, ଖ୍ରୀଷ୍ଟ ହିଁ ଶୈଳରୁ ଜଳ ସେମାନେ ପିଇଲେ। ଆଉ ସେଇ ଶୈଳ ନୂତନ ନିୟମରେ ଖ୍ରୀଷ୍ଟ ହିଁ ଶୈଳ ବୋଲି କହିଲେ। ଏହି ପ୍ରକାର ଗଣନା ପୁସ୍ତକରେ ଆମମାନଙ୍କୁ ଯୀଶୁଖ୍ରୀଷ୍ଟ ମଧ୍ୟ ଦେଖାଯାଆନ୍ତି। ତ ଏବେ ପର୍ଯ୍ୟନ୍ତ ଆମେ ଏହି ପୁସ୍ତକର ନାମ ଏହାକୁ କିପରି ଆସିଲା, ଏହି ପୁସ୍ତକର ଲେଖକ କିଏ, ଏହି ପୁସ୍ତକ କେତେବେଳେ କେଉଁ ସ୍ଥାନରେ ଲେଖାଯାଇଅଛି, ଏହି ସମସ୍ତ ବିଷୟ ଆମେ ଜାଣିଲେ। ତ ଏବେ ଆମେ ଏହି ପୁସ୍ତକର ଗଣନା ପୁସ୍ତକର ମୁଖ୍ୟ ଉଦ୍ଦେଶ୍ୟ କ'ଣ, ଗଣନା ପୁସ୍ତକର ମୁଖ୍ୟ ଉଦ୍ଦେଶ୍ୟ କ'ଣ ଜାଣିବା। ଗଣନା ପୁସ୍ତକ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଏହି ଗଣନା ପୁସ୍ତକର ଆଉ ଇସ୍ରାଏଲୀମାନେ ମିଶ୍ର ଦେଶରୁ ବାହାରି ଆଉ ଯାତ୍ରା କରୁଛନ୍ତି କିଣାନ ଦେଶକୁ। ଏହିପରି ଯାତ୍ରା କରିବାରେ ସମସ୍ତେ କାହିଁକି କିଣାନ ଦେଶରେ ପହଞ୍ଚି ପାରିଲେ ନାହିଁ? ମିଶ୍ରରୁ ବାହାରିଥିବା ଇସ୍ରାଏଲୀୟ ଲୋକ ସମସ୍ତେ କାହିଁକି କିଣାନ ଦେଶରେ ପହଞ୍ଚି ପାରିଲେ ନାହିଁ? ଏହା ହିଁ ଗଣନା ପୁସ୍ତକର ମୁଖ୍ୟ ଉଦ୍ଦେଶ୍ୟ। ଆମେ ଦେଖିଲୁ କେତେ ଲୋକ ବାହାରିଲେ, ଖାଲି ପୁରୁଷମାନେ ଆଉ ଅବଶିଷ୍ଟ ସ୍ତ୍ରୀମାନେ, ଛୋଟ ପିଲାମାନେ, ସେମାନଙ୍କର ହିସାବ କରାଯାଏନି, ସେମାନଙ୍କର ଜନସଂଖ୍ୟା ଗଣନା କରାଯାଏ ନାହିଁ। ଆଉ କେବଳ ଏମାନେ ହିଁ 6,03,550 ବୋଲି ଆମେ ପଢ଼ିଲେ ଗଣନା ପୁସ୍ତକ ପ୍ରଥମ ଅଧ୍ୟାୟ 46 ପଦରେ। 6 ଲକ୍ଷ ଲୋକ ବାହାରିଲେ, 6,03,550 ଲୋକ ବାହାରିଲେ କିଣାନ ଦେଶକୁ ଯିବା ପାଇଁ। ସମସ୍ତେ ପହଞ୍ଚି ପାରିଲେ ନାହିଁ। ସେଥିମଧ୍ୟରୁ କେବଳ 2 ଜଣ ହିଁ ପହଞ୍ଚିଲେ, ଜିଓସିଓ କାଲେବ। ଏମାନେ 2 ଜଣ ହିଁ ସେଥିରେ ପ୍ରବେଶ କଲେ। କାହିଁକି ଏତେ ଲକ୍ଷ ଲୋକ ବାହାରିଲେ 2 ଜଣ ହିଁ କାହିଁକି ପ୍ରବେଶ କଲେ? ସେହି ବିଷୟ ଜାଣିବାକୁ ହେଲେ ଆମେ ଗଣନା ପୁସ୍ତକର 36ଟି ଅଧ୍ୟାୟ ପଢ଼ିବାର ଅଛି। ଗଣନା ପୁସ୍ତକରେ ଥିବା 36ଟି ଅଧ୍ୟାୟ ପଢ଼ିଲେ ଆମେ ଜାଣିପାରିବା କାହିଁକି 2 ଜଣ ହିଁ ପ୍ରବେଶ କଲେ, କାହିଁକି ଲକ୍ଷ ଲକ୍ଷ ଲୋକ କିଣାନ ଦେଶରେ ପ୍ରବେଶ କରିପାରିଲେ ନାହିଁ। ଏ ବିଷୟ ଏହା ହିଁ ମୁଖ୍ୟ ଉଦ୍ଦେଶ୍ୟ। ଆଉ ଏହି ମୁଖ୍ୟ ଉଦ୍ଦେଶ୍ୟକୁ ଜଣାଉଥିବା
एक मुख्य अध्याय गणना पुस्तक आम देखा जाए। मुख्य उद्देश्य कौन? मिस्र बाहरी ए लक्ष लक्ष लोक मैंने कहीं किणान देश प्रतिज्ञात देश होता किणान देश पहुँची पारे ना। एक मुख्य उद्देश्य को जनाऊा मुख्य अध्याय गणना पुस्तक आम देखा जाए। ताहा क्यों स्थान अच्छी? मेन चैप्टर देखा जाए 14 अध्याय गणना पुस्तक 14 अध्याय 22 पद 23 पद देखो कहीं से माने पहुँची पारे ना। गणना पुस्तक 14 अध्याय 22 पद 23 पद समस्ते बाइबल खोली देखु। गणना पुस्तक 22 अध्याय 14 अध्याय 22 पद 23 पद गणना पुस्तक 14 अध्याय 22 पद 23 पद। तेबे एमानक मध्यरु जेते लोक आमर प्रताप पुणी मिस्र और प्रांतर कृत आमर चिन्ह स्वरूप कर्म देखिले 10 थर आमर परीक्षा करियछंती ओ आम रबरे अमनोयोगी होइछंती। मिस्र और प्रांतर कृत आमर चिन्ह स्वरूप कर्म देखिले आमे सदाप्रभु ईश्वर मिस्र मानक सम्मुखरे आउ प्रांतर अनेक आश्चर्य कार्य इस्राएल मानक सम्मुखरे कले। मिस्रीय मानक सम्मुखरे अनेक दंड से प्रति घटिला एमानक प्रति घटिला ना। यह गोटे आश्चर्य आउ उद्धार करवा आणला बेले सूप सागर को दुई भाग व्यक्त कले। सूप सागर को दुई भाग व्यक्त कले। यह आश्चर्य कर्म ईश्वर अनेक महत महत आश्चर्य कर्म एमानक आखि सम्मुखरे करिले मध्य एमाने देखिले मध्य 10 थर ईश्वरंकर परीक्षा कले। ईश्वर कथार अमनोयोगी हेले। ईश्वर कथा को से जमा शुणिले ना। कहीं प्रवेश करें ना कहले मुख्य उद्देश्य को जनाऊा मुख्य अध्याय हूँ 14 अध्याय 22 पद 23 पदर लेखा अच्छी। एमाने 10 थर ईश्वर को परीक्षा कले। ईश्वर कर मंगल को शीघ्र पासरी गले। ईश्वर कर उपकार को आश्चर्य कार्य को भूली गले। ईश्वर कर आश्चर्य कार्य को भूली गले 10 थर परीक्षा कले। ईश्वर को कथा शुणिले ना। से माने पूर्व पुरुष मान प्रति आम जो देश विषय शपथ करछु निश्चय एम मध्य कहीं से देश देखिपार ना कि जो मैंने आमको अवज्ञा कर देखिब ना। जे आमर कथा शुणिले ना जे आमको परीक्षा कला जे आमर अबाध्य है जे आमर आश्चर्य कार्य देखी सुधा आमको परीक्षा कले 10 थर थरे नुहे 2 थर नुह बारंबार गणना पुस्तक आम देखी था। एइथिपाई ईश्वर से प्रतिज्ञात देश जो देश ईश्वर शपथ करते से देश देवे ना से देश मैंने पहुँचे ना। ये अध्याय पढ़ले मैंने जाना। तो आहरी एक गणना पुस्तक मुख्य व्यक्ति मानकर नाम मैंने देखा। मुख्य व्यक्ति मानकर नाम होचनी मूसा प्रथम हारून मेन हीरोज मूसा हारून मरियम कोरह तापर इलियास कोरह इलियास मूसा हारून मरियम आउरी किया मानक देखा चाहते कहले मूसा हारून मरियम जियोसियो कालेब मूसा हारून मरियम जियोसियो कालेब कोरह एमाने समस्ते मुख्य व्यक्ति रूपे एम विलियम एमाने समस्ते मुख्य व्यक्ति रूपे आम गणना पुस्तक देखा जीवे। आहरी केतोटी स्थान आम देखा मुख्य स्थान गुड़िक सिन्य पर्वत स्थान कादेश होरेब मयापदा ये समस्त स्थान आम देखा जाए। तो एबे आम गणना पुस्तक मध्य को जीवा गणना पुस्तक 36 अध्याय गुड़िकर परिचय माने जानापी चेष्टा करवा। प्रिय माने गणना पुस्तक 36 अध्याय रही 36 चैप्टर्स 36 अध्याय अच्छी। तो ये 36 अध्याय मैंने बुझापी 36 अध्याय घटी घटना गुड़िक मैंने सहजरे जानापी यह मैंने मुख्यतः 3 भाग व्यक्त करवा। प्रति पुस्तक जो प्रकार मैंने आलोचना करुचे यही पुस्तक को मध्य गणना पुस्तक 36 अध्याय अच्छी से 36 अध्याय को मैंने 3 भाग व्यक्त करवा। प्रथम भाग द्वितीय भाग तृतीय भाग। प्रथम अध्याय 10 अध्याय 11 पद पर्यंत प्रथम भाग हूँ लेखिबा लोक लेखंतु प्रथम भाग हूँ प्रथम अध्याय 10 अध्याय 11 पद पर्यंत प्रथम भाग आउ पढ़ा द्वारा से कौन लेखा अच्छी कहले इस्राएल माने
କିଣାନ୍ ଦେଶକୁ ଯିବା ପାଇଁ ପ୍ରସ୍ତୁତି। ଇସ୍ରାଏଲ ମାନେ ପ୍ରତିଜ୍ଞାତ ଦେଶ ହୋଇଥିବା କିଣାନ୍ ଦେଶକୁ ଯିବା ନିମନ୍ତେ ଇସ୍ରାଏଲ ମାନଙ୍କର ଇସ୍ରାଏଲ ମାନେ ପ୍ରସ୍ତୁତ ହେଉଛନ୍ତି। କିଣାନ୍ ଦେଶକୁ ଯିବା ପାଇଁ ଯାତ୍ରା କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି। ପ୍ରଥମ ଅଧ୍ୟାୟରୁ 10 ଅଧ୍ୟାୟର 11 ପଦ ପର୍ଯ୍ୟନ୍ତ ପ୍ରଥମ ଭାଗ। ଦ୍ୱିତୀୟ ଭାଗ 10 ଅଧ୍ୟାୟର 11 ପଦ ଠାରୁ 25 ଅଧ୍ୟାୟ ପର୍ଯ୍ୟନ୍ତ ଦ୍ୱିତୀୟ ଭାଗ। 10 ଅଧ୍ୟାୟର 11 ପଦ ଠାରୁ 25 ଅଧ୍ୟାୟ ପର୍ଯ୍ୟନ୍ତ ଦ୍ୱିତୀୟ ଭାଗ। ଏଥିରେ ଆମେ କ'ଣ ଦେଖିପାରିବା କହିଲେ, ଆଉ ଯେଉଁମାନେ ହେଲେ ବାହାରିଲେ, ଯେଉଁମାନେ କିଣାନ୍ ଦେଶ ପାଇଁ ଯାତ୍ରା କଲେ, ସେମାନେ ବିଫଳ ହେଲେ କାହିଁକି? ଇସ୍ରାଏଲ ମାନେ କିଣାନ୍ ଦେଶକୁ ଯାତ୍ରା କଲା ବେଳେ ବିଫଳ ହେଲେ କାହିଁକି? କେଉଁ ପ୍ରକାର ବିଫଳ ହେଲେ ସେ ବିଷୟ 25 ଅଧ୍ୟାୟ ପର୍ଯ୍ୟନ୍ତ ଲେଖା ଅଛି, ତାହା ଦ୍ୱିତୀୟ ଭାଗ। ତୃତୀୟ ଭାଗ ହେଉଛି 26 ଅଧ୍ୟାୟ। ଗଣନା ପୁସ୍ତକ 26 ଅଧ୍ୟାୟରୁ 36 ଅଧ୍ୟାୟ ହେଉଛି ତୃତୀୟ ଭାଗ। ନୂତନ ପିଢ଼ି କିଣାନ୍ ଦେଶକୁ ଯିବା ପାଇଁ ପ୍ରସ୍ତୁତ ହେଉଛନ୍ତି। ନୂତନ ପିଢ଼ି କିଣାନ୍ ଦେଶକୁ ଯିବା ପାଇଁ ପ୍ରସ୍ତୁତ ହେଉଛନ୍ତି। ଯେହେତୁ ପୁରାତନ ପିଢ଼ି 25 ଅଧ୍ୟାୟ ବେଳକୁ ପୁରାତନ ପିଢ଼ି ନାନା ପ୍ରକାର ସେମାନେ ମୃତ୍ୟୁବରଣ କରିବେ, ପଚସା କରି କରି ମୃତ୍ୟୁବରଣ କରିବେ, ସଂହାର କରିବେ ଈଶ୍ୱର ସେମାନଙ୍କୁ। ମୃତ୍ୟୁବରଣ କଲା ପରେ ସେମାନଙ୍କ ପରେ ନେକ୍ସଟ ଜେନେରେସନ୍, ନ୍ୟୁ ଜେନେରେସନ୍, ନୂତନ ପିଢ଼ି, ଆଉ ସେଇ ନୂତନ ପିଢ଼ିମାନଙ୍କ କିଣାନ୍ ଦେଶକୁ ଯିବା ପାଇଁ ପ୍ରସ୍ତୁତି। 26 ଅଧ୍ୟାୟରୁ 36 ଅଧ୍ୟାୟ ପର୍ଯ୍ୟନ୍ତ। ପ୍ରଥମ ଭାଗରେ 1 ଅଧ୍ୟାୟରୁ 10 ଅଧ୍ୟାୟ ପର୍ଯ୍ୟନ୍ତ ଇସ୍ରାଏଲ ମାନେ କିଣାନ୍ ଦେଶକୁ ଯାତ୍ରା କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି। ଦ୍ୱିତୀୟ ଭାଗ 11 ଅଧ୍ୟାୟରୁ 25 ଅଧ୍ୟାୟ ପର୍ଯ୍ୟନ୍ତ ଯାତ୍ରା କରିବା ଏମାନେ ବିଫଳ କାହିଁକି ହେଲେ। ତୃତୀୟ ଭାଗ 26 ଅଧ୍ୟାୟରୁ 36 ଅଧ୍ୟାୟ ପର୍ଯ୍ୟନ୍ତ ନୂତନ ପିଢ଼ି, ଏମାନଙ୍କ ପରେ ନୂତନ ପିଢ଼ି କିଣାନ୍ ଦେଶକୁ ଯାତ୍ରା କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି। ତ ଏବେ ଆମେ ପ୍ରଥମ ଭାଗ, ଦ୍ୱିତୀୟ ଭାଗ, ତୃତୀୟ ଭାଗ ଅତି ସହଜରେ ଆମେ ଜାଣିବା ପାଇଁ, ବୁଝିବା ପାଇଁ ଚେଷ୍ଟା କରିବା। ପ୍ରଥମ ଭାଗ ପ୍ରଥମ ଅଧ୍ୟାୟରୁ ଆଉ 10 ଅଧ୍ୟାୟ ପର୍ଯ୍ୟନ୍ତ କେଉଁ ସବୁ ବିଷୟ ଲେଖା ଅଛି କହିଲେ, ଆଉ ଇସ୍ରାଏଲ ମାନଙ୍କର ଜନସଂଖ୍ୟା ଗଣନା ବିଷୟରେ, ଆଉ ସେମାନେ କିପରି ଯିବାର ଅଛି, ଇସ୍ରାଏଲ ମାନଙ୍କର ଜନଗଣନା। ଆମମାନଙ୍କର ମଧ୍ୟ ଦେଖନ୍ତୁ ଆଜି ବର୍ତ୍ତମାନ ମଧ୍ୟ ଆଉ ସରକାର ସମସ୍ତଙ୍କର ଜନସଂଖ୍ୟା ଗଣନା ଦରକାର, ସମସ୍ତଙ୍କର ଡିଟେଲ ଇନଫର୍ମେସନ୍ ଦରକାର ସରକାର ଚାହୁଁଅଛି। ସେ ପ୍ରକାର ଈଶ୍ୱର ମଧ୍ୟ ସେହି କାଳରେ ଇସ୍ରାଏଲ ସମସ୍ତଙ୍କର ଜଣକୁ ମଧ୍ୟ ନ ଛାଡ଼ି ସମସ୍ତଙ୍କର ସଂଖ୍ୟା ମୋତେ ଦରକାର, ସମସ୍ତଙ୍କର ନାମ ସଂଖ୍ୟା ମୋର ଦରକାର, ଡିଟେଲ୍ସ ଦରକାର ଈଶ୍ୱର ଚାହିଁଲେ। ଆଜି ବର୍ତ୍ତମାନ ଗଭର୍ଣ୍ଣମେଣ୍ଟ ଚାହୁଁଛି ସେ ପ୍ରକାର ଈଶ୍ୱର ମଧ୍ୟ ଆଉ ଜନସଂଖ୍ୟା ଗଣନା ଈଶ୍ୱର କରିବେ ଭାବିଲେ। ସେ ପ୍ରକାର ଦୁଇ ଥର ଜନସଂଖ୍ୟା ଗଣନା କରାଗଲା ଗଣନା ପୁସ୍ତକରେ। 1 ଅଧ୍ୟାୟରେ ଆଉ 26 ଅଧ୍ୟାୟରେ ଆମେ ଦେଖିଥାଉ। ପ୍ରଥମ ଅଧ୍ୟାୟରେ ଆମେ ଦେଖିଲେ ଜନସଂଖ୍ୟା ଗଣନା କରାଗଲା। କେତେ ଲୋକ କହିଲେ? 6,03,550 ଲୋକ ଜନସଂଖ୍ୟା ଗଣନା କରାଗଲା। ତାପରେ 26 ଅଧ୍ୟାୟରେ ମଧ୍ୟ ଗଣନା କରାଗଲା। ହେଲେ ଏଠାରେ ଗୋଟେ ବିଚିତ୍ର ବିଷୟ ଆମେ ଦେଖିଥାଉ। ପ୍ରଥମ ଅଧ୍ୟାୟରେ ଗଣନା କଲାବେଳେ ଗଣନା ପୁସ୍ତକରେ 6,03,550 ଲୋକ ଗଣନା କରାଗଲା। ହେଲେ 26 ଅଧ୍ୟାୟରେ ଗଣନା କଲାବେଳେ ଆଉ ଏଇ ପୁରୁଣା ଲୋକମାନେ, ଇସ୍ରାଏଲ ଲୋକମାନେ, ସେମାନଙ୍କ ମଧ୍ୟରୁ 2 ଜଣ ବିନା ଆଉ ସମସ୍ତେ ମରିଯାଇଥିବେ, ଆଉ ସମସ୍ତେ ଚାଲି ଯାଇଥିବେ। 26 ଅଧ୍ୟାୟରେ ଗଣନା କଲାବେଳେ ଜିଓସିଓ କାଲେବ ଏଇ 2 ଜଣଙ୍କର ହିଁ ଗଣନା କରାଯିବ। ପୁରାତନ ଲୋକମାନେ, ପୁରୁଣା ପିଢ଼ିମାନେ, ଆଉ ସମସ୍ତେ ନୂତନ ପିଢ଼ିର ଜନସଂଖ୍ୟା ହିଁ 26 ଅଧ୍ୟାୟରେ ଗଣନା କରାଯିବ। ପୁରାତନ ପିଢ଼ି 25 ଅଧ୍ୟାୟ ବେଳକୁ ସମସ୍ତେ ବିଭିନ୍ନ ପ୍ରକାର ବଚସା କରି ଈଶ୍ୱରଙ୍କ ବିରୁଦ୍ଧରେ, ମୋଶଙ୍କ ବିରୁଦ୍ଧରେ କେଉଁ ପ୍ରକାର ବଚସା କଲେ, କେଉଁ ପ୍ରକାର ସଂହାର ହେଲେ, ଏହି ପ୍ରକାର ସମସ୍ତେ 25 ଅଧ୍ୟାୟ ପର୍ଯ୍ୟନ୍ତ ସଂହାର ହେଲେ ଈଶ୍ୱରଙ୍କ ଦ୍ୱାରା। 2 ଜଣ ବ୍ୟକ୍ତି ହିଁ ରହିବେ, 2 ଜଣ ବ୍ୟକ୍ତି ଜିଓସିଓ କାଲେବ ରହିବେ। ଇସ୍ରାଏଲ ମାନେ ବିଭିନ୍ନ ପ୍ରକାର ଈଶ୍ୱରଙ୍କ ପାଣି ବିଷୟରେ, ଖାଦ୍ୟ ବିଷୟରେ, ମାଂସ ବିଷୟରେ ବଚସା କରି 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 ଈଶ୍ୱରଙ୍କ ବିରୁଦ୍ଧରେ, ମୋଶଙ୍କ ବିରୁଦ୍ଧରେ, ଆରୋନଙ୍କ ବିରୁଦ୍ଧରେ ବଚସା କରି ସଂହାରିତ ହୋଇଥିବେ। ସଂହାର ହେଲେ ବଚସାକାରୀ ପୁସ୍ତକ ବୋଲି ମଧ୍ୟ ଏକ ପୁସ୍ତକକୁ ରଖାଗଲା। ବଚସା ଅଧିକ ରୂପେ ଏଠାରେ ବାରମ୍ବାର ଥରକୁ ଥର ବଚସା କରିବାର ଆମେ ଏକ ଗଣନା ପୁସ୍ତକରେ ଆମେ ଦେଖିଥାଉ। ତାପରେ ଆମେ ଗଣନା ପୁସ୍ତକ ପ୍ରଥମ ଅଧ୍ୟାୟ ଗଣନା କରିବା। ଗଣନା ପୁସ୍ତକ ପ୍ରଥମ ଅଧ୍ୟାୟ ଆମେ ଦେଖିବା। ଗଣନା ପୁସ୍ତକ ପ୍ରଥମ ଅଧ୍ୟାୟ ପ୍ରଥମ ପଦ ଦ୍ୱିତୀୟ ପଦ ଦେଖିବା। ଅନନ୍ତର ଲୋକମାନେ ମିଶର ଦେଶରୁ ବାହାର ହେବାର 2ୟ ବର୍ଷର 2ୟ ମାସର ପ୍ରଥମ ଦିନରେ
ସଦାପ୍ରଭୁ ସିନୟ ପ୍ରାନ୍ତରରେ ସମାଗମ ତମ୍ବୁ ମଧ୍ୟରେ ମୋସାଙ୍କୁ କହିଲେ, ସଦାପ୍ରଭୁ ମୋସାଙ୍କୁ କହୁଛନ୍ତି, ତୁମେମାନେ ଇସ୍ରାଏଲ ସନ୍ତାନଗଣର ସମସ୍ତ ମଣ୍ଡଳର ବଂଶ ଅନୁସାରେ ଓ ପିତୃଗୃହ ଅନୁସାରେ ଓ ନାମ ସଂଖ୍ୟା ଅନୁସାରେ ପ୍ରତ୍ୟେକ ପୁରୁଷର ମସ୍ତକ ଗଣନା କର। 20 ବର୍ଷରୁ ଅଧିକ ବର୍ଷ ବୟସ୍କ ଯେତେ ପୁରୁଷ ଇସ୍ରାଏଲ ମଧ୍ୟରୁ ଯୁଦ୍ଧକୁ ଯିବାର ଯୋଗ୍ୟ, ସେମାନଙ୍କ ସୈନ୍ୟାନୁସାରେ ତୁମେ ଆରୋନ ସମସ୍ତଙ୍କୁ ଗଣନା କର। କାହାକୁ ହେଲେ ଛାଡ଼ୁନାହାନ୍ତି, ସମସ୍ତଙ୍କର ଗଣନା ଈଶ୍ୱରଙ୍କୁ ଦରକାର। ସମସ୍ତଙ୍କୁ ଗଣନା କର, 20 ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ଲୋକମାନଙ୍କର। ଏ ପ୍ରକାର ଗଣନା କରୁଛନ୍ତି, ତାହା ମାନେ ଦେଖିଥାଉ। ଆଉ 20 ପଦ ମାନେ ଦେଖିଲେ, ଇସ୍ରାଏଲର ଜ୍ୟେଷ୍ଠ ପୁତ୍ର ଯେ ରୁବେନ, ତାହାର ସନ୍ତାନ ଗଣ। 22 ପଦ ସିମିୟନ ସନ୍ତାନ ଗଣ ମଧ୍ୟରୁ ତାହାର ବଂଶ। 26 ପଦ ଗାଦ ସନ୍ତାନ ଗଣ। 25 ପଦ ଗାଦ ବଂଶର। ଜିହୁଦା ସନ୍ତାନ ଗଣର 26 ପଦ। 28 ପଦ ଇସାକର ସନ୍ତାନର ବଂଶ। 30 ସୁବୁଲୁନ। 32 ଯୋସେଫ। ଆଉ 34 ମନୋସି ସନ୍ତାନର ବଂଶ। ଏହି ପ୍ରକାରେ ସମସ୍ତଙ୍କର ବଂଶ, ସମସ୍ତଙ୍କର 12 ଗୋଷ୍ଠୀ, ସମସ୍ତଙ୍କର ବଂଶ ସଂଖ୍ୟା ଗଣନା କରିବାକୁ ଲାଗିଲେ, ଗଣନା କରୁଛନ୍ତି। ତାପରେ ଏହି ପ୍ରକାର ଆମେ 45 ପଦ ଦେଖିଲେ, 1 ଅଧ୍ୟାୟ 45 ପଦ। ଏହି ରୂପେ ଇସ୍ରାଏଲ ସନ୍ତାନଗଣ ଆପଣା ଆପଣା ପିତୃଗୃହ ଅନୁସାରେ ଇସ୍ରାଏଲ ମଧ୍ୟରୁ ଯୁଦ୍ଧକୁ ଯିବା ଯୋଗ୍ୟ 20 ବର୍ଷରୁ ଅଧିକ ବର୍ଷ ବୟସ୍କ ଲୋକମାନଙ୍କର ଗଣିତ ହେଲେ। 20 ବର୍ଷରୁ ଅଧିକ ବର୍ଷ ହୋଇଥିବ ସେମାନଙ୍କର ହିଁ ଗଣନା କରାଯାଉଥିଲା। ଏହିସବୁ ଗଣିତ ଲୋକମାନଙ୍କ ସଂଖ୍ୟା 6,03,550 ଜଣ। 20 ବର୍ଷରୁ ଅଧିକ ବୟସ୍କ ସେମାନଙ୍କ ଜନସଂଖ୍ୟା ଗଣନା କଲେ 6,03,550 ବୋଲେ ଜନସଂଖ୍ୟା ଗଣନା କଲେ। ମାତ୍ର ଲେବୀୟମାନେ ଆପଣା ପିତୃବଂଶାନୁସାରେ ସେମାନଙ୍କ ମଧ୍ୟରେ ଗଣାଗଲେ ନାହିଁ। 12 ଗୋଷ୍ଠୀ ଥିଲେ ଇସ୍ରାଏଲ ମାନଙ୍କ ମଧ୍ୟରୁ, 11 ଗୋଷ୍ଠୀ ହିଁ ଗଣାଗଲେ। 11 ଗୋଷ୍ଠୀର ଜନସଂଖ୍ୟା ଗଣନା କରାଗଲା। ଲେବୀୟମାନଙ୍କର ସଂଖ୍ୟା ଗଣନା କରାଗଲା ନାହିଁ। ଲେବୀୟମାନଙ୍କୁ ବାଦ ଦେଲେ ଆଉ ଅବଶିଷ୍ଟ 11 ଗୋଷ୍ଠୀର ଜନସଂଖ୍ୟା ଗଣନା କରାଯାଇଅଛି। ଲେବୀୟମାନଙ୍କର ସଂଖ୍ୟା ଗଣନା କରାଯାଇ ନାହିଁ। ଏହା ଆମମାନଙ୍କୁ ପ୍ରଥମ ଅଧ୍ୟାୟରେ ଆମମାନଙ୍କୁ ଦେଖାଯାଉଅଛି। ଏବେ ଏମାନଙ୍କ ସହିତ ପ୍ରଥମ ଅଧ୍ୟାୟରେ ଆମେ ଦେଖାଯାଉଛି। ତାପରେ ଦ୍ୱିତୀୟ ଅଧ୍ୟାୟକୁ ଆମେ ଦେଖିଲେ ଛାଉଣିର ପ୍ରସ୍ତୁତି। ଅନନ୍ତର ସଦାପ୍ରଭୁ ମୋସାଙ୍କୁ ଆରୋନଙ୍କୁ କହିଲେ, ଏହି ଦ୍ୱିତୀୟ ଅଧ୍ୟାୟ ସାରା ଆମେ ଦେଖିଲେ। ଆଉ ଦ୍ୱିତୀୟ ଅଧ୍ୟାୟରେ ଈଶ୍ୱର ଡିସିପ୍ଲିନ୍, ଈଶ୍ୱର ଭାରି ଷ୍ଟ୍ରିକ୍ଟ ଏମାନଙ୍କୁ ଦେଖାଯାଆନ୍ତି। ପୂର୍ବେ କହିଲେ ଯାତ୍ରା ପୁସ୍ତକରେ ଏମାନେ ଯାତ୍ରା କଲାବେଳେ ଈଶ୍ୱର ଏମାନଙ୍କ ସହିତ ନଥିଲେ, ମାତ୍ର ଏବେ ଈଶ୍ୱର ଏମାନଙ୍କ ସହିତ ଅଛନ୍ତି। ଈଶ୍ୱରଙ୍କ ନିୟମ ସିନ୍ଧୁକ ଆବାସ ଏମାନଙ୍କ ମଧ୍ୟରେ ଅଛି। କେତେବେଳେ ନା ଯାତ୍ରା ପୁସ୍ତକରେ 25 ଅଧ୍ୟାୟରେ ଆମେ ଦେଖିଲେ, 19 ଅଧ୍ୟାୟରେ ଆମେ ଦେଖିଲେ, ଆଉ ସିନିୟ ପର୍ବତ ଉପରକୁ ମୋସା ଯିବାର, ମୋସାଙ୍କୁ ଈଶ୍ୱର ଆଜ୍ଞା ନିୟମ ଦେବାର, ମୋସା ତଳକୁ ଆସି ଇସ୍ରାଏଲ ମାନଙ୍କୁ ଦେବାର, ଇସ୍ରାଏଲ ମାନେ ହଁ ଆମେ ଏହିସବୁ ଆଜ୍ଞା ଅନୁସାରେ ପାଳନ କରିବୁ, ଆଜ୍ଞା ଅନୁସାରେ ବଞ୍ଚିବୁ, ଈଶ୍ୱରଙ୍କର କଥା ଶୁଣିବୁ ବୋଲି କହିଲେ। ତାପରେ 25 ଅଧ୍ୟାୟରେ ଈଶ୍ୱର ଇସ୍ରାଏଲ ମାନଙ୍କୁ ମୋ ପାଇଁ ଗୋଟିଏ ଆବାସ, ଗୋଟିଏ ତମ୍ବୁ ନିର୍ମାଣ କର, ଗୋଟିଏ ପବିତ୍ର ସ୍ଥାନ ନିର୍ମାଣ କର ମୁଁ କହିବା ଅନୁସାରେ, ଆଉ ସେଥିରେ ମୁଁ ତୁମ ସହିତ ବାସ କରିବି। ଯେହେତୁ ତୁମେ ମୋର କଥା ଶୁଣୁଛ, ତୁମେ ମାନେ ପବିତ୍ର ରୂପେ ରୁହ, ମୁଁ ତୁମ ସହିତ ବାସ କରିବି ବୋଲି କହିଲେ। ସେହି ପ୍ରକାରେ 40 ଅଧ୍ୟାୟରେ ଆମେ ଦେଖିଲେ ଏମାନେ ଆବାସକୁ ସମ୍ପୂର୍ଣ୍ଣ କଲେ। ନିୟମ ସିନ୍ଧୁକ ବା ଆବାସକୁ ଏମାନେ ସମ୍ପୂର୍ଣ୍ଣ କଲା ପରେ ଏଥର ଈଶ୍ୱର କହିଲେ, ମୁଁ ତୁମ ସହିତ ହିଁ ରହିବି। ତୁମେ ଯେଉଁ ଯେଉଁ ସ୍ଥାନକୁ ଯାତ୍ରା କରିବ ମୁଁ ତୁମ ଆଗରେ ରହିବି, ତୁମ ସହିତ ହିଁ ରହିବି ବୋଲି କହିଲେ। ଏଥର ଏମାନେ ଆଉ ଲେବୀୟ ପୁସ୍ତକରେ ଆମେ ଦେଖିଲେ ଏମାନଙ୍କୁ ବିଭିନ୍ନ ପ୍ରକାର ନିୟମ ଆପଣଙ୍କୁ ପବିତ୍ର କରିବା ପାଇଁ। ତାପରେ ଏବେ ଏମାନଙ୍କର ଯାତ୍ରା ଆରମ୍ଭ ହେଲା। ତ ଏମାନେ ଯାତ୍ରା କଲାବେଳେ କିପରି ରହିବାର ଅଛି, କେତେ ଡିସିପ୍ଲିନ୍ ଭାବେ ରହିବାର ଅଛି, ସେଇ ସବୁ ବିଷୟ 2 ଅଧ୍ୟାୟରେ ଲେଖା ଅଛି। ପ୍ରିୟମାନେ 2 ଅଧ୍ୟାୟରେ ଈଶ୍ୱରଙ୍କ ଡିସିପ୍ଲିନ୍ ଏମାନଙ୍କୁ ଦେଖାଯାଏ। ଏଇ ଛାଉଣି ତୁମେ ଧରିକି ଯାଉଛ, ଏବେ ତୁମେ ଈଶ୍ୱର ତୁମ ସହିତ ଯାଉଛନ୍ତି, ଲକ୍ଷ ଲକ୍ଷ ଲୋକମାନେ ଯାଉଛନ୍ତି। ଏମାନେ ଈଶ୍ୱର ମଧ୍ୟ ଏମାନଙ୍କ ସହିତ, ଈଶ୍ୱରଙ୍କ ଆବାସ ଏମାନେ ଧରିକି ଯାଉଛନ୍ତି। ଏମାନେ କେତେ ଜାଗ୍ରତ ରହିବାର ଅଛି, ଏ ସମସ୍ତ ବିଷୟ 2 ଅଧ୍ୟାୟରେ ଆମେ ପଢ଼ିଥାଉ। ଏବେ ଦେଖନ୍ତୁ, ଆମେ ଗୋଟେ ରୋଡ଼ ଉପରେ 100 ଜଣ ଲୋକ ଗଲେ, ଆଉ 100 ଜଣ ଲୋକ ଯଦି ଆମେ ଯାଉ, ତାହେଲେ ଆମେ ମନିଛେ ଗଲେ ଆଉ ରୋଡ଼ ସାରା 100 ଜଣ ଲୋକ ଦ୍ୱାରା କଭର ହୋଇଯିବ।
मात्र गोटे लाइन रे आम जीवार अच्छी से प्रकार ये 6 लाख लोक मैंने जो आड़े से आड़े गले निज इच्छा अनुसार किपर हम गोटे सिस्टमेटिक भाव में जीवार अच्छी तो से सिस्टमेटिक कौन ईश्वर कहले क्यों प्रकार जीवार अच्छी क्यों मैंने छाउनी धरबार अच्छी क्यों मैंने तंबू को बहन करार अच्छी क्यों मैंने आगरे रही अच्छी क्यों मैंने पचर रही अच्छी क्यों मैंने दक्षिण पार्श्व रही अच्छी क्यों मैंने बाम पार्श्व रही अच्छी ये समस्त इंस्ट्रक्शन एठार देला मैंने देखिपारू मैंने देखिले मिलिटारी आर्मी रे अधिक डिसिप्लिन थाए हेले ईश्वर सेमानक अपेक्षा सेमानक डिसिप्लिन अपेक्षा ईश्वर डिसिप्लिन अधिक रूपे आम एक अध्याय मैंने देखी था ईश्वर डिसिप्लिन अधिक ईश्वर भारी स्ट्रिक्ट पर आम देखा जाउछंती ईश्वर क्यों विषय हो यात्रा विषय हो खाद्य विषय हो समय विषय हो ईश्वर स्ट्रिक्ट बेसी देखु आदि पुस्तक ईश्वर प्रथम दिन में यह करार अच्छी द्वितीय दिन में यह करार अच्छी तृतीय दिन में यह करार अच्छी तृतीय चतुर्थ दिन में यह करार अच्छी एपरी षष्ठ दिन भितर मुझे कंप्लीट करदेबार अच्छी षष्ठ दिन में कंप्लीट करने पर्यंत से विश्राम नेले ना बोली लेखा अच्छी माने ईश्वर केते स्ट्रिक्ट आम देखा जाउछंती ईश्वर को नाम अन्य नाम ही प्रशिक्षण ईश्वर केते डिसिप्लिन ताको नाम ईश्वर भारी स्ट्रिक्ट आउ से समस्त विषय 2 अध्याय आम देखा जाउछि तेणु ईश्वर को विषय कौन सी मनुष्य अपना चिंताधारा में ईश्वर को भूल धरी पार ना आज अनेक लोक ईश्वर नहांती ईश्वर को शक्ति ना ईश्वर कार्य करूना विभिन्न प्रकार ये सब विषय आपे आपे जात है विभिन्न प्रकार कहीदे मात्र ईश्वर को आम चिंताधारा में ईश्वर को भूल धरी पार ना सी भारी स्ट्रिक्ट तो 3 अध्याय मैंने देखिले आउ 3 अध्याय ईश्वर एक नियम सिंधुक जेहेतु तुम मध्य अच्छी ता क्यों मैंने बहन करार अच्छी आउ से दायित्व क्या किए नब से एक भार क्या क्यों मैंने चारिपार्श्व रहीबार अच्छी क्यों मैंने सामग्री सबू धरबार अच्छी किपर जीवार अच्छी सब विषय 3 अध्याय लेखा जाऊँगी आम देखिले 3 अध्याय 5, 6, 7, 8 पद अनंतर सदाप्रभु मूसा को कहले तुम्हें लेव्य वंश को हाणी हारण सम्मुखें उपस्थित कराओ लेव्य माने ही छाउनी धरबार अच्छी लेव्य माने आसबार अच्छी आमे से आवासर सेवा कर्म करने निमंते समागम तंबू सम्मुखें ताहार समस्त मंडली रक्षणीय रक्षा करेंगे आवासर सेवा कर्म करने निमंते लेव्य माने ईश्वर मनोनीत कले आवासर सेवा कर्म करने निमंते समागम तंबुर समस्त द्रव्य इस्राएल संतानगण रक्षणीय रक्षा हेबर से प्रकार आम 3 अध्याय 15 पद देखू अपना अपना पितृगृह अपना अपना वंश अनुसार लेव्य संतानगण को गणना कर तुम्हें 1 मासर अधिक वयस्क समस्त पुरुष गणना कर लेव्य मान गणना कर लेव्य मान तो ये मूसा आज्ञा प्रमाण सदाप्रभु वाक्य अनुसार लेव्य मान गणना कले अपना अपना नामानुसार एमाने लेवीर पुत्र गण गेर्सन कहात मरारी क्यों माने साक्ष्य सिंधक बहन करार अच्छी क्यों माने साक्ष्य सिंधकर चारिपार्श्व रहीबार अच्छी ये समस्त विषय 3 अध्याय कहते क्यों माने गेर्सन कहात मरारी यार दक्षिण पार्श्व उत्तर पार्श्व और पश्चिम पार्श्व पूर्व पार्श्व कहीं रहीबार अच्छी लेव्य पुत्रगण रहीबार अच्छी बोली से नाम उल्लेख कर गेर्सन कहात और मरारी तापर 3 अध्याय 23 पद देखु गेर्सनीय वंश पश्चिम दिगरे आवासर पश्चात भाग में चाउणी स्थापन कर एक विषय आपण मैंने बुझा निमंते गोटे मैप आम देखा गोटे मैप आम देखा साक्ष्य सिंधुक चारिपार्श्व किपरि लेव्य संतानगण मैंने रहीबार अच्छी क्यों प्रकार 12 गोष्ठी मान किए किए रहीबार अच्छी आ से समस्त विषय 3 अध्याय से कहते आ से विषय मैंने देखिले देखु डायग्राम क्यों माने पूर्व दिग रहीबार अच्छी क्यों माने पश्चिम रहीबार अच्छी साक्ष्य सिंधुक मझिरे अच्छी क्यों माने दक्षिण दिगरे आगरे किए रहीबार अच्छी पछरे किए रहीबार अच्छी एठारे कहते गेर्सन लेवी पुत्र माने गेर्सन से माने रहीबार अच्छी तो एक डायग्राम रे मैंने देखिले माने जानी परिबा साक्ष्य सिंधुक मझिरे अच्छी
ଆଗରେ କିଏ ରହିବାର ଅଛି, ଆଉ ଚାରିପାର୍ଶ୍ୱରେ କେଉଁମାନେ ରହିବାର ଅଛି, କେତେ ଜାଗ୍ରତରେ ତାହା ବହନ କରିବାର ଅଛି, ସମସ୍ତ ବିଷୟ ଆଉ 3 ଅଧ୍ୟାୟରେ ଲେଖାଯାଇଅଛି। ଆଉ ସେଇ ଏକ ବିଷୟ ମାନେ ଏକ କାଗଜ ଏକ ଡାଇଗ୍ରାମ ଦ୍ୱାରା ଆମେ ଦେଖିଲେ। ତ ଆମେ 3 ଅଧ୍ୟାୟ 27 ପଦ 28 ପଦ ମଧ୍ୟ ଦେଖିବା। ଆଉ କହାତ ଠାରୁ ଅମ୍ରମୀୟ ବଂଶ ଓ ଜିସ୍‌ହରୀୟ ବଂଶ ଓ ହିବ୍ରୋନୀୟ ବଂଶ ଉସିଏଲୀୟ ବଂଶ ଉତ୍ପନ୍ନ ହେଲେ। ଏହା ମାନେ କହତୀୟ ବଂଶ ବିଷୟରେ କହୁଛନ୍ତି। ତାପରେ ସେଇ ପ୍ରକାରେ ଆଉ ଏଇ ଏକ ଆବାସ, ଯଦି ଏମାନେ ଆବାସ ଉପରକୁ ମେଘ ଯଦି ଆବାସ ଉପରୁ ନିଆଗଲା ତାହେଲେ ଯାତ୍ରା କରିଲେ କେଉଁ ପ୍ରକାର ଯାତ୍ରା କରିବ? ଆଉଥରେ ଯାତ୍ରା ମେଘ ଆବାସ ଉପରକୁ ମେଘ ଆସିଲେ ପୁନର୍ବାର ଯାତ୍ରା ବନ୍ଦ କଲେ ବି ଷ୍ଟ୍ରିକ୍ଟ ରୁଲ୍ ପୁରା ସେଠାରେ କହିବାର ଆମେ ଦେଖିଥାଉ। 3 ଅଧ୍ୟାୟ ସାରା ଆମେ ଦେଖିଲେ ଆଉ ଜାଣିଥାଉ। ଏବେ ଆମେ 3 ଅଧ୍ୟାୟ 38 ପଦ ଥରେ ଦେଖୁ। ପୁଣି ଯେଉଁମାନେ ଆବାସର ପୂର୍ବ ଦିଗର ସମାଗମ ତମ୍ବୁ ସମ୍ମୁଖରେ ସୂର୍ଯ୍ୟୋଦୟ ଆଡ଼େ ଛାଉଣି ସ୍ଥାପନ କରିବେ। ପୂର୍ବ ଦିଗରେ ଇଷ୍ଟ ସାଇଡ଼୍ କିଏ ରହିବାର ଅଛି, ୱେଷ୍ଟରେ କିଏ ରହିବାର ଅଛି, ନର୍ଥରେ କିଏ ରହିବାର ଅଛି, ସାକ୍ଷ୍ୟ ସିନ୍ଧୁକର ଇଷ୍ଟରେ କିଏ ରହିବାର ଅଛି। ଏ ପ୍ରକାର ଦେଖନ୍ତୁ ସୂର୍ଯ୍ୟୋଦୟ ଆଡ଼େ ଛାଉଣ ସ୍ଥାପନ କରିବେ। ସେମାନେ ମୋଶା ଓ ଆରୋନ ଓ ତାହାର ପୁତ୍ରଗଣ। ମୋଶା ଆମେ ଦେଖିଲେ, ଆଉ ମୋଶା ଆରୋନ ଆଉ ତାହାର ପୁତ୍ରଗଣ ସାକ୍ଷ୍ୟ ସିନ୍ଧୁକର ପୂର୍ବ ଦିଗରେ ଅଛନ୍ତି। ସାକ୍ଷ୍ୟ ସିନ୍ଧୁକର ପୂର୍ବ ଦିଗରେ ମୋଶା ଆରୋନ ଆଉ ଯଦି ସମ୍ଭବ ହୁଏ ଏହା ଫଟୋ କାଢ଼ି ଅପଲୋଡ଼ କରିବା। ତ ଏହି ପ୍ରକାରେ ସାକ୍ଷ୍ୟ ସିନ୍ଧୁକ ଚାରିପାର୍ଶ୍ୱରେ କେଉଁମାନେ ରହିବାର ଅଛି ଏକ 3 ଅଧ୍ୟାୟ ସାରା ମାନେ ଦେଖିପାରୁ। ଆଉ ଏଇ ସାକ୍ଷ୍ୟ ସିନ୍ଧୁକ କେଉଁମାନେ ବହନ କରିବାର ଅଛି କହିଲେ, ଆଉ ଗଣନା ପୁସ୍ତକ 4 ଅଧ୍ୟାୟ 15 ପଦରେ ଆମେ ଦେଖୁ। ଗଣନା ପୁସ୍ତକ 4 ଅଧ୍ୟାୟ 15 ପଦ, ଏହି ରୂପେ ଛାଉଣି ଅଗ୍ରସର ହେବା ବେଳେ ହାରୋନ ଓ ତାଙ୍କର ପୁତ୍ରଗଣ ପବିତ୍ର ସ୍ଥାନ ସମସ୍ତ ଦ୍ରବ୍ୟ ଢାଙ୍କିବାରେ ଶେଷ କଲା ଉତ୍ତାରେ କହାତ ସନ୍ତାନଗଣ ତାହା ବହିବା ପାଇଁ ଆସିବେ। ମାତ୍ର ସେମାନଙ୍କ ମୃତ୍ୟୁ ଯେପରି ନ ହୁଏ ଏଥିପାଇଁ ସେମାନେ ପବିତ୍ର ସ୍ଥାନ ସ୍ପର୍ଶ କରିବେ ନାହିଁ। କହାତ ସନ୍ତାନଗଣ ସାକ୍ଷ୍ୟ ସିନ୍ଧୁକ ବହନ କରିବାର ଅଛି, ସେଥିରେ ମଧ୍ୟ ଜାଗ୍ରତ ଅବଲମ୍ବନ କରିବାର ଅଛି, ନହେଲେ ସେମାନଙ୍କର ମୃତ୍ୟୁ ଘଟିବ ବୋଲି କହୁଛନ୍ତି। କହାତ ସନ୍ତାନଗଣ ବହନ କରିବାର ଅଛି। କହାତ ସନ୍ତାନଗଣ ଜାଗ୍ରତ ସହକାରେ ସମାଗମ ତମ୍ବୁକୁ କହାତ ସନ୍ତାନଗଣ ଭାର ହବ, ସେମାନେ ଅତି ଜାଗ୍ରତ ସହକାରେ ବହନ କରିବାର ଅଛି। ମାନେ ଏଠାରେ ଆମେ ଦେଖିଲେ 3 ଅଧ୍ୟାୟ 4 ଅଧ୍ୟାୟରେ ଯାହାର କାର୍ଯ୍ୟ ତାହାକୁ ଈଶ୍ୱର ଡିଭାଇଡ଼ କରିକି ଦେଇଦେଲେ। ତୁମମାନେ ଏଇ ସ୍ଥାନରେ ରହିବାର ଅଛି, ତୁମମାନେ ଏଇ ସ୍ଥାନରେ ରହିବାର ଅଛି, ଆଗକୁ ଏହିପରି ରହିବାର ଅଛି, ବହନ କରିବାର ଅଛି, ତୁମେ ଜାଗ୍ରତରେ ବହନ କରିବାର ଅଛି। ଏ ପ୍ରକାର ପ୍ରତ୍ୟେକଙ୍କୁ ଆପଣ କାର୍ଯ୍ୟ ଡିଭାଇଡ଼ କରି ଦେଇଦେଲେ। ଏଇ କାର୍ଯ୍ୟ ତୁମେ କରିବାର ଅଛି, ସେଇ କାର୍ଯ୍ୟ ତୁମେ କରିବାର ଅଛି। ତାପରେ ଲେଭି ପୁତ୍ରଗଣ ବିଷୟରେ 4 ଅଧ୍ୟାୟ 1 ପଦ, ମୋଶା ଆରୋନଙ୍କୁ କହିଲେ, ତୁମମାନେ ଲେଭି ସନ୍ତାନଗଣ ମଧ୍ୟରୁ କହାତ ସନ୍ତାନଗଣର ବଂଶ ଓ ପିତୃଗୃହ ଅନୁସାରେ 30 ବର୍ଷ ବୟସ୍କ ଠାରୁ 50 ବର୍ଷ ବୟସ୍କ ପର୍ଯ୍ୟନ୍ତ ଯେଉଁମାନେ ସମାଗମ ତମ୍ବୁରେ କାର୍ଯ୍ୟ କରିବାକୁ ସେବକ ଶ୍ରେଣୀଭୁକ୍ତ ହୁଅନ୍ତି ସେମାନଙ୍କୁ ଗଣନା କର। ଏଥିରେ ମଧ୍ୟ ଏଜ୍ ଲିମିଟ୍ ଅଛି 30ରୁ 50 ବର୍ଷ। କାହିଁକି 30ରୁ 50 ବର୍ଷ କହିଲେ, ଆଉ ସେମାନେ ମଧ୍ୟ ଲେବୀୟ ସନ୍ତାନଗଣ ମଧ୍ୟରୁ କହାତ ସନ୍ତାନଗଣ ବଂଶ ମଧ୍ୟରୁ ଲେବୀୟ ବଂଶ ମଧ୍ୟରୁ କହାତ ବଂଶ ମଧ୍ୟରୁ ହୋଇଥିବାର ଅଛି। 30ରୁ 50 ବର୍ଷ କାହିଁକି ସିଲେକ୍ଟ କଲେ କହିଲେ, ଆଉ ଆବାସ ବହନ କରିବାର ଅଛି। ଆବାସକୁ ଯଦି ଆବାସ ଉପରକୁ ମେଘ ଯଦି ଆସେ ତାହେଲେ ଆବାସକୁ ଫଟାଫଟ ଓହ୍ଲାଇ ଆଉ ସାଇଜ୍ ଅତି ଜାଗ୍ରତ ସହକାରେ ସେଥିରେ ଥିବା ସାମଗ୍ରୀ ସବୁ କାଢ଼ି ଆଉଥରେ ସାଇଜ୍ କରି ରଖି ଆଉଥରେ ରଖିବାର ଅଛି। ଆଉଥରେ ଯାତ୍ରା କଲାବେଳେ ଆଉଥରେ ସବୁ ସାଇଜ୍ କରି ଆଉଥରେ ସବୁ ଧରି ଯାତ୍ରା କରିବାର ଅଛି। এই ସମସ୍ତ କରିବାକୁ ହେଲେ ସେଇ ଲୋକମାନଙ୍କର ବଳ ଥିବାର ଅଛି। ଆଉ 30 ବର୍ଷରୁ 50 ବର୍ଷର ଲୋକମାନଙ୍କର ବଳ ଥିବ, ତାପରେ ଆଉ ବଳ ହ୍ରାସ ହୋଇଯିବ, ଆଉ ସେମାନେ ଏଇସବୁ ଭାର ବହନ କରିପାରିବେ ନାହିଁ। ତ 30 ବର୍ଷରୁ 50 ବର୍ଷ ବୟସ ହୋଇଥିବାର ବୋଲି ଏଜ୍ ଲିମିଟ୍ ମଧ୍ୟ ଆଉ ରଖିଲେ। ତାପରେ 5 ଅଧ୍ୟାୟରୁ 10 ଅଧ୍ୟାୟ ପର୍ଯ୍ୟନ୍ତ ଆମେ ଦେଖୁ। 5 ଅଧ୍ୟାୟରୁ 10 ଅଧ୍ୟାୟ ପର୍ଯ୍ୟନ୍ତ ଆମେ ଦେଖିଲେ ଇସ୍ରାଏଲମାନଙ୍କୁ ପବିତ୍ର କରିବା ବିଷୟରେ। ଆଉ 5 ଅଧ୍ୟାୟରେ ଅଶୁଚି ବ୍ୟକ୍ତି ସମ୍ପର୍କୀୟ ବିଧି ବିଷୟରେ ଲେଖା ଅଛି। ସେହି ପ୍ରକାର 6 ଅଧ୍ୟାୟରେ ନାସରୀୟ ବ୍ରତ ଆପଣାକୁ ପବିତ୍ର ରୂପେ ରଖିବାର, ପୃଥକ କରି ରଖିବାର ସେହି ବିଷୟରେ। ଆଉ 7 ଅଧ୍ୟାୟରେ ଆବାସ ସ୍ଥାପନାର୍ଥେ ନୈବେଦ୍ୟ, ଆଉ ଯେଉଁମାନେ ହେଲେ ନୈବେଦ୍ୟ ଆଣୁଛନ୍ତି ଆଉ ସେ ନୈବେଦ୍ୟ
ପ୍ରଧାନ ପ୍ରଧାନ ମାନେ ନୈବେଦ୍ୟ ଆଣିଲେ ତା ଲେବୀୟ ସନ୍ତାନ ଗଣ ହିଁ ଆଉ ସେମାନଙ୍କ ମଧ୍ୟରେ ବାଣ୍ଟିବେ। ଆଉ ସେଇ ବିଷୟ 2 ଅଧ୍ୟାୟ 2 ପଦ 3 ପଦରେ ମୋତେ ଲେଖା ଅଛି, ସେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନୈବେଦ୍ୟ ନିମନ୍ତେ 6 ଗୋଟି ଆଚ୍ଛାଦିତ ପ୍ରଧାନ ଗଣ ନୈବେଦ୍ୟ ଦାନ କଲେ। ଏମାନେ ବଂଶ ସମୂହର ଅଧିପତି ଥିଲେ ଓ ଗଣିତ ଲୋକମାନଙ୍କ ଉପରେ ନିଯୁକ୍ତ ଥିଲେ। ଆଉ ଲେବୀୟ ସନ୍ତାନ ଗଣ ହିଁ ଏମାନେ ଭାଗ ବାଣ୍ଟି ନେବେ। ଆଉ ସେ ନୈବେଦ୍ୟ ଯେହେତୁ ଏମାନେ ଲେବୀୟ ସନ୍ତାନ ଈଶ୍ୱରଙ୍କ ଆବାସର ସେବା କର୍ମରେ ଏମାନେ ଅଛନ୍ତି, ତ ଏମାନେ ବାଣ୍ଟିକି ଏମାନେ ହିଁ ତାହା ନେବେ ବୋଲି ଲେଖା ଅଛି 7 ଅଧ୍ୟାୟରେ। ତାପରେ 8 ଅଧ୍ୟାୟରେ ଆମେ ଦେଖିଲେ 12 ଗୋଷ୍ଠୀର ଲେବୀୟମାନଙ୍କ ମଧ୍ୟରୁ 12 ଗୋଷ୍ଠୀରେ ଲେବୀୟ ଗୋଷ୍ଠୀକୁ ପୃଥକ କଲେ। 8 ଅଧ୍ୟାୟରେ ଆମେ ଦେଖିଥାଉ 8 ଅଧ୍ୟାୟରେ 12 ଗୋଷ୍ଠୀ ଲୋକମାନଙ୍କ ମଧ୍ୟରୁ ଲେବୀୟ ଗୋଷ୍ଠୀକୁ ପୃଥକ କଲା ପରେ ଆମେ ଦେଖିଥାଉ। ଆଉ ଲେବୀୟ ଗୋଷ୍ଠୀ କେବଳ ଆମର ସେବା କାର୍ଯ୍ୟ କରିବାର ଅଛି ବୋଲି ଈଶ୍ୱର। 8 ଅଧ୍ୟାୟ 5 ପଦ, ଅନନ୍ତର ସଦାପ୍ରଭୁ ମୋସାଙ୍କୁ କହିଲେ, ତୁମେ ଇସ୍ରାଏଲ ସନ୍ତାନଗଣ ମଧ୍ୟରୁ ଲେବୀୟମାନଙ୍କୁ ନେଇ ସୂଚୀ କର। ସେମାନଙ୍କୁ ସୂଚୀ କରିବା ନିମନ୍ତେ ଏହି ରୂପେ କରିବ, ସେମାନଙ୍କ ଉପରେ ପାପାର୍ଥକ ଜଳ ପ୍ରକ୍ଷେପ କର ଓ ସେମାନେ ଆପଣା ଆପଣାର ସମସ୍ତ ଶରୀରରେ କ୍ଷୀର ଚଳାନ୍ତୁ ଓ ସେମାନେ ଆପଣା ଆପଣା ବସ୍ତ୍ର ଧୋଇ ଆପଣା ଆପଣାକୁ ସୂଚୀ କରନ୍ତୁ। ଲେବୀୟମାନେ ମୋ କାର୍ଯ୍ୟ ହିଁ କରିବାର ଅଛି, ସେମାନେ ପୃଥକ ହୁଅନ୍ତୁ, ସେମାନେ ମୋ କାର୍ଯ୍ୟ ହିଁ କରିବେ। ତାପରେ 26 ପଦ 25 ପଦ 26 ପଦ ଯଦି ଦେଖ, ମାନେ ଲେବୀୟମାନଙ୍କ ବିଷୟରେ ଏହି ବ୍ୟବସ୍ଥା 25 ବର୍ଷ ବୟସରୁ ଲେବୀୟମାନେ ସମାଗମ ତମ୍ବୁରେ ସେବା କର୍ମ କରିବା ନିମନ୍ତେ ସେବକ ଶ୍ରେଣୀଭୁକ୍ତ ହେବେ। ସେବା କର୍ମ କରିବେ ଲେବୀୟମାନେ। ପୁଣି ସେମାନେ 50 ବର୍ଷ ବୟସ୍କ ହେଲେ ସେବା କର୍ମରୁ ନିବୃତ୍ତ ହୋଇ ଆଉ ସେବା କରିବେ ନାହିଁ। ତଥାପି ସେମାନେ ରକ୍ଷଣୀୟ ରକ୍ଷା କରିବାରେ ସମାଗମ ତମ୍ବୁରେ ଆପଣା ଭ୍ରାତା ସହିତ ସେବା କର୍ମ କରିବେ। 25ରୁ 50 ବର୍ଷ ଆଉ ଲେବୀୟମାନେ ସମାଗମ ତମ୍ବୁରେ କାର୍ଯ୍ୟ କରିବେ। 50 ବର୍ଷ ପରେ ସେମାନଙ୍କର ବଳ ହ୍ରାସ ହୋଇଯାଏ, ତ ସେମାନେ ସେଇ କାର୍ଯ୍ୟ ନ କରି ଆଉ ସେମାନଙ୍କ ଭାଇମାନଙ୍କୁ ଯେଉଁମାନେ ହେଲେ ସେ କାର୍ଯ୍ୟରେ ଥିବେ ସେମାନଙ୍କୁ ଇନଷ୍ଟ୍ରକ୍ସନ୍ ଦେବେ। ଯେହେତୁ ପୁରୁଣା ଲୋକ ଏମାନେ ଜାଣନ୍ତି, ଆଉ ସେସବୁ ବିଷୟରେ ସେମାନଙ୍କୁ ଇନଷ୍ଟ୍ରକ୍ସନ୍ ଦେବେ ଏମାନେ 50 ବର୍ଷ ପରେ କହି ଏ 8 ଅଧ୍ୟାୟରେ ଲେଖା ଅଛି। ତାପରେ 9 ଅଧ୍ୟାୟରେ ଆମେ ଦେଖିଲେ ନିସ୍ତାର ପର୍ବ ପାଳନ ବିଷୟରେ। ନିସ୍ତାର ପର୍ବ ଆମେ ଦେଖିଲେ ଯାତ୍ରା ପୁସ୍ତକରେ ନିସ୍ତାର ପର୍ବ ଇସ୍ରାଏଲମାନେ ମିଶରରେ ଥିଲାବେଳେ ପାଳନ କରିଥିଲେ। ଯାତ୍ରା ପୁସ୍ତକରେ ଇସ୍ରାଏଲମାନେ ମିଶରରେ ଥିଲାବେଳେ ନିସ୍ତାର ପର୍ବ ପାଳନ କରିଥିଲେ। କେବେ ତାହା କହିଲେ ପ୍ରଥମ ବର୍ଷ 12 ଅଧ୍ୟାୟରେ ଥିବ, ଯାତ୍ରା ପୁସ୍ତକ 12 ଅଧ୍ୟାୟ। ଯାତ୍ରା ପୁସ୍ତକ ସମସ୍ତେ ଖୋଲି ଦେଖନ୍ତୁ। ଯାତ୍ରା ପୁସ୍ତକ 12 ଅଧ୍ୟାୟରେ ଇସ୍ରାଏଲମାନେ ମିଶରରେ ଥିଲାବେଳେ ନିସ୍ତାର ପର୍ବ ପାଳନ କଲେ। ଇସ୍ରାଏଲମାନେ ମିଶରରେ ଥିଲାବେଳେ ନିସ୍ତାର ପର୍ବ ପାଳନ କରିଥିଲେ। ଯାତ୍ରା ପୁସ୍ତକ 12 ଅଧ୍ୟାୟ ପ୍ରଥମ ପଦ 2 ପଦ। ଯାତ୍ରା ପୁସ୍ତକ 12 ଅଧ୍ୟାୟ ପ୍ରଥମ ପଦ 2 ପଦ। ଏହି ମାସ ତୁମମାନଙ୍କର ପ୍ରଧାନ ମାସ ଓ ବର୍ଷର ପ୍ରଥମ ମାସ ହେବ। ସମଗ୍ର ମଣ୍ଡଳୀକୁ ଏହି କଥା 10ମ ଦିନରେ ପ୍ରତ୍ୟେକ ମନୁଷ୍ୟ ପିତୃପୁରୁଷ ପ୍ରତ୍ୟେକ ପରିମାଣ ଏକ ମାସ ଶାବକ ନେବ। ଏହି ପ୍ରକାର ଏମାନେ ପ୍ରଥମ ବର୍ଷରେ ଏମାନେ ଆଉ ମିଶର ଦେଶରେ ଥିଲାବେଳେ ନିସ୍ତାର ପର୍ବ ପାଳନ କରିଥିଲେ। ତାପରେ ଦ୍ୱିତୀୟ ବର୍ଷରେ ଏବେ ଗଣନା ପୁସ୍ତକରେ ଆଉ ଏମାନେ ନିସ୍ତାର ପର୍ବ ପାଳନ କରୁଛନ୍ତି। ନିସ୍ତାର ପର୍ବ ପାଳନ କଲା ପରେ ତା ସନ୍ଧ୍ୟାରେ ହିଁ ଆଉ ତାଡ଼ି ଶୂନ୍ୟ ରୁଟିର ପର୍ବ ଆରମ୍ଭ ହୋଇଯିବ। ନିସ୍ତାର ପର୍ବ ପରେ ତାଡ଼ି ଶୂନ୍ୟ ରୁଟି ଆରମ୍ଭ ହୋଇଯାଇଥାଏ। ଏହି ପ୍ରକାର 9 ଅଧ୍ୟାୟରେ ନିସ୍ତାର ପର୍ବ ପାଳନ କଲେ। ତାପରେ 10 ଅଧ୍ୟାୟରେ ଆମେ ଦେଖିଲେ ରୌପ୍ୟ ତୁରୀ ଆଉ ସଦାପ୍ରଭୁ ମୋସାଙ୍କୁ କହିବେ। ଦେଖନ୍ତୁ କହୁଛନ୍ତି 10 ଅଧ୍ୟାୟ ପ୍ରଥମ ପଦ 2 ପଦ। ଆଉ ତୁମ୍ଭେ ଅନନ୍ତର ସଦାପ୍ରଭୁ ମୋସାଙ୍କୁ କହିଲେ, ତୁମ୍ଭେ ରୂପାର 2 ତୁରୀ ନିର୍ମାଣ କର, ତୁମ୍ଭେ ପିଠା କର୍ମରେ ତାହା ନିର୍ମାଣ କରିବ। ଆଉ ତୁମେ ମଣ୍ଡଳୀକୁ ଆହ୍ୱାନ କରିବା ବେଳେ ଓ ଚାଉଣି ସମୂହ ପ୍ରସ୍ଥାନ କରିବା ବେଳେ ତାହା ବ୍ୟବହାର କରିବ। ସେମାନେ ସେଇ 2 ତୁରୀ ବଜାନ୍ତେ ସମସ୍ତ ମଣ୍ଡଳୀ ସମାଗମ ତମ୍ବୁ ଦ୍ୱାରରେ ତୁମ ନିକଟରେ ଏକତ୍ରିତ ହେବେ। ସେମାନେ 1 ତୁରୀ ବଜାଇବେ, ତେବେ ଅଧିପତିମାନେ ଇସ୍ରାଏଲ ସହସ୍ରପତିମାନେ ତୁମ ନିକଟରେ ଏକତ୍ରିତ ହେବେ। ଏବେ ମୋସାଙ୍କୁ ଈଶ୍ୱର କହୁଛନ୍ତି 2ଟି ରୌପ୍ୟ ତୁରୀ ଆଉ ନିର୍ମାଣ କର। 2ଟି ରୌପ୍ୟ ତୁରୀ କହିଲେ ତୁରୀ ବଜାନ୍ତି। ସମସ୍ତଙ୍କୁ ଲକ୍ଷ ଲକ୍ଷ ଲୋକମାନେ ଅଛନ୍ତି, ସମସ୍ତଙ୍କୁ ଗ୍ୟାଦର କରିବାକୁ ହେଲେ ଗୋଟେ ତୁରୀ ନିର୍ମାଣ କର, 2 ରୌପ୍ୟ ତୁରୀ ନିର୍ମାଣ କର। ଏହା ବୁଝିବାକୁ ହେଲେ ଆମେ ଦେଖନ୍ତୁ ଏବେ ସ୍କୁଲରେ ଯେତେବେଳେ ଆମେ ସ୍କୁଲ ଯାଇଥାଉ, ସ୍କୁଲ ଯିବା ଆରମ୍ଭରେ ବେଲ୍ ଗୋଟେ ପ୍ରକାର ବଜାନ୍ତି, ଜୋରରେ ଉଚ୍ଚସ୍ୱରରେ ଜୋରରେ ବଜାନ୍ତି। ଗୋଟେ 5 ମିନିଟ୍ 10 ମିନିଟ୍ ଧରି ଜୋରରେ ବଜାଇଲେ ସ୍କୁଲ ଆରମ୍ଭ ହୋଇଯାଉଛି କହି ଆମେ ଦୌଡ଼ି ଯାଇଥାଉ।
ସମସ୍ତେ ପିଲାମାନେ ସ୍କୁଲକୁ ଯାଆନ୍ତି। ତାପରେ ଆଉ ଥରେ ଖାଇବା ପାଇଁ ମଝିରେ ଘଣ୍ଟେକୁ ଯଦି ବେଲ୍ ବାଜିବ ତାହେଲେ ଗୋଟେ ଥର 2 ଥର, ମଝିରେ ପାଣି ପିଇବା ପାଇଁ ବାଜିଲେ ଗୋଟେ ଥର ବାଜିଥାଏ ଧୀରେ। ଖାଇବା ପାଇଁ ହେଲେ ଆଉ ଥରେ ଟିକେ ଗୋଟେ 2-3 ମିନିଟ୍ ବଜାନ୍ତି। ଆଉ ଥରେ ସ୍କୁଲରୁ ଫେରିବା ପାଇଁ, ଘରକୁ ଫେରିବା ପାଇଁ ହେଲେ ଆଉ ଥରେ ଜୋରରେ ବେଲ୍ ରିଙ୍ଗ କରନ୍ତି, ଜୋରରେ ବଜାନ୍ତି। ସେଇ ପ୍ରକାରେ ଏତେ ଲକ୍ଷ ଲକ୍ଷ ଲୋକମାନେ ଅଛନ୍ତି, ସମସ୍ତେ ଗ୍ୟାଦର ହେବାକୁ ହେଲେ ଏଇ ପ୍ରକାରେ ତୁରୀ ବଜାଅ। ଖାଲି ମେନ୍ ଲୋକମାନେ ତୁମ ନିକଟକୁ ଆସିବାକୁ ହେଲେ ଏଇ ପ୍ରକାରେ ତୁରୀ ବଜାଅ। ଏହିପରି 2 ରୌପ୍ୟ ତରୀ ନିର୍ମାଣ କରିବା ନିମନ୍ତେ ଆଉ ମୂଷାଙ୍କୁ ଈଶ୍ୱର କହିବା ପରେ ଆମେ 10 ଅଧ୍ୟାୟରେ ଆମେ ଆଉ ଦେଖିଥାଉ। 10 ଅଧ୍ୟାୟ 11 ପଦ ଆମେ ଦେଖିଲେ, ଆଉ ଦ୍ୱିତୀୟ ବର୍ଷର ଦ୍ୱିତୀୟ ମାସର 20 ଦିନରେ ସେଇ ମେଘ ସାକ୍ଷୀ ରୂପ ଆବାସ ଉପରୁ ନିଆଗଲା। ଆମେ ପୂର୍ବରୁ ଭାବିବା ଅନୁସାରେ ପ୍ରଥମ ଭାଗ ହେଉଛି 1 ଅଧ୍ୟାୟରୁ 10 ଅଧ୍ୟାୟର 11 ପଦ ଯାଏ। ମାନେ ଏବେ ଆମର ପ୍ରଥମ ଭାଗ ଶେଷ ହେଲା। ପ୍ରଥମ ଭାଗ ଏବେ ପର୍ଯ୍ୟନ୍ତ ଆମେ ବୁଝିଲୁ। ପ୍ରଥମ ଭାଗ କ'ଣ ଥିଲା ନା, ଇସ୍ରାଏଲୀୟ ମାନେ କିଣାନ୍ ଦେଶକୁ ଯାତ୍ରା କରିବା ପାଇଁ ପ୍ରସ୍ତୁତି। ସିନିୟ ପର୍ବତ ନିକଟରେ ହିଁ ଏହି ସମସ୍ତ ବିଷୟ ଘଟିଲା, ପ୍ରସ୍ତୁତି ଘଟିଲା। ଆହୁରି ଜର୍ଣ୍ଣି ଷ୍ଟାର୍ଟ ହୋଇନାହିଁ, ପ୍ରସ୍ତୁତି ସିନିୟ ପର୍ବତ ନିକଟରେ ଏମାନଙ୍କର ଇସ୍ରାଏଲ ମାନେ ଯାତ୍ରା କରିବା ପାଇଁ କିଣାନ୍ ଦେଶକୁ ପ୍ରତିଜ୍ଞାତ ଦେଶକୁ ଯାତ୍ରା କରିବା ନିମନ୍ତେ ପ୍ରସ୍ତୁତି ଏବେ ପର୍ଯ୍ୟନ୍ତ ପ୍ରଥମ ଭାଗରେ ଆମେ ଦେଖିଲେ। ତାପରେ ଏବେ ଏମାନଙ୍କର ଯାତ୍ରା ଷ୍ଟାର୍ଟ ହେଲା। ଦ୍ୱିତୀୟ ବର୍ଷର ଦ୍ୱିତୀୟ ମାସର 20 ଦିନରେ ସେଇ ମେଘ ସାକ୍ଷୀ ରୂପ ଆବାସ ଉପରୁ ନିଆଗଲା। ଇସ୍ରାଏଲ ମାନଙ୍କର ଯାତ୍ରା କିପରି ଷ୍ଟାର୍ଟ ହୁଏ? ଆବାସ ଉପରୁ ମେଘ ଉପରକୁ ନିଆଗଲେ ଏମାନଙ୍କର ଯାତ୍ରା ଏବେ ଆରମ୍ଭ ହେଲା। ଏମାନେ ଯାତ୍ରା କରୁଛନ୍ତି। ତହିଁରେ ଇସ୍ରାଏଲ ସନ୍ତାନଗଣ ଯାତ୍ରା କରିବାର ନିୟମ ଅନୁସାରେ ସିନିୟ ପ୍ରାନ୍ତରରୁ ଅଗ୍ରସର ହେଲେ। ଏଥର ଏମାନେ ଯାତ୍ରା କରିବା ଆରମ୍ଭ କଲେ। ସେଇ ପ୍ରକାରେ ଆମେ 11 ଅଧ୍ୟାୟ ଦେଖୁ। 10 ଅଧ୍ୟାୟ 11-12 ପଦ ଆମେ ପଢ଼ିଲେ। 11 ଅଧ୍ୟାୟରୁ 25 ଅଧ୍ୟାୟ ପର୍ଯ୍ୟନ୍ତ ଦ୍ୱିତୀୟ ଭାଗ। 11 ଅଧ୍ୟାୟରୁ 25 ଅଧ୍ୟାୟ ପର୍ଯ୍ୟନ୍ତ ଦ୍ୱିତୀୟ ଭାଗ। ଯାତ୍ରା କରୁଥିବା ଏମାନେ ବିଫଳ ହେଲେ କାହିଁକି? କିଣାନ୍ ଦେଶକୁ ଯାଉଥିବା ଏମାନେ ଯାଇପାରିଲେ ନାହିଁ କାହିଁକି? ସେଟାକୁ ବିଫଳ କାହିଁକି ହେଲେ? 11 ଅଧ୍ୟାୟରୁ 25 ଅଧ୍ୟାୟ ଭିତରେ ଲେଖାଯାଇଅଛି। 11 ଅଧ୍ୟାୟ ପ୍ରଥମ ପଦ ଆମେ ପଢ଼ିବା। 11 ଅଧ୍ୟାୟ ପ୍ରଥମ ପଦ। ଅନନ୍ତର ଲୋକମାନେ ସଦାପ୍ରଭୁଙ୍କ କର୍ଣ୍ଣଗୋଚରରେ ମନ୍ଦ କଥା କହି ବଚସାକାରୀ ଲୋକମାନଙ୍କର ତୁଲ୍ୟ ହେଲେ। ପୁଣି ସଦାପ୍ରଭୁ ତାହା ଶୁଣନ୍ତେ ତାହାଙ୍କର କ୍ରୋଧ ପ୍ରଜ୍ୱଳିତ ହେଲା। ତହିଁରେ ସଦାପ୍ରଭୁଙ୍କର ଅଗ୍ନି ସେମାନଙ୍କ ମଧ୍ୟରେ ପ୍ରଜ୍ୱଳିତ ହୋଇ ଛାଉଣିର ପ୍ରାନ୍ତ ଭାଗ ହ୍ରାସ କଲା। ଲୋକମାନେ କ'ଣ କରୁଛନ୍ତି? ଯାତ୍ରା କଲାବେଳେ ଯାତ୍ରା ଆରମ୍ଭ କଲେ ସିନିୟ ପର୍ବତ ନିକଟରୁ ଏମାନେ ଯାତ୍ରା ଆରମ୍ଭ କରି ଏମାନେ ବଚସା କରୁଛନ୍ତି। ଏକ ପୁସ୍ତକ ମାନେ ପଢ଼ିଲେ ଲୋକମାନଙ୍କର ବଚସା ମାନେ ଦେଖିଥାଉ। ଆଜି ମଧ୍ୟ ଦେଖିଲେ ଲୋକମାନଙ୍କୁ ବଚସା କରନ୍ତି। ଲୋକମାନଙ୍କ ବିରୁଦ୍ଧରେ ଗୁଣୁ ଗୁଣୁ ସେ ଲୋକକୁ ଶୁଭା ଯାଉନଥିବ, ଏହି ପ୍ରକାର ବଚସା କରୁଥିବେ। ଏକ ବଚସା ହେଉଛି ଏକ ଭୟଙ୍କର ବିଷୟ। ଏହି ବଚସା ମଣିଷକୁ ମାରିଦିଏ। ଏହି ପ୍ରକାର ବଚସା କର ନାହିଁ। ବଚସା ମଣିଷକୁ ମାରି ପକାଏ। ଯେଉଁମାନେ ପ୍ରକୃତରେ ଖ୍ରୀଷ୍ଟିଆନ, ଯେଉଁମାନେ ଏହି ଚରିତ୍ର ସବୁ ପଢ଼ିଥାନ୍ତି, ସେମାନେ କେବେ ହେଲେ ବଚସା କରିବେ ନାହିଁ। ଯଦି ବଚସା କରୁଛନ୍ତି ତାହେଲେ ଆଉ ଚରିତ୍ର ଠିକ୍ ରୂପେ ଜାଣିନାହାନ୍ତି ବୋଲି ବୁଝା ପଡ଼ିବ। ଦେଖନ୍ତୁ ଏଠାରେ ଲୋକମାନେ ବଚସା କରୁଛନ୍ତି। କାହିଁକି ବଚସା କରୁଛନ୍ତି କହିଲେ, ଏମାନେ ଅରଣ୍ୟରେ ଯାତ୍ରା କଲାବେଳେ ଏମାନେ କ୍ଳାନ୍ତ ହୋଇଗଲେ, ହାଲିଆ ହୋଇଗଲେ। କ୍ଳାନ୍ତ ହୋଇଯିବାରୁ ବଚସା କରୁଛନ୍ତି। ବଚସା କରିବାରୁ ଈଶ୍ୱରଙ୍କ କ୍ରୋଧ ପ୍ରଜ୍ୱଳିତ ହେଲା। ସଦାପ୍ରଭୁଙ୍କ ଅଗ୍ନି ସେମାନଙ୍କ ମଧ୍ୟରେ ପ୍ରଜ୍ୱଳିତ ହୋଇ ଛାଉଣିର ପ୍ରାନ୍ତ ଭାଗ ଗ୍ରାସ କଲା। ଏ ନିମନ୍ତେ ଲୋକମାନେ ମୂଷାଙ୍କ ନିକଟରେ କ୍ରନ୍ଦନ କଲେ। ତହୁ ମୂଷା ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରନ୍ତେ ସେ ଅଗ୍ନି ଥମିଲା। ଏମାନେ ବଚସା କଲେ, ସେ ଅଗ୍ନି ଥମିବାରୁ ସେଇ ସ୍ଥାନର ନାମ ତବିଏରା, ଦହନ ହେଲା। କାରଣ ସଦାପ୍ରଭୁଙ୍କ ଅଗ୍ନି ସେମାନଙ୍କ ମଧ୍ୟରେ ଦହନ କରିଥିଲା। ଏମାନେ ବଚସା କରିବାରୁ ଈଶ୍ୱର କ'ଣ କଲେ? ଆଉ ଛାଉଣିର ପ୍ରାନ୍ତ ଭାଗ ଗ୍ରାସ କଲା। ଛାଉଣିର ପ୍ରାନ୍ତ ଭାଗ ଅଗ୍ନିରେ ଗ୍ରାସ ହେଲା। କେତେକ ଲୋକ ସେଠାରେ ମରିଗଲେ। ମରିଯିବାରୁ ବଚସା କରୁଥିବା ଏମାନେ ମୂଷାଙ୍କ ନିକଟକୁ ଯାଇ ବିନତି କଲେ। ଆଉ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କର, ଆମର ଭୁଲ ହେଲା ବୋଲି କହିବାରୁ ଅଗ୍ନି ଥମିଲା ସେ ପ୍ରାର୍ଥନା କରିବାରୁ। ଆଉ ସେଇ ସ୍ଥାନର ନାମ ତବିଏରା କହି ଦିଆଗଲା। 4 ଅଧ୍ୟାୟ। ଆଉ ତାପରେ ଆମେ 4 ପଦ 5 ପଦ ଯଦି ପଢ଼ୁ, ଦେଖନ୍ତୁ ଏବେ ହିଁ ବଚସା କଲେ। ଏବେ ହିଁ ଆଉ ସେମାନେ ମୂଷାଙ୍କୁ କହିବାରୁ ତାହା କମିଲା।
तापर 4 पद मैंने देखिले अनंतर सेमानंक मध्यवर्ती मिश्रित लोक मानकर जनता लोभाक्रांत हेबाकु लागिले। पुणी इस्राएल संतानगण मध्य पुनर्बार रोदन करी कहिले किए आमମାନଙ୍କୁ मांस खाइबाकु दबो, किए आमମାନଙ୍କୁ मांस खाइबाकु दबो। आउ थोर रोदन कले मांस किए आमମାନଙ୍କୁ खाइबाकु दबो बोली। आमे माने मिस्र देश रे बिना मूल्य रे जेउ माछ खाउतुलु ताहा मनरे पड़े। से काकुड़ी ओ खरबुज से परु और से पियाज और रसुण मनरे पड़े। देखंतु क्यों प्रकार माने बचसा करूछंती, क्यों प्रकार माने कांदुछंती। केवल छोट छोट पिला माने नुह बड़ बड़ लोक मध्य हमको मांस दरकार बोली कांदुछंती। सकाळे पनीपरिबा लोक जे प्रकार रसुण पियाज टमाटो ए प्रकार रडी छाड़ुताए से प्रकार एमाने मिस्र देश रे आमाने एहा खाउतुलु रसुण मन पकाउछंती। एमानकर स्मरण शक्ति अछि बोली कहबानो नाही। मिस्र देश रे एमानक सम्मुखरे ईश्वर अनेक आश्चर्य कार्य करुथिले। से समस्त विषय पासरे जाई पियाज रसुण खरबुज काकुड़ी यही सब विषय निमंते यही सब विषय मैंने एठारे मिलू ना बोली एमाने रोधन करुछंती, क्रंदन करुछंती। 6 पद आमानक प्राण शुष्क होछि। एटी किछि नाही, एटी माना छडा आउ देखिबाकू किछि नाही, खाली माना ही मिलुछि। एही सब विषय मिलू ना बोली बड़ ठारू सान पर्यंत समस्ते कांदिबाकू लागिले। सान पिला कांदुछि एतर माने अछि, स्वामी मध्य कांदुछि, स्त्री मध्य कांदुछि, छोट पिला माने मध्य कांदुछंती। हमको मांस दरकार। ए समस्त कथा सुनी मूसा मध्य विरक्त हेले। मूसा को तो विषय देखंतु 11 अध्याय 11 पद। तो मूसा सदाप्रभु को कहले तुमे की हेतु आपण दास प्रति अनिष्ट व्यवहार करियछ, की हेतु मु तुम दृष्टि अनुग्रह पाए नै जे तुमे मो ऊपर ए समस्त लोकन को भार देउछ। माने एबे पर्यंत मूसा एका ही ए समस्त भार बहन कले कि ए लक्ष लक्ष लोक मानकर। मूसा कहउछंती मु कोन समस्त लोकन को गर्भ धारण करेछि, मु कोन एमान को जन्म देले, मोर रक्त के माने एटर से प्रकार कहउछन। देखंतु सेही देश पर्यंत दुग्ध पशु शिशु पालनकारी पिता तुल्य सेमान को कोଳରେ घेनि जिबा पाए मते कहउछ। ए समस्त लोकन को देबा पाए मांस काहु पाइबी, मु मांस कोठरु आनिबी, एते लोक मते मांस मागुछंती। माने पूर्वरे तुमे एमान को माने पानी मागिला बेले तुमे देलो कि, खाद्य मागिला बेले तुमे देलो कि, ईश्वर देले। एबे मूसा निजे देला बरी कहउछंती मु एमान को मांस कोठरु आनिबी, कारण से माने मो निकटे कांचंती। मांस दियो आमाने खाइबा, मु एका के एते लोकंकर भार होई न पारे, आ मो पय असे अटे। आउ जेबे मु तुमे मो प्रति एपरि व्यवहार करो, विनय करूछि, मु तुम दृष्टि अनुभव पात्र हेले एका बेले मते मारी पकाओ। मूसा मते ईश्वर कहउछन मते मारी दियो, एमानकर क्रंदन रोदन मु सुनि पारु नै, मु सहय करि पारु नै बोली मागुछन। हेते बेले सदाप्रभु मूसा को कहिले तुमे जेउ लोक मानकर प्राचीन अधिपति बोली जानुअछ ए प्रकार। तापर माने मांस 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 कोई मागिबारु ईश्वर से मानको मांस देबे, ईश्वर से मानको मांस देबे। मांस ए प्रकार जेबे दे मास 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 धरे से मानको मांस देबे। बाटोई पक्षी मानको से मानको सम्मुखरे वर्षाइबे, से माने मांस खाइबे लोक माने। ए प्रकार मांस से मानको देबे जे से मानको नासिकारू मांसर बासना ही बाहरिबो। मास मास धरे मांस खाइले कोन हबो, नासिकार मध्य मांस ही बाहर बासना। सेते बेले सेमानंको दांतरे मांस थाउ थाउ 11 अध्याय 33 पदरे सेमानंको दांतरे मांस थाउ थाउ चबाइला पूर्वे लोक मानक विरुद्ध सदाप्रभु को क्रोध प्रज्वलित हैला। 11 अध्याय रे 2 थरे लोक माने मरि गले। प्रथम रे बचसा करी मले, द्वितीय थर मांस पाई रोदन करी क्रंदन करी मले। 2 थर अनेक लोक खाद्य पाई सहार हेले, खाद्य पाई बचसा करी रोदन करी सहार हेले, संहारित हेले। मांस से मानक दांतरे थाउ थाउ मृत्यु से मानक निकटरे पहुंचला। ए प्रकार अनेक लोक मले। तापर 12 अध्याय माने देखु, 12 अध्याय माने देखु, 12 अध्याय प्रथम पदरा माने देखिले 12 अध्याय मूसा एक कुशिया स्त्री को विवाह करथिले। मूसा कुशिया स्त्री को विवाह करथिले। आउ सेई कुशिया स्त्री सकाशु मूसा को विरुद्ध कथा कहले। मरियम हारून मूसा कुशिया स्त्री को विवाह करिथिबारु मरियम हारून ताको भाई भौणी मूसा को विरुद्ध उठिले, मूसा को विरुद्ध कथा कहले। से माने कहले सदा प्रभु की केवल मूसा सहित कथा होइछंती।
एठारे देखो से कथा सदाप्रभु कि मूसा सहित कथा होती आम सहित कथा होती मूसा कि पवित्र आमे मैंने पवित्र मूसा को दर्शन देते आमको दर्शन देते सदाप्रभु यही प्रकार मूसा विरुद्ध में उठिले से कुशिया स्त्री को बह कर मरियम हारून से मूसा पृथ्वीस्थ समस्त लोकों ठारू अति नम्र लोक थिले सेमानकर कथा सदाप्रभु शुणिले मूसा पृथ्वीस्थ समस्त लोक ठारू अति नम्र लोक थिले तापर 4 पदर देखिले 12 पदर ईश्वर मूसा हारून को मूसा को मरियम को डाकिबे आस समागम तंबू निकट को जड़े बापा जेपरी पिला माने भूल कले पिला माननकु निज रूम निकट को डाकी थाए रूम को आस बोली कही थाए सेठी गला बेल को पिला माने भयभीत हो जाई थांती से प्रकार मूसा हारून आ मरियम 3 जण गले समागम तंबू द्वार निकट को सेते बेले ईश्वर हारून को आ मरियम को ही भीतर को आस बोली कहले आ भीतर को आसला परे ईश्वर कहता विषय देखु एठार गोटे विषय मैंने ऑब्जर्व कले आ मरियम हारून मूसा विरुद्ध उठिला बेले कथा कहला बेले मूसा ईश्वर को कंप्लेन देना मात्र ईश्वर शुणिले मूसा कंप्लेन देना से विरुद्ध में मात्र ईश्वर शुणी से समागम तंबू मध्य को डाकिले डाकी कौन कहते देखु तेबे से कहले आमर वाक्य शुण जेबे तुम मध्य कई भविष्य वक्ता थाए तेबे आम्बे सदाप्रभु कौन दर्शन द्वारा ता प्रति आपना को प्रकाश करवा आम्बे स्वप्न द्वारा ता सहित कथा कहवा आमर सेवक मूसा तद्रूप नुहे से आमर समस्त गृह मध्य विश्वास पात्र मूसा विषय किए साक्ष्य दौरान किए कहते मुझे तो अनेक को दर्शन दे पारे अनेक को स्वप्न आसी थाई पारे मात्र मूसा तद्रूप नुह मूसा नम्र लोक मूसा पृथ्वीस्थ समस्त लोक ठारू अति नम्र लोक थिले सदाप्रभु कहता विषय मूसा विषय रे मूसा मो गृह समस्त गृह मध्य मूसा विश्वास पात्र अटंती बोली कहले एपरी मूसा विषय महान रूपे ईश्वर सेठारे कहले तापर मूसा को हारून मूसा विरुद्ध रे हारून मरियम से विरुद्ध में उठी बोली आ मरियम को कुष्ठ रोग आसला श्वेतवर्ण कुष्ठ श्वेत कुष्ठ हिमतुल्य श्वेत थिला ता कुष्ठग्रस्त हेले मरियम आ मरियम ए प्रकार हेबारु हारून भयभीत हेले हारून मूसा को कहले मते क्षमा कर प्रभु बोली प्रार्थना कले देखो मरियम को कुष्ठ रोग आसला एक समय देखिले मरियम केते हेल्प कले मूसा जन्म समय जन्म समय से नदी रे पेड़ी रे रखी मूसा माँ छाड़िले आ मरियम जाई देखुंट पास मूसा क्यों आड़े जाऊँच बोली फरंक कन्या निकट गले सेटा को मरियम जाई 6 वर्षर बयस थे मरियम सेटा को जाई मूसा स्तन्यपान कराइबा निमंते एक स्त्री को मुँह आनी कही आ निज माँ को ही सेटा को नहीं मूसा विषय एत हेल्प करथिबा मरियम को मूसा विरुद्ध में कथा कहबारु ईश्वर मरियम को ही छाड़िला ना ईश्वर केते स्ट्रिक्ट देखंतु मरियम को कुष्ठ रोग आसला से प्रकार मूसा को मते ईश्वर छाड़िला ना मूसा भूल कले मध्य मूसा को आमे आगो को पढ़िबा मूसा को पत्थर सहित आज्ञा दियो कहले से पत्थर रे मारिबे तो तांको किणान देश को ही तुम्हें जीव ना किणान देश प्रवेश करिबो नाही बोली कहि सारले तो ईश्वर समस्त पाखे सेम ए प्रकार हारून तापर मूसा निकट को जाए प्रार्थना करी कहले मूसा सदाप्रभु निकट प्रार्थना कले हारून मूसा निकट को जाए कहबार हारून को प्रति किछि हैला नाही तापर 13 अध्याय हमने देखिले 13 अध्याय आने किणान देश को जीवाई जेहेतु प्रस्तुत होउछंती तो मूसा को ईश्वर कहे इस्राएल 12 गोष्ठी मध्य 12 जन को तुम्हें पठाओ 12 जन को पठाओ किणान देश को आठाकर परिस्थिति कौन सब अनुसंधान करने किणान देश रे परिस्थिति कौन सेठाकर भूमि किपरि अच्छी सेठाकर लोक माने किपरि अछंती सेठाकर नगर मान किपरि अच्छी सब जानिबा निमंते आ किणान देश को पठाओ कहले 13 अध्याय 12 जन को प्रेरण करेंगे आ 12 जन मध्य 10 जन नेगेटिव रिपोर्ट धरिकी आसवे आ 2 जन पॉजिटिव रिपोर्ट धरिकी आसला 13 अध्याय
आमने देखी था 13 अध्याय आम देखिले 10 जन जो मैंने अनुसंधान करने जी किणान को 10 जन नेगेटिव रिपोर्ट धरिकी आसवे आउ 2 जन ही पॉजिटिव भाव किणान देश विषय रिपोर्ट धरिकी आसला आम 13 अध्याय सारा पढ़ले आम जाना। तो 13 अध्याय 27 पद देखु पुणी से मैंने वर्णना कर कहले तुम्हें आम को जो देश को पठाई आम सेठाकू जाइलु आ दुग्ध मधु प्रवाह प्रमाण और यह तहिर फल तथापि से देश निवासी मैंने बलवान नेगेटिव रिपोर्ट बलवान और नगर सब प्राचीर बेष्टित अति बड़ आहरी आम्भे मैंने सेठारे अनाकर संतान गण को देखिलु जो 10 जन की नेगेटिव रिपोर्ट आनिले ताहा ए सब दक्षिण देश में अमालेक बास कले पुणी पर्वतर हितीय जिबुसीय और इमोरीय लोक मैंने बास करती आ समुद्र निकट में जर्दन तीर में किणानिया लोक मैंने बास करती तहरे कालेब मोसा पक्षर लोक मान क्षांत कर कहले किंतु एमाने गोटे नेगेटिव रिपोर्ट आणला बेले कालेब जियोस पॉजिटिव रिपोर्ट आनी कालेब कहउछंती आमे माने एका बेलके उठी जाई ता अधिकार करू ता परास्त करने को आमर यथेष्ट बल अच्छी मात्र जो लोक मैंने सहित जाइथिले से माने कहले आमे माने से लोक मान विरुद्ध जाए न पारू कारण से माने आम बलवान एमाने कहउछंती पॉजिटिव भाव में आमने परास्त करि परिबा बोली किंतु ए 10 जन कहउछंती से आम बलवान से सहित आमने जय करि परिबा नाही बोली कहउछंती ए प्रकार रिपोर्ट आणले। तापर 14 अध्याय आम देखिले आ 14 अध्याय 2-5 पर्यंत आम देखिले इस्राएल संतान गण समस्त मोसा विरुद्ध हारण विरुद्ध बचसा कले समस्त मंडलिया से आगे कहले आहा आमे माने जेबे मिस्र देश में मरी था आहा आमे माने जेबे ए प्रांतर रे मरी था एमानकर कथा सब बेले बचसा करिवार सब बेले आमे मिस्र रे मरथिले भल होता मरी था मरबू 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 आज मैंने देखले अनेक लोक मरीथिले भल होता मरीगले भल होता ए प्रकार कहूता मरीगले भल कि मरीगले भल कि ईश्वर मिस्र देश एत सुरक्षा उद्धार कर आनिले मिस्र देश में मरी था प्रांतर में मरीथिले भल हाँ मरी था ए प्रकार मरब मरब कहते आज लोक मैंने मृत्यु पर कौन अच्छी जना कि मृत्यु पर समस्या छिंडी जाऊँगी भावुं मृत्यु पर ही प्रकृत समस्या आरंभ हो जानवर अच्छी कहते आउ थे बचसा करने लगे से मैंने एक को आरेक कहले आस आम जन को प्रदान कर मिश्र को फेरी जाओ आस आम आउ थे पुनर्बार मिश्र को फेरी जावा कहते एत कष्ट तुम आणिले स्थान को तुम्हें मिश्र को फेरी जीव कि तोरे मोसा हारण समस्त समाज आगे मुह माड़ी पड़े अनुसंधानकार लोक मैंने नून पुत्र जियोसियो जिफेन पुत्र कालेब अपना वस्त्र चिरिले अपना लोक इस्राएल लोक मैंने जियोसियो को कालेब को इस्राएल लोक मैंने पत्थर फोपाड़ा लगे से कहते किणान देश विषय उत्तम रूपे कहते से विरुद्ध पत्थर फोपाड़ा लगे सदा प्रभु मौसा को कहले ए लोक मैंने केते काल आमको अपेक्षा करेंगे से मध्य चिन्ह स्वरूप जे समस्त कर्म कले से मैंने केते काल आम विश्वास करेंगे ना एत सब कार्य कला पर भी मैंने विश्वास करना मौसा बोली सदा प्रभु मौसा को कहते कहले आम देखिले सदा प्रभु मौसा को कहे एमाने जेते जहाँ देखिले एमाने विश्वास करूना तो आम तुम एक गोष्ठी उत्पन्न करवा तुम महान गोष्ठी उत्पन्न करवा तुम गोष्ठी उत्पन्न कले से माने संतान हेबे कहे मौसा कहे ना यहीपरी नुह पिता आमानू यही प्रकार मिस्र देश बाहर कर एवं बद्ध कले मिस्रीय लोक मैंने शुणे आ शुणी तुम विरुद्ध से मैंने कथा कहे ना कहीकि ईश्वर को कहे मौसा यही प्रकार 14 अध्याय सारा मैंने देखुले से बचसा सब विषय आम देखा जाए 14 अध्याय 10 पद देखु 14 अध्याय 34 पद 35 पद 14 अध्याय 34 पद 35 पद तुमने जो 40 दिन देश अनुसंधान करछ से दिन संख्या अनुसार एक दिन एक वर्ष यही रूपे 40 वर्ष पर्यंत तुमने अपना अपना अपराध बहब आमर विपक्षता किपरि ता ज्ञात हेबो 40 दिन एक प्रकार आम सदा प्रभु यह कहलु आम विपरीत एक मेली हुई अच्छी दुष्ट मंडली ता प्रति आम निश्चय करवा प्रांतर से माने नष्ट हे यही स्थान से माने मरबे ए प्रकार 14 अध्याय देखला बेलू आउ केतेक लोक मरबे यही प्रकार
ବାରମ୍ବାର ମୂଷାଙ୍କ ବିରୁଦ୍ଧରେ ଈଶ୍ୱରଙ୍କ ବିରୁଦ୍ଧରେ ଲୋକମାନେ ଉଠୁଥିଲେ। ଗଣନା ପୁସ୍ତକ 15 ଅଧ୍ୟାୟରେ ଆମେ ଦେଖିଲେ, ଗଣନା ପୁସ୍ତକ 15 ଅଧ୍ୟାୟରେ ଆମେ ଦେଖିଲେ ତୁମାନଙ୍କ ମଧ୍ୟରେ ଥିବା ବିଦେଶୀମାନଙ୍କୁ ମଧ୍ୟ ତୁମେମାନେ ଯେଉଁ ପ୍ରକାର ଆଜ୍ଞା ପାଳନ କର ସେମାନେ ସେ ପ୍ରକାର ରହିବେ, ସେମାନଙ୍କୁ ତୁମମାନଙ୍କୁ ଏକ ପ୍ରକାର ଆଜ୍ଞା ରହିବ ବୋଲି ଏଠାରେ କୁହାଗଲା। ତାପରେ 16 ଅଧ୍ୟାୟରେ ଆମେ ଦେଖିଲେ କୋରହ, 16 ଅଧ୍ୟାୟରେ ଆମେ ଦେଖିଲେ କୋରହ, ଦାତନ ଓ ଅବିରାମର ବିଦ୍ରୋହ, କୋରହ, ଦାତନ ଓ ଅବିରାମର ବିଦ୍ରୋହ। ଏଠାରେ ଆଉଥରେ ଦେଖିଲେ କୋରହ ସନ୍ତାନ, କୋରହ ମାନେ ଏମାନେ ସମସ୍ତେ ପୁଣି ମୂଷାଙ୍କ ବିରୋଧରେ, ହାରୁଣଙ୍କ ବିରୁଦ୍ଧରେ ଉଠିବେ। କାହିଁକି ତୁମେ ହିଁ ଲୋକମାନଙ୍କ ଉପରେ ନିଯୁକ୍ତ ହୋଇଅଛ, ନେତା ରୂପେ ଅଛ, ଆମେ ମଧ୍ୟ ନିଯୁକ୍ତ ହେବ, ଆମେ ମଧ୍ୟ ସେମାନଙ୍କ ଉପରେ ନେତା ରୂପେ ନିଯୁକ୍ତ ହେବୁ ବୋଲି ନେତାମାନଙ୍କ ବିରୁଦ୍ଧରେ ବିଦ୍ରୋହ ଚରଣ କଲେ କୋରହ, ଦାତନ, ଅବିରାମର। ଏମାନେ ବିଦ୍ରୋହ କରିବା ପରେ ଏମାନଙ୍କ ସଙ୍ଗେ ଆଉ 250 ଜଣ ଲୋକ ମଧ୍ୟ ଈଶ୍ୱରଙ୍କ ବିରୁଦ୍ଧରେ ଆଉ ମୂଷାଙ୍କ ବିରୁଦ୍ଧରେ, ନେତାମାନଙ୍କ ଈଶ୍ୱର ମନୋନୀତ କରିଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ, ଈଶ୍ୱର ଅଭିଷେକ କରିଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଉଠିବାରୁ ଆଉ ସେମାନଙ୍କୁ କ'ଣ ହେଲା କହିଲେ, ସେମାନେ ସମସ୍ତେ ଗୋଟିଏ ପାର୍ଶ୍ୱରେ, ଯେଉଁମାନେ ନେତାମାନଙ୍କ ବିରୁଦ୍ଧରେ ଉଠିଲେ କୋରହ, ଦାତନ, ଅବିରାମର, ସେମାନେ ଗୋଟିଏ ପାର୍ଶ୍ୱରେ, ସେମାନଙ୍କ ସହିତ ଆଉ 250 ଜଣ ଗୋଟିଏ ପାର୍ଶ୍ୱରେ ରହିଲେ, ଆଉ ସମସ୍ତେ ଇସ୍ରାଏଲ ମାନେ ଟିକେ ଦୂରରେ ରହିଲେ। ତାପରେ ପୃଥିବୀ ଆସି ସେମାନଙ୍କୁ, ଯେଉଁମାନେ ଈଶ୍ୱରଙ୍କ ନେତାଙ୍କ ବିରୁଦ୍ଧରେ ଉଠିଲେ ସେମାନଙ୍କୁ ପୃଥିବୀ ଆସି ଭୂମି ଫାଟିଗଲା, ଆଉ ସେମାନଙ୍କୁ ପୃଥିବୀ ଆପଣା ମୁଖ ବିସ୍ତାର କରି ସେମାନଙ୍କୁ, ସେମାନଙ୍କ ପରିଜନ ଗଣକୁ ସମସ୍ତ ସକଳ ସମ୍ପତ୍ତି ଗ୍ରାସ କଲା। ଭୂମି ଫାଟିଲା ଆଉ ସେମାନେ ସେଥି ମଧ୍ୟକୁ ଚାଲିଗଲେ। ଏହି ପ୍ରକାରେ ଈଶ୍ୱର ଅଭିଷେକ କରୁଥିବା, ଈଶ୍ୱର ମନୋନୀତ କରୁଥିବା ଲୋକଙ୍କ ବିରୁଦ୍ଧରେ ଉଠିବାରୁ କ'ଣ ଘଟିଲା ସେଇ ବିଷୟ 16 ଅଧ୍ୟାୟରେ ଆମେ ଦେଖିଥାଉ। ତାପରେ ଠିକ୍ ସେଇ ପ୍ରକାର 17 ଅଧ୍ୟାୟରେ ହାରୁଣଙ୍କ ଅଙ୍କୁରିତ ଯଷ୍ଟି, ହାରୁଣଙ୍କ ଯଷ୍ଟି। ଏବେ ହାରୁଣଙ୍କ ବିରୁଦ୍ଧରେ ଏମାନେ ଉଠିଲେ, ତ ହାରୁଣଙ୍କର ନାମ ଲେଖିବ, ତୁମେ ଲେବିର ଯଷ୍ଟିରେ ହାରୁଣଙ୍କର ନାମ ଲେଖିବ, କାରଣ ସେମାନଙ୍କ ପ୍ରତ୍ୟେକ ପିତୃଗୃହର ଅଧ୍ୟକ୍ଷ ନିମନ୍ତେ ଏକ ଯଷ୍ଟି ହେବ। ସମାଗମ ତମ୍ବୁରେ ଯେଉଁ ସ୍ଥାନରେ ହାରୁଣଙ୍କର ମଧ୍ୟ ଗୋଟେ ଯଷ୍ଟି ରହିବାର ଅଛି, ସେ ବିଷୟରେ 17 ଅଧ୍ୟାୟରେ ଲେଖା ଅଛି। ତାପରେ 18 ଅଧ୍ୟାୟରେ ଲେବି ଓ ଯାଜକ କାର୍ଯ୍ୟ, 18 ଅଧ୍ୟାୟ ସାରା ଆମେ ଦେଖିଲେ ଯାଜକ କର୍ମ ବିଷୟରେ ଲେଖା ଅଛି। 18 ଅଧ୍ୟାୟ 7 ପଦ, ଏଣୁ ତୁମ୍ଭେ ଆଉ ତୁମ ସହିତ ପୁତ୍ରଗଣ ତୁମେମାନେ ବେଦୀ ସମ୍ବନ୍ଧୀୟ ସକଳ ବିଷୟରେ, ବିଚ୍ଛେଦ ବସ୍ତ୍ର ବିଷୟରେ ଆପଣା ଯାଜକତ୍ୱ କର୍ମ ତୁମେମାନେ କରିବ। ଦାନ ଜନିତ ସେବା ରୂପେ ତୁମମାନଙ୍କୁ ଯାଜକତ୍ୱ ପଦ ଦେଲୁ, ମାତ୍ର ଯେଉଁ ଅନ୍ୟ ବଂଶୀୟ ଲୋକ ନିକଟକୁ ଆସେ ତାହାର ପ୍ରାଣଦଣ୍ଡ ହେବ। ଯାଜକର ଅଂଶ ଆଉ ଯାଜକତ୍ୱ ବିଷୟରେ, ଯାଜକ କାର୍ଯ୍ୟ ବିଷୟରେ, ଆଉ ସେମାନଙ୍କୁ ଦଶମାଂଶ ଦେବା ବିଷୟରେ ଆଉ 26 ଅଧ୍ୟାୟରେ ଲେଖା ଅଛି। ଦଶମାଂଶ, ଲେବୀୟମାନଙ୍କୁ ଦଶମାଂଶ ଦିଆଯିବ, ସେହିସବୁ ବିଷୟରେ ଲେଖା ଅଛି। 19 ଅଧ୍ୟାୟରେ ସୂଚୀକରଣ ବିଧି, 19 ଅଧ୍ୟାୟରେ ସୂଚୀକରଣ ବିଧି। 20 ଅଧ୍ୟାୟରେ ଗୋଟେ ଦୁଃଖ ଘଟଣା, ମରିୟମଙ୍କର ମୃତ୍ୟୁ, ମୂଷାଙ୍କ ହାରୁଣଙ୍କ ଭଉଣୀ ମରିୟମଙ୍କ ମୃତ୍ୟୁ। ସେ କୁଷ୍ଠି ରୋଗରେ ଥିଲେ, ତାପରେ 7 ଦିନ ପରେ ସେ ଶୁଚି ହେଲେ, ଭଲ ହେଲେ। ତାପରେ ଆଉ ମରିୟମଙ୍କର ମୃତ୍ୟୁ ହେଲା, ଆଉ ସେ ମରିୟମଙ୍କୁ କବର ଦେଇ, ମୂଷା ହାରୁଣ କବର ଦିଆଗଲା ତାଙ୍କୁ। ମରିୟମ ମଲେ, ଆଉ ସେଠାରେ ତାଙ୍କୁ କବର ଦିଆଗଲା। ତାପରେ 2 ଅଧ୍ୟାୟ, ସେହି ସ୍ଥାନରେ ମଣ୍ଡଳୀ ନିମନ୍ତେ ଜଳ ନଥିଲା, ତହିଁରେ ଲୋକମାନେ ମୂଷାଙ୍କ ବିରୁଦ୍ଧରେ, ହାରୁଣଙ୍କ ବିରୁଦ୍ଧରେ ଏକତ୍ର ହେଲେ। ଗୋଟିଏ ପାର୍ଶ୍ୱରେ ଭଉଣୀଙ୍କର ମୃତ୍ୟୁବରଣ, କବର ଦେଇ ଆସିଲେ ମୂଷା, ହାରୁଣ, ସେମାନଙ୍କ ବିରୁଦ୍ଧରେ ଆଉଥରେ ଉଠିଲେ ଲୋକମାନେ, ଜଳ ନାହିଁ କହି ମୂଷାଙ୍କ ବିରୁଦ୍ଧରେ, ହାରୁଣଙ୍କ ବିରୁଦ୍ଧରେ ଉଠିଲେ, ଜଳ ନାହିଁ କହିବାରୁ ହେଲେ ଈଶ୍ୱର ମୂଷାଙ୍କୁ କହିବେ, ତୁମେ ଯଷ୍ଟି ନେଇ ତୁମ ଭାଇ ହାରୁଣ ମଣ୍ଡଳୀକୁ ଏକତ୍ର କର, ଆଉ ତୁମେମାନେ ସେମାନଙ୍କ ଦୃଷ୍ଟିଗୋଚରରୁ ସେହି ଶୈଳକୁ ଆପଣା ଜଳ ଦେବା ପାଇଁ ଆଜ୍ଞା ଦିଅ ବୋଲି କହିବେ। ମାତ୍ର ମୂଷା ଆଉ ସେ ଏକ ସମୟରେ, ସେ ଏକ ପରିସ୍ଥିତିରେ ଆଜ୍ଞା ଦିଅ କହିବାରୁ ପୂର୍ବରୁ ଅନେକ ଥର ପଥରକୁ ମାରିବାର, ଜଳ ଆସିବାର, ତ ସେ ସେହି ପ୍ରକାର ପଥରକୁ ମାରିଲେ ଜଳ ଆସିଲା। ତ ଈଶ୍ୱର ତାଙ୍କୁ କହିବେ, ତୁମେ କିଣାନ୍ ଦେଶକୁ ଆଉ ପ୍ରବେଶ କରିପାରିବ ନାହିଁ, କାରଣ ମୋର କଥା ମୁଁ ଆଜ୍ଞା ଦିଅ କହିଲେ ତୁମେ ତାହାକୁ ମାରିଲ, ସେଥିପାଇଁ ତୁମେ ଆଉ କିଣାନ୍ ଦେଶକୁ ଯାଇପାରିବ ନାହିଁ ବୋଲି ଆଉ ମୂଷାଙ୍କୁ କହିବାରେ ଆମେ ଦେଖିଥାଉ। 20 ଅଧ୍ୟାୟ 21 ପଦ 22 ପଦ ଆମେ ଦେଖିଲେ, ଏହି ରୂପେ ଇଦମ ଇସ୍ରାଏଲକୁ ଆପଣା ସୀମା ଦେଇ ଯିବାର ଅନୁମତି ଦେବାକୁ ଅସ୍ୱୀକାର କଲା। ତାପରେ 22 ପଦରେ, 20 ଅଧ୍ୟାୟ 22 ପଦରେ ହାରୁଣଙ୍କର ମୃତ୍ୟୁ ହେଲା। 21 ଅଧ୍ୟାୟରେ ଆରାଧର ବିନାଶ 21 ଅଧ୍ୟାୟରେ
22, 23, 24 ଅଧ୍ୟାୟରେ ବାଲାକ ଓ ବିଲିୟମଙ୍କ ବିଷୟରେ ଲେଖାଯାଇଅଛି। 22, 23, 24 ଅଧ୍ୟାୟରେ ବାଲାକ ବିଲିୟମଙ୍କ ବିଷୟରେ, ଯେଉଁ ବିଲିୟମଙ୍କ ଚିନ୍ତାଧାରା ଦ୍ୱାରା 25 ଅଧ୍ୟାୟରେ ଆଉ ମନ୍ତ୍ରଣ ଦ୍ୱାରା, ବିଲିୟମଙ୍କର ମନ୍ତ୍ରଣ ଦ୍ୱାରା ହିଁ 25 ଅଧ୍ୟାୟରେ ଗୋଟିଏ ଘଟଣା ଘଟିବାକୁ ଯାଉଛି। ମିଦିୟନୀୟ ସ୍ତ୍ରୀମାନଙ୍କୁ ଦେଖି, ମୋଆବୀୟ ସ୍ତ୍ରୀମାନଙ୍କୁ ଦେଖି ଇସ୍ରାଏଲୀୟମାନେ ସେମାନଙ୍କୁ ବିବାହ କରିବାର ଆଉ ସେମାନଙ୍କ ପୂଜା, ସେମାନେ ଯେଉଁ ପ୍ରକାର ପୂଜା କରୁଛନ୍ତି ସେଇ ପୂଜା କରି ଈଶ୍ୱରଙ୍କୁ କ୍ରୋଧାନ୍ୱିତ କରିବାର ସେହିସବୁ ବିଷୟ 25 ଅଧ୍ୟାୟରେ ଅଛି। ଏହିସବୁର ସେମାନେ ସେଇ ପ୍ରକାର କରି ମୃତ୍ୟୁବରଣ କରିବାର ଅଛି। ଏଇ ଯୋଜନା ବିଲିୟମଙ୍କର ଥିଲା। ସେହି ବିଲିୟମଙ୍କ ବିଷୟରେ, ବାଲକଙ୍କ ବିଷୟରେ 22, 23, 24 ଅଧ୍ୟାୟରେ ଆଉ ଲେଖା ଅଛି। ତ 25 ଅଧ୍ୟାୟରେ ଆମେ ଦେଖିଲେ, 25 ଅଧ୍ୟାୟରେ ଆଉ ଇସ୍ରାଏଲମାନଙ୍କ ମଧ୍ୟରୁ ଅନେକଙ୍କୁ 26,000 ଲୋକମାନେ ସେଇଦିନ ସେମାନେ ମରିବେ। ଏହି ପ୍ରକାର 26 ଅଧ୍ୟାୟ ଆମେ ଦେଖିଲେ। ଆଉ ନୂତନ ପିଢ଼ିର ଜନସଂଖ୍ୟା ଗଣନା, ନୂତନ ପିଢ଼ିର ଜନସଂଖ୍ୟା ଗଣନା, ପୁରାତନ ପିଢ଼ିରେ ଯେତେ ଲୋକ ଥିଲେ ଇସ୍ରାଏଲମାନେ ସମସ୍ତଙ୍କର ମୃତ୍ୟୁବରଣ ହେଲା। ସମସ୍ତେ ସେମାନଙ୍କ ମଧ୍ୟରୁ 2 ଜଣ ହିଁ ରହିଲେ, ଝିଅ କାଲେ। ତାପରେ ସେମାନଙ୍କ ପରଠାରୁ ନେକ୍ସଟ ଜେନେରେସନ୍ ଯେଉଁମାନେ ଅଛନ୍ତି ସେମାନେ 26 ଅଧ୍ୟାୟରେ ସେମାନଙ୍କର ଜନଗଣନା। ଏବେ ଦ୍ୱିତୀୟ ଭାଗ ଆମର ସରିଲା 11 ଅଧ୍ୟାୟରୁ 25 ଅଧ୍ୟାୟ ପର୍ଯ୍ୟନ୍ତ। ଏବେ ତୃତୀୟ ଭାଗ ହେଉଛି 26 ଅଧ୍ୟାୟରୁ 36 ଅଧ୍ୟାୟ ପର୍ଯ୍ୟନ୍ତ। 26 ଅଧ୍ୟାୟରେ ନୂତନ ପିଢ଼ିର ଜନସଂଖ୍ୟା ଗଣନା କଲେ। ଆଉ ସେମାନଙ୍କର ଜନସଂଖ୍ୟା 26 ଅଧ୍ୟାୟ 51 ପଦରେ ଆମେ ଦେଖିଥାଉ, ଇସ୍ରାଏଲ ସନ୍ତାନಗಳ ମଧ୍ୟରେ ଗଣିତ ଲୋକମାନଙ୍କର ସଂଖ୍ୟା 6,01,730 ଥିଲା। ନୂତନ ପିଢ଼ିର ଜନସଂଖ୍ୟାର ଗଣନା କେତେ? 6,01,730। ପୁରାତନ ଇସ୍ରାଏଲମାନଙ୍କର ଜନସଂଖ୍ୟା ଗଣନା 6,03,550 ଥିଲାବେଳେ ତାଙ୍କ ପରେ ଯେଉଁମାନେ ନ୍ୟୁ ଜେନେରେସନ୍ ସେମାନଙ୍କର ଜନସଂଖ୍ୟା ଆଉ 6,01,730 ଲୋକ ଗଣନା କରାଗଲା। ଏବେ ତୃତୀୟ ଭାଗ, ଏମାନେ କିଣାନ୍ ଦେଶକୁ ଯିବା ପାଇଁ ଏମାନଙ୍କର ପ୍ରସ୍ତୁତି ଆମମାନଙ୍କୁ 26 ଅଧ୍ୟାୟରୁ 36 ଅଧ୍ୟାୟ ପର୍ଯ୍ୟନ୍ତ ଦେଖାଯାଇଥାଏ। ଆମେ ପଢ଼ିଲେ ଜାଣିପାରିବା। ତ 26 ଅଧ୍ୟାୟ ଆଉ 63 ପଦରୁ ମଧ୍ୟ ଦେଖିବା। ଜିରିଓ ନିକଟସ୍ଥ ଜର୍ଦ୍ଦନ ସମୀପରେ ମୋଆବ ପଦାରେ ଇସ୍ରାଏଲ ସନ୍ତାନ ଗଣର ଗଣନାକାରୀ ମୋଶା ଇଲିଆସର ଯାଜକ ଦ୍ୱାରା ଏ ସମସ୍ତ ଗଣାଗଲେ। ମାତ୍ର ସିନୟ ପ୍ରାନ୍ତରରେ ଇସ୍ରାଏଲ ସନ୍ତାନ ଗଣନାକାରୀ ମୋଶା ହାରୁନ୍ ଯାଜକ ଦ୍ୱାରା ଯେଉଁମାନେ ଗଣିତ ହୋଇଥିଲେ ସେମାନଙ୍କ ମଧ୍ୟରୁ ଜଣେ ଏମାନଙ୍କ ମଧ୍ୟରେ ନଥିଲା। ସେତେବେଳେ ଗଣନା କରାଯାଇଥିଲା 6,03,550। ଏବେ ଗଣାଗଲା 6,01,730। ଏମାନଙ୍କ ମଧ୍ୟରେ ଜଣେ ବି ନଥିଲେ, କାରଣ ସଦାପ୍ରଭୁ ସେମାନଙ୍କ ବିଷୟରେ କହିଥିଲେ ଯେ ସେମାନେ ଅବଶ୍ୟ ଏହି ପ୍ରାନ୍ତରରେ ମରିବେ। ଏହେତୁ ସେମାନଙ୍କ ମଧ୍ୟରୁ ଜିଫୁନ୍ର ପୁତ୍ର କାଲେବ, ନୁନ୍‌ର ପୁତ୍ର ଜିଓସିଓ ଛଡ଼ା 1 ଜଣ ହିଁ ଅବଶିଷ୍ଟ ରହିଲା ନାହିଁ। ଜିଓସିଓ କାଲେବଙ୍କ ଛଡ଼ା ଆଉ କେହି ସେମାନଙ୍କ ମଧ୍ୟରୁ ରହିଲେ ନାହିଁ। 6,03,550ରୁ 2 ଜଣ ହିଁ ରହିଲେ, ଆଉ ସମସ୍ତେ ମରିଗଲେ। 25 ଅଧ୍ୟାୟ ଆସିଲା ବେଳକୁ ସମସ୍ତେ କିଣାନ୍ ଦେଶକୁ ଯିବାରେ ଯାତ୍ରାରେ ବିଫଳ ହେଲେ। ଏବେ ନୂତନ ପିଢ଼ି ଯାତ୍ରା କରୁଛନ୍ତି କିଣାନ୍ ଦେଶକୁ। 27 ଅଧ୍ୟାୟ ଆମେ ଦେଖୁ, ସଲଫାଦର କନ୍ୟାଗଣ, ମୋଶାଙ୍କର ଉତ୍ତରାଧିକାରୀ ଜିଓସିଓ। ମୋଶାଙ୍କ ପରେ ଜିଓସିଓ ହିଁ ନେତୃତ୍ୱ ନେବେ। ମୋଶାଙ୍କ ମରଣ ଉତ୍ତାରେ ଜିଓସିଓ ହିଁ ନେତୃତ୍ୱ ନେବେ। ଆଉ ସେ ବିଷୟରେ କୁହାଯାଇଛି 27 ଅଧ୍ୟାୟ 15 ପଦ ଆମେ ଦେଖୁ। ତହିଁରେ ମୋଶା ସଦାପ୍ରଭୁଙ୍କୁ କହିଲେ, ସଦାପ୍ରଭୁ ସର୍ବଶରୀରସ୍ଥ ଆତ୍ମାଗଣର ପରମେଶ୍ୱର ମଣ୍ଡଳୀ ଉପରେ 1 ଜଣ ନିଯୁକ୍ତ କରନ୍ତୁ, ଯେ ସେମାନଙ୍କ ଅଗ୍ରଗାମୀ ହୋଇ ବାହାରକୁ ଯାଇପାରିବ, ସେମାନଙ୍କ ଅଗ୍ରଗାମୀ ହୋଇ ଭିତରକୁ ଆସିପାରିବ, ସେମାନଙ୍କ ପଥପ୍ରଦର୍ଶକ ହୋଇ ସେମାନଙ୍କୁ ବାହାରକୁ ନେଇପାରିବ, ଭିତରକୁ ଆଣିପାରିବ। ତାହା କଲେ ସଦାପ୍ରଭୁଙ୍କର ମଣ୍ଡଳୀ ପାଳକବିହୀନ ମେଷପର ତୁଲ୍ୟ ହେବ ନାହିଁ। ମୋଶାଙ୍କୁ କହିଲେ, ନୁନ୍‌ର ପୁତ୍ର ଜିଓସିଓଙ୍କୁ ନିଅ, ସେଇ ଲୋକଠାରେ ଆତ୍ମା ଅଛନ୍ତି, ପୁଣି ତୁମ୍ଭେ ତା ଉପରେ ହସ୍ତାର୍ପଣ କର। ଜିଓସିଓ, ମୋଶାଙ୍କ ପରେ ଜିଓସିଓ ନେତୃତ୍ୱ ନେଲେ এই ଲୋକମାନଙ୍କ ଉପରେ। ଏହି ବାକ୍ୟ ଦ୍ୱାରା ଆମେ ଜାଣିପାରୁ। ତାପରେ 18 ଅଧ୍ୟାୟ ଦୈନିକ ନୈବେଦ୍ୟ, ବିଶ୍ରାମ ବାରର ନୈବେଦ୍ୟ ବିଷୟରେ, ଦୈନିକ ନୈବେଦ୍ୟ ବିଷୟରେ ଲେଖା ଅଛି। ତାପରେ 29 ଅଧ୍ୟାୟରେ ତୁରିଧ୍ୱନ ପର୍ବର ନୈବେଦ୍ୟ, ପତ୍ରକୋଟି ପର୍ବ ସବୁ ଯାହାକି ଲେବ୍ୟ ପୁସ୍ତକରେ ଆମେ ପଢ଼ିଥିଲୁ। ତାପରେ 30 ଅଧ୍ୟାୟରେ ଶପଥ ବିଷୟକ ନିୟମ, ଶପଥ ବିଷୟରେ ନିୟମ। 31 ଅଧ୍ୟାୟ ମିଦିଅନ୍ ବିରୁଦ୍ଧରେ ପ୍ରତିଶୋଧ। 32 ଅଧ୍ୟାୟ ରୁବେନ ଓ ଗାଦର ଗିଲିୟଦର ବସତି ବିଷୟରେ। 33 ଅଧ୍ୟାୟ ଇସ୍ରାଏଲର ଯାତ୍ରାର ବିବରଣୀ ସବୁ ଲେଖାଯାଇଅଛି।
ଇସ୍ରାଏଲର ଯାତ୍ରାରେ ବର୍ଣ୍ଣେ 34 ଅଧ୍ୟାୟ ଦେଶର ସୀମା 35 ଅଧ୍ୟାୟ ଲେବ୍ୟମାନଙ୍କ ପ୍ରଦତ୍ତ ନଗର ଆଶ୍ରୟ ନଗର 6 ଗୋଟି ଆଶ୍ରୟ ନଗର ବିଷୟରେ 35 ଅଧ୍ୟାୟରେ ଲେଖା ଅଛି। 36 ଅଧ୍ୟାୟରେ ବିବାହିତା ସ୍ତ୍ରୀମାନଙ୍କର ପୈତୃକ ଅଧିକାର ବିଷୟରେ 36 ଅଧ୍ୟାୟରେ ଲେଖା ଅଛି। ତ ଏହି ପ୍ରକାର ତ 36ଟି ଅଧ୍ୟାୟ ମାନେ ଗଣନା ପୁସ୍ତକର ପରିଚୟରେ 36ଟି ଅଧ୍ୟାୟ ମାନେ ଆଉ ଆଲୋଚନା କଲୁ। ଆଉ ଏଥିମଧ୍ୟରୁ ଅନେକ ବିଷୟ ମାନେ ଦେଖିଲେ ଆଉ ଲୋକମାନେ କି ପ୍ରକାର ବଚସା କଲେ, କି ପ୍ରକାର ସଂହାରିତ ହେଲେ, ଈଶ୍ୱରଙ୍କ ବିରୁଦ୍ଧରେ ଈଶ୍ୱରଙ୍କ ଅଭିଷେକ ବ୍ୟକ୍ତିଙ୍କ ବିରୁଦ୍ଧରେ ଉଠିଲେ କ'ଣ ଘଟିବ ଆମମାନେ ଦେଖିଲୁ। ଆଉ ଅନେକ ଲୋକ ବାହାରିଲେ କିନ୍ତୁ 2 ଜଣ ହିଁ ସେତେ କିଣାନ ଦେଶରେ ପ୍ରତିଜ୍ଞାତ ଦେଶରେ ପ୍ରବେଶ କରିବାର ଆମେ ଦେଖିଲୁ। ଆଉ ଈଶ୍ୱର ଆପଣା ଛାଉଣି ବିଷୟରେ କେତେ ଷ୍ଟ୍ରିକ୍ଟ ଡିସିପ୍ଲିନ୍ ଆଉ ସେଇ ସମସ୍ତ ବିଷୟ ମାନେ ଦେଖିଲୁ। ଅନେକ ବିଷୟ ମାନେ ଗଣନା ପୁସ୍ତକରେ ଦେଖିଲୁ। ତ ଗଣନା ପୁସ୍ତକର ପରିଚୟ ଏହା ହିଁ ଥିଲା। ୟା ପରେ ମାନେ ଦ୍ୱିତୀୟ ବିବରଣ ପୁସ୍ତକ ମାନେ ଆଲୋଚନା କରିବା। ଦ୍ୱିତୀୟ ବିବରଣ ମାନେ ଆଲୋଚନା କରିବା। ତ ମାନେ ଆଉ ଗଣନା ପୁସ୍ତକର ପରିଚୟ ମାନେ ଆଜି ଜାଣିଲେ 36ଟି ଅଧ୍ୟାୟ ଆଉ ଥରେ ଭଲ ରୂପେ ଆଉ ସେ 36ଟି ଅଧ୍ୟାୟ ମାନେ ପଢ଼ିଲେ ଆହୁରି ଅଧିକ ରୂପେ ଆମେ ଜାଣିପାରିବା କେଉଁ ପ୍ରକାର ଈଶ୍ୱରଙ୍କ ପ୍ରେମ ଦେଖନ୍ତୁ କେତେ ସେମାନେ ବାରମ୍ବାର ବଚସା କରୁଥିଲେ ତଥାପି ଈଶ୍ୱର ସହ୍ୟ କରୁଥିଲେ। ଈଶ୍ୱରଙ୍କ କ୍ରୋଧ ମଧ୍ୟ ସେ ପ୍ରକାର ଥିଲା। এই ସମସ୍ତ ବିଷୟ ମାନେ ଗଣନା ପୁସ୍ତକରୁ ଦେଖିଲେ ଆଉ ଶିଖିଲେ।